Good morning, all. Welcome to my channel, The Achievers. So, weekly current affairs ଅଗଷ୍ଟ ମାସର ଷ୍ଟାର୍ଟ କରିବା ଅଗଷ୍ଟ 2 ରୁ 8 ଅଗଷ୍ଟ 2ଟା ସଣ୍ଡେ ଥିଲା ତ ସଣ୍ଡେ ରୁ ସାଟରଡେ ଓକେ ତ ଚାଲନ୍ତୁ so tributes to Indian freedom fighter Sri Pengali Venkaya on his 150th birth anniversary. So 150th birth anniversary ମାନେ ଗୋଟେ important event ଏଟା ଜାଣିଥିବେ ତ ସିଏ ଟ୍ରାଇକଲର ଅଫ ଫ୍ଲାଗ ଡିଜାଇନ କରିଥିଲେ ଟ୍ରାଇକଲର ଫ୍ଲାଗ ଆମର ଯିଏ ସେ ଡିଜାଇନ କରିଥିଲେ ତ ଆମର ଫ୍ଲାଗ ଯୋଉ ଇଭଲ୍ୟୁସନ ହେଇଛି ବନ୍ଦେ ମାତରମ୍ ଲେଖା ହେଇଥିଲା ଆଉ ପ୍ରଥମ ତଳେ 1906 ମାନେ ଚନ୍ଦ୍ରର ଥିଲା ଆଉ ଏମିତି ଚକ୍ରର ସୂର୍ଯ୍ୟର ଥିଲା ଚନ୍ଦ୍ର ଆଉ ସୂର୍ଯ୍ୟ ଆଉ ଉପରେ ପଦ୍ମ ଏମିତି ଥିଲା ତଳେ ଅରେଞ୍ଜ ମଝିରେ ୟେଲୋ ରେଡ ୟେଲୋ ଆଉ ଗ୍ରୀନ ଥିଲା ହେଲା ତା ତଳକୁ 1907 ବେଳକୁ ତଳେ କରାହେଲା ଗ୍ରୀନ ମଝିରେ ୟେଲୋ ଉପରେ ସେ ଅରେଞ୍ଜ ଆସିଗଲା ଆଉ ସୂର୍ଯ୍ୟ ଜହ୍ନ ଉପରେ ଷ୍ଟାର ଏମିତି ରହିଲା 1921 ବେଳକୁ ପାଖାପାଖି ରେଡ ଗ୍ରୀନ ହ୍ୱାଇଟ ଆଉ ଚରଖା ମଝିରେ ଆସିଗଲାଣି ତାପରେ 1931 ବେଳକୁ ଏବେର ଯୋଉ ମାନେ ଫ୍ଲାଗ ଅଛି ସେଇଟାର ଅଲମୋଷ୍ଟ ସେପ୍ ନେଇଗଲା ଗ୍ରୀନ ଅରେଞ୍ଜ ଆଉ ମଝିରେ ହ୍ୱାଇଟ ଆଉ ମଝିରେ ଚରଖା ଚିତ୍ର ତାପରେ ତ୍ରିରଙ୍ଗା 1947 ବେଳକୁ ଏଇଟା ହିଁ ଆସିଗଲା ତ ଏଇଟାକୁ ସେ ଡିଜାଇନ କରିଥିଲେ ବୋଲି କୁହାହଉଛି ତ ତାଙ୍କର 150th ବାର୍ଥଡେ ହେଇଛି ଏଇଟା ମନେ ରଖିବେ ଆଉ ଗୋଟେ ଏକ୍ଜାମ ଦେଇଥିଲେ ସେଥିରେ ପଡିଥିଲା କି ଆମର କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ଯୋଉଟା ତାର ଫ୍ଲାଗ ରେ କଣ ଥିଲା ମାନେ କି ତାର ଥିଲା ଟ୍ରାଇକଲର ଫ୍ଲାଗ ଆଉ ମଝିରେ ହାତୀର ପୁରା ଯୋଉ ହାତୀର ମୁଣ୍ଡଟା ପୁରା ସେଇଟା ଥିଲା ତାର ଚିହ୍ନ ହେଲା ତ ସେଇଟା ଗୋଟେ ମନେ ରଖିବେ ଏଇଟା ପଡେ ମାନେ ଥରେ ଗୋଟେ ଏକ୍ଜାମ ଦେଇଥିଲି ମୁଁ ସେଥିରେ ପଡିଥିଲା କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲିର ଫ୍ଲାଗ କୋଉଟା ତାପରେ नरेंद्र मोदी लॉन्चेस नशा मुक्त युवा पर विकसित एंड संकल्प अभियान नशा मुक्त युवा पर विकसित भारत संकल्प अभियान 100 डे कैंपेन ଏଇଟା ଅଗଷ୍ଟ 1 ରୁ ଲଞ୍ଚ ହେଇଛି 100 ଦିନ ପାଇଁ ଚାଲିବ ବେଶୀ କିଛି ଜାଣିବା ଦରକାର ନାହିଁ ଉଜ ମଲ୍ଟି ପ୍ରୋଜେକ୍ଟ ଇନ୍ ଜାମ୍ମୁ କାଶ୍ମୀର କାହା ଉପରେ ରବି ରିଭର ଉପରେ ହେଇଛି ହେଲା ଉଜ ଏଇଟା ଖାଲି ମନେ ରଖନ୍ତୁ ଉଜ ମଲ୍ଟିପର୍ପଜ ପ୍ରୋଜେକ୍ଟଟା କୋଉଠି ରବି ଉପରେ ଆମର ଇନ୍ଦସ ଭାଲି ଏ ଯୋଉ ଇନ୍ଦସ କହୁଛି ଇନ୍ଦସ ରିଭର ସିଷ୍ଟମଟା ବହୁତ ହି ନ୍ୟୁଜରେ ଅଛି ସେଟା ମୁଁ ଇଣ୍ଡିଆର ରିଭର ସିଷ୍ଟମଟା କଭର କରିବି ସେଥିରେ ଭଲସେ କଭର କରିଦେବି ଖାଲି ମନେ ରଖିଦିଅନ୍ତୁ ଇନ୍ଦସ ରିଭର ସିଷ୍ଟମ କେମିତି ହେଇଛି ଆଡେ ଯାଇଛି ଏମିତି ଇନ୍ଦସ ତାପରେ ଆଇ ଜେ ସି ଝେଲମ ଚେନାବ ତାପରେ ରବି ବିଏସ୍ ସତଲେଜ ଆଇ ଜେ ସି ଆର ବି ଏସ୍ ଏଇ ତିନିଟାକୁ ଦିଆହେଇଥିଲା ଉପର ତିନିଟାକୁ ଆଇ ଜେ ସି କୁ ଦିଆହେଇଥିଲା ଆମର କାହାକୁ ପାକିସ୍ତାନକୁ ଦିଆହେଇଥିଲା ଆଉ ଆରବିଏସ୍ ଆମର ଇଣ୍ଡିଆ ରଖିଥିଲା ଯୋଉ ଇନ୍ଦସ ୱାଟର ଟ୍ରିଟି 1960 ଅନୁସାରେ ଠିକ ଅଛି ତ ସେଇଟା ଗୋଟେ ତାପରେ 47,328 villages selected under PMJ ଅଜୟ ଆଦର୍ଶ ଗ୍ରାମ କମ୍ପୋନେଣ୍ଟ across the country PM ଅଜୟ କଣ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ତ ଏଇଟା ମନେ ରଖନ୍ତୁ ଠିକ ଅଛି ଅନୁସୂଚିତ ଜାତି ଙ୍କ ପାଇଁ ଏଇଟା ଗୋଟେ ସ୍କିମ୍ PM AJAY ଅନୁସୂଚିତ ଜାତି ମାନେ ଏସସି ତ ଏସସିଙ୍କ ପାଇଁ ଏଇଟା ଗୋଟେ ଅଛି ତ promote socio-economic development of selected caste communities through the integrated development of village under its ଆଦର୍ଶ ଗ୍ରାମ component ତ PM ଅଜୟ ଅଣ୍ଡରରେ ଗୋଟେ ଅଛି ଆଦର୍ଶ ଗ୍ରାମ ବନେଇବା ଠିକ ଅଛି ତ ସେଥିରେ ଅନୁସୂଚିତ ଜାତି ପାଇଁ PM ଅଜୟ ଅଛି ମିନିଷ୍ଟ୍ରି ଅଫ सोशल जस्टिस एंड एम्प्लॉयमेंट এটা କରୁଛି ଆଉ ସେଣ୍ଟ୍ରାଲ ସ୍ପନ୍ସର୍ଡ ସ୍କିମ୍ ଅଛି ସ୍ପନ୍ସର୍ଡ ସ୍କିମ୍ ମାନେ ସେଣ୍ଟର କିଛି ପଇସା ଦବ ଆଉ ଷ୍ଟେଟ କିଛି ପଇସା ଦବ ଆଉ କେବେ ଏଇଟା 2021-22 ରୁ ଏଇଟା ଲଞ୍ଚ ହେଇଛି 2021-22 ରୁ ହେଇଛି ଆଉ ଅନୁସୂଚିତ ଜାତି ମାନେ ମନେ ରଖିବେ ସବୁବେଳେ ସିଡ୍ୟୁଲ କାଷ୍ଟ ଲୋକମାନଙ୍କୁ ବୁଝାଏ ଠିକ ଅଛି ଆଉ ତିନିଟା କମ୍ପୋନେଣ୍ଟ ଅଛି ପ୍ରଥମ କମ୍ପୋନେଣ୍ଟ କଣ ହେଲା ମୁଁ କହିଲି ଗୋଟେ ହେଲା ଆଦର୍ଶ ଗ୍ରାମ ଆଉ ସେକେଣ୍ଡ ରେ ହେଲା ଗ୍ରାଣ୍ଟିଂ ଏଡ୍ ମାନେ ପଇସା ଡାଇରେକ୍ଟଲି ସେ ଷ୍ଟେଟ କୁ କିଛି ଦବ କମ୍ପୋନେଣ୍ଟ ଅଛି ତାଙ୍କର ଲାଇଭଲିହୁଡ ଆଉ ତାଙ୍କର ଯୋଉଟା ଆମେ ପଢିଲେ ସୋସିଓ ଇକୋନୋମିକ ଡେଭଲପମେଣ୍ଟ ପାଇଁ ସେଥିରେ ସେଣ୍ଟର ଡାଇରେକ୍ଟଲି କିଛି ପଇସା ଦବ ତାଙ୍କ ଷ୍ଟେଟ କୁ ସେ କିଛି ଡେଭଲପ କରିବେ ଆଉ ଗୋଟେ ହଉଛି ହଷ୍ଟେଲ୍ସ ଏଇଟା ଇମ୍ପୋର୍ଟାଣ୍ଟ ହେଲା ହଷ୍ଟେଲ୍ସ ବନେଇବାର ପ୍ରୋଭିଜନ ଅଛି ରେସିଡେନ୍ସିଆଲ ଫ୍ୟାସିଲିଟି ଫର ଏସି ଷ୍ଟୁଡେଣ୍ଟସ
ତ ଏଇ ତିନିଟା ଅଣ୍ଡରରେ ତିନିଟା କମ୍ପୋନେଣ୍ଟ ଅଛି ବୋଲି ଜାଣିବେ। ଏଠି ଷ୍ଟେଟମେଣ୍ଟ ବେସ୍ଡ ଗୋଟେ ପକେଇ ଦେଇ ପାରେ। 2021 ରହିଲାଣି ରାଇଟ୍ ମାନେ ଫାଇଣ୍ଡ ଦ କରେକ୍ଟ ଷ୍ଟେଟମେଣ୍ଟ ଅବାଉଟ ପିଏମ୍ ଅଜୟ। ଏଇଟା ଗୋଟେ ଭଲ ସ୍କିମ୍ଟା ଅଛି। 21 22 ରହିଲାଣି ତ 5 ବର୍ଷ ବି ତାର ପୁରା ହେଇଯାଇଛି। ତ ମନେ ରଖିବେ। ଆଉ ଏଇଟା ସିଡ୍ୟୁଲ କାଷ୍ଟ କଣ ପାଇଁ ଅଛି, ସିଡ୍ୟୁଲ ଟ୍ରାଇବ ବୋଲି ପାଇଁ ନୁହେଁ, ସେଇଟା ବି ମନେ ରଖିବେ। ତ ଏଇଟା ଗୋଟେ ଭଲ ନ୍ୟୁଜ ଥିଲା। ଆଉ ମିଟିଂ ଅଫ ହେଡ୍ସ ଅଫ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସେସ୍ ଅଫ ବ୍ରିକ୍ସ କଣ୍ଟ୍ରିଜ ଲକ୍ଷ୍ନୌ ଉତ୍ତରପ୍ରଦେଶରେ ହଉଛି। ତ ବ୍ରିକ୍ସ କଣ୍ଟ୍ରି ମାନଙ୍କର ଏପର୍ଯ୍ୟନ୍ତ ଯାହା ବି ସବୁ ହେଇଛି ମୁଁ ପୂର୍ବ ସ୍ଲାଇଡରେ ଦେଇଥିଲି, ସେଟାକୁ ମନେ ରଖିଥିବେ। ଆଉ ଷ୍ଟାଟିଷ୍ଟିକାଲ ଅଫିସ ପାଇଁ ଲକ୍ଷ୍ନୌରେ ହେଇଛି, ତ ଏଇଟା ମନେ ରଖିଥିବେ। ରିଭାଇଜ କରିଦିଅନ୍ତୁ, ଏଠି ମୁଁ ଲେଖୁଛି ରିଭାଇଜ। ଆଉ ତା ଦେହରେ ବି ଏଇଟା ଆଡ୍ କରିଦେବେ କି ଆମର ଲକ୍ଷ୍ନୌ ଉତ୍ତରପ୍ରଦେଶରେ ହେଇଛି ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ବୋଲି। ଠିକ ଅଛି। ତାପରେ ନ୍ୟୁ ଦିଲ୍ଲୀର ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ, ଏଇଟା ଗୋଟେ ଭଲଟା ହଉଛି ଜିଆଇ ଆଣ୍ଡ ବେୟଣ୍ଡ 2.0 ସମିଟ୍ 5 ଅଗଷ୍ଟ ହବାର ଅଛି। ଟୁ ଶୋକେସ୍ ଇଣ୍ଡିଆସ ଜିଆଇ ଟ୍ୟାଗ୍ଡ ହ୍ୟାଣ୍ଡଲୁମ୍ ଆଣ୍ଡ ହ୍ୟାଣ୍ଡିକ୍ରାଫ୍ଟ ପ୍ରଡକ୍ଟ। ତ ଜିଆଇ ଆଣ୍ଡ ବେୟଣ୍ଡ 2.0 କଣ ହବ ନା, ଏଥିରେ ମନେ ରଖିବେ ଜିଆଇ ଟ୍ୟାଗ ହବ ମାନେ ଯୋଉଗୁଡା ହେଇଛି ସେଗୁଡା ଖାସ କରିକି ହ୍ୟାଣ୍ଡଲୁମ୍ ଆଉ ହ୍ୟାଣ୍ଡିକ୍ରାଫ୍ଟ ଯୋଉ ଜିନିଷ ପାଇଛି ସବୁ, ତ ତାଙ୍କର ଗୋଟେ ଶୋକେସ୍ କରାଯିବ ହେଲା। କୋଉଠି ଜିଆଇ ଆଣ୍ଡ ବେୟଣ୍ଡ ସମିଟ୍ 2.0 ଅଗଷ୍ଟ 5ରେ ଅଛି ନ୍ୟୁ ଦିଲ୍ଲୀ। ତାପରେ ଜିଆଇ ମାର୍କର ବେସିକ୍ସଟା ସେଇଟା ମୁଁ ପରେ ଆଉ ଟିକେ ଗଲେ ଆଡ୍ କରିଛି, ଏଇଟା କହିଦେବି। ଠିକ ଅଛି। ତ ଏଇଟା ଟିକେ ରିଭାଇଜ କରିଦେବେ ସେଠି। ତାପରେ 166th anniversary of ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରୟ। ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରୟ ଆକ୍ରସ୍ ୱେଷ୍ଟ ବେଙ୍ଗଲ। ଇଣ୍ଡିଆର ଫାଷ୍ଟ ଫାର୍ମାସ୍ୟୁଟିକାଲ କମ୍ପାନୀ ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ ଆଣ୍ଡ ରିନାଉଣ୍ଡ ସାଇଣ୍ଟିଷ୍ଟ ଏଜୁକେସନିଷ୍ଟ ଆଣ୍ଡ ଏଣ୍ଟରପ୍ରିନିୟର ପ୍ରଫୁଲ୍ଲ ଚନ୍ଦ୍ର ରୟସ୍ 160th ବାର୍ଥଡେ ଆନିଭର୍ସରୀ। ତ 2 ଅଗଷ୍ଟ 1861ରେ ସେ ବର୍ନ ହେଇଥିଲେ। ଆଉ ଇନକୁଲନା ବାଂଲାଦେଶରେ ସେ ଅଛି। ତ ଇଣ୍ଡିଆର ଫାଷ୍ଟ ଫାର୍ମାସ୍ୟୁଟିକାଲ କମ୍ପାନୀ ବେଙ୍ଗଲ ଫାର୍ମାସ୍ୟୁଟିକାଲ୍ସ ବୋଲି ମନେ ରଖିବେ। କିଛି ବି ଷ୍ଟେଟମେଣ୍ଟ ପଡିଯାଇପାରେ, ତ ଏଇଟା ପିସି ରୟ କରିଥିଲେ। ତାପରେ ଆସାମ ସିଏମ ଡକ୍ଟର ହେମନ୍ତ ବିଶ୍ବ ଶର୍ମା ଲଞ୍ଚେସ୍ ଅରୁଣ୍ଡୋଇ ଡିସବର୍ସମେଣ୍ଟ। ତ ଅରୁଣ୍ଡୋଇ ସ୍କିମଟା ଏଇଟା ପକେଇଦେଇ, ଭଲ ନାଁ ଅଛି ତ ପକେଇ ଦେଇପାରେ। ଅରୁଣ୍ଡୋଇ ସ୍କିମଟା ଆସାମ ଗଭର୍ଣ୍ଣମେଣ୍ଟ କରୁଛି। ଓକେ, ଏଇଟା ଓମେନ୍ ଏମ୍ପାୱାରମେଣ୍ଟ ଆଉ ପଭର୍ଟି ଏଲିଭେସନ ଆଉ ସୋସିଓ ଇକୋନୋମିକ ଇନକ୍ଲୁଜନ, ତ ଏମିତି କରିକି ଏଇଟା 2020ରୁ ଲଞ୍ଚ କରୁଛି ଆସାମ ଗଭର୍ଣ୍ଣମେଣ୍ଟ। ଏଇଟା ଗୋଟେ ୱେଲଫେୟାର ସୋସିଆଲ ୱେଲଫେୟାର ସ୍କିମ୍ ହେଲା। ତ ଆସାମ ଗଭର୍ଣ୍ଣମେଣ୍ଟ କରୁଛି ଅରୁଣୋଦୟ। ତ ମନେ ରଖିବେ ନର୍ଥ ଇଷ୍ଟର କିଛିଟା ଜିନିଷ ଏମିତି ଯାହା ଥାଏ ପୁରା ଇମ୍ପୋର୍ଟାଣ୍ଟ ଥାଏ, ମାନେ ଏକ୍ସାମିନର ମାନେ ପକେଇ ଦିଅନ୍ତି। ତାପରେ ଆଉ ଗୋଟେ ଜିନିଷ ଦେଇଥିଲା, ଇଣ୍ଡିଆର ସୋଲାର ଗ୍ରୋଥ ଏଣ୍ଟର୍ସ ନ୍ୟୁ ଏରା। ସୋଲାର ଗ୍ରୋଥ ଏଣ୍ଟର୍ସ ନ୍ୟୁ ଏରା ମାନେ ସୋଲାର ଏନର୍ଜିରେ ଇଣ୍ଡିଆ ନ୍ୟୁ ଏରା ଯାଇଛି। କଣ ମନେ ରଖିବାର ଅଛି, 162.15 ଗିଗାୱାଟ ଟିଲ୍ 30 ଜୁନ 2024 ପର୍ଯ୍ୟନ୍ତ 162 ଗିଗାୱାଟ ଆମର ଇନଷ୍ଟଲ କରିସାରିଲୁଣୁ। ତାପରେ ଆପ୍ରୁଭଡ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା, ଏଇଟା ଆମେ କଭର କରିଥିଲେ ଯୋଉ ଜୁଲାଇ 31 ନ୍ୟୁଜରେ। ସୂର୍ଯ୍ୟ ସରୋବର ଯୋଜନା ମାନେ କଣ, ଆମେ ପଣ୍ଡ ବା ଜଳାଶୟ ଉପରେ ଲେକ୍ ଉପରେ ଆମେ ଏଇଟା ଗୋଟେ ଧର ଲେକ୍ ଅଛି, ତା ଉପରେ ଆମେ ବନେଇବା ସୋଲାର ପ୍ୟାନେଲ। ଠିକ ଅଛି। ତ ପାଣି ଲସ୍ ବି କମ ହବ, ମାନେ ଏଭାପୋରେସନ ହେଇକି, ଆଉ ଆମେ ଇଲେକ୍ଟ୍ରିସିଟି ବି ପାଇବା। ତ ଏଇଟା ଗୋଟେ ମନେ ରଖିଲି। ତାପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସୋଲାର ଏନର୍ଜି, ତ ଇଏ ଗୋଟେ ସଂସ୍ଥା ଅଛି ଆମର। ଏଇଟା କୋଉଠି ଅଛି, ଗୁରୁଗ୍ରାମ ହରିୟାଣାରେ ଅଛି। 2013ରୁ ଏଇଟା ହେଲାଣି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସୋଲାର ଏନର୍ଜି। ତ ଆଉ ଗୋଟେ ସ୍କିମ୍ ଅଛି ପିଏମ ସୂର୍ଯ୍ୟଘର ଯୋଜନା, ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା, ମାନେ ରୁଫ୍ ଟପ୍ ସୋଲାର ଇନଷ୍ଟଲେସନ। ମାନେ ତମ ଘର ଛାତ ଉପରେ ବି ସୋଲାର ଇନଷ୍ଟଲ କରିବ ତମ ଘର ୟୁଜ ପାଇଁ। ସେଥିରେ ଗଭର୍ଣମେଣ୍ଟ ତମକୁ କିଛି ସବସିଡି ଦବ, ଆଉ ଇଣ୍ଟରେଷ୍ଟ କମ ଥିବା ପିଲା ଲୋନ ବି ଦବ। ତମେ ସେଠାରେ ଲୋନ ଆଣିକି ଗଭର୍ଣମେଣ୍ଟରୁ ଅଳ୍ପ ପଇସା ବି ଦେଇକିରି ରୁଫଟପ୍ ସୋଲାର ଇନଷ୍ଟଲ କରିପାରିବ। ତାପରେ ଆଉ ଗୋଟେ ହେଲା ଭଲ ସ୍କିମ୍ ଟା ପ୍ରଧାନମନ୍ତ୍ରୀ କିଷାନ ୟୁଜା ଏବଂ ଉତ୍ଥାନ ମହାଅଭିଯାନ ପିଏମ କୁସୁମ। ଏଇଟା ବି ଇମ୍ପୋର୍ଟାଣ୍ଟ ନ୍ୟୁଜ। ପିଏମ କୁସୁମ, ତ ଏଥିରେ କଣ ହୁଏ ନା କିଷାନ ଉର୍ଜା ମାନେ ମାନେ ଆଗ୍ରିକଲଚର ମାନେ ଫାର୍ମର ମାନେ ଯୋଉ ଫିଲ୍ଡରେ ଯୋଉ ପାଣି ପମ୍ପ ୟୁଜ କରୁଛନ୍ତି ପାଣି ମଡେଇବା ପାଇଁ, ସେଥିପାଇଁ ଗୋଟେ ଛୋଟ ଲଗାଯିବ କଣ ସୋଲାର ସିଷ୍ଟମ ଲଗାଯିବ। ସେଥିରୁ ସେମାନେ ପମ୍ପ ୟୁଜ କରି ପାଣି ମଡେଇବେ। ତ ସେଠି ବହୁତ ଆମର ଯେହେତୁ ଚାଷୀ ହିଁ ବହୁତ, ତ ସେଠି ବହୁତ ଏନର୍ଜି ବଞ୍ଚିବ ବୋଲି ଏଇଟା ଗୋଟେ କରାହେଇଛି। ଏଇଟା କେବେ କରାହେଇଥିଲା, 2019ରେ ହେଲା। ତ ଏଇଟା ଜାଣିଲେ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜଲି ଯୋଜନା।
ତ ଏଇଟା କେବେ କରାହେଇଥିଲା? ଏଇଟା ମନେ ରଖିବେ 2024 ରେ କରାହେଇଛି। ଏଇଟା ଏଇଟା 2024। ତ ଯଦି ଟାଇମ ପଚାରିଦେଲା, ଆଗ ହେଇଥିଲା ପିଏମ କୁସୁମ, ତାପରେ ପିଏମ ସୂର୍ଯ୍ୟଘର ଘର ପାଇଁ, ଆଗ ଚାଷୀ ମାନଙ୍କ ପାଇଁ, ତାପରେ ଘର, ତାପରେ ଏବେ ପଣ୍ଡ ମାନଙ୍କ ଉପରେ ବସାଯିବ ବୋଲି କରାହେଇଛି। ଇଣ୍ଡିଆର ସୋଲାର ଏନର୍ଜି ଏଇଟା ଗୋଟେ ଦେଇଛି, ନ୍ୟାସନାଲ ସୋଲାର ମିଶନ ଲଞ୍ଚ କରାହେଲା 2010 ରେ। ତାପରେ ସୋଲାର କାପାସିଟି ଏଇଟା ଦରକାର ନାହିଁ। ଆମର ଟାର୍ଗେଟ ରଖା ହେଇଛି କେତେ ଦେଖ, 100 ଗିଗାୱାଟ ରଖା ହେଇଥିଲା 2030 ସୁଦ୍ଧା। ବଟ୍ ସେଇଟାକୁ ଆମେ ଅଲରେଡି ଆଚିଭ୍ କରିକିରି ଆମେ, ମାନେ ଏଇଟା କଣ ଇନଷ୍ଟଲ କାପାସିଟି, ଜେନେରେସନ କାପାସିଟି ନୁହଁ, ଇନଷ୍ଟଲ କାପାସିଟି ମାନେ କେତେ ତମେ ବସେଇଛ, ଜେନେରେଟ କେତେ କରୁଛ ସେଟା ପରେ ଦେଖାଯିବ। ଏଇଟା ଆମର 162 ଗିଗାୱାଟ ଅଲରେଡି କ୍ରସ ହେଇଗଲାଣି ହେଲା। ତାପରେ ପଞ୍ଚାମୃତ ଷ୍ଟ୍ରାଟେଜି COP26 ରେ କ୍ଲାସ୍ କରି ହେଇଥିଲା। ଏଇଟା ମୁଁ ମୋର ଏନଭାରନମେଣ୍ଟ କ୍ଲାସରେ କହିଛି, ଏଇଟାକୁ ରିଭାଇଜ କରିବେ। ପଞ୍ଚମିକ ଷ୍ଟ୍ରାଟେଜି ଆଉ ଇଣ୍ଡିଆର ଆଇଏନଡିସି ରେ 3ଟା ଟାର୍ଗେଟ ଅଛି, ଆଉ ପଞ୍ଚମିତରେ 5ଟା ଅଛି ହେଲା। ଇଏ 3ଟା ପ୍ଲସ୍ ଆହୁରି 2ଟା ଆଡ୍ କରାହେଇ ସେଇଟା ଅଛି। ଆଉ ଆମର ଲାଇଫ ଯୋଉ ସାଇକେଲ ଆପ୍ରୋଚ, ଲାଇଫଷ୍ଟାଇଲ ଆପ୍ରୋଚ ଆମର, ସେଇଟାକୁ ଦେଖିବେ, ସେଇଟା ରିଭାଇଜ କରିବେ। ତାପରେ ସେକେଣ୍ଡ ଲାର୍ଜେଷ୍ଟ ସୋଲାର ଗ୍ରୋଥ ମାର୍କେଟ ଗ୍ଲୋବାଲି ଏଇଟା କରାଯାଇଛି। ଆଉ 2024 ରେ ପିଏମ ସୂର୍ଯ୍ୟଘର, ଏଇଠି ଆମର ମନେକର 2019 ରେ କହିବା ପିଏମ କୁସୁମ, ତାପରେ 24 ରେ ଏଇଟା, 25 ରେ ଏଇଟା, ତାପରେ ସୋଲାର କାପାସିଟି ଏଇଟା ହେଇଛି। 2026 ରେ ବି ଏଇଠି ଏଇଠି 2026 ରେ ଲଞ୍ଚ କରାଯାଇଛି କଣ, ପିଏମ ଯୋଉ ସୋଲାର ସୂର୍ଯ୍ୟ ସରୋବର ଏଠି ଲଞ୍ଚ କରାଯାଇଛି। ତ ଏଇଟା ଜାଣିଲେ। ଆଉ ଗୋଟେ ହଉଛି ହଁ, ବାଦଲା ସୋଲାର ପାର୍କ ଫ୍ରମ ଡେଜର୍ଟ ଟୁ ବାଦଲା ସୋଲାର ପାର୍କ, ଡେଜର୍ଟ ଟୁ ଲ୍ୟାଣ୍ଡସ୍କେପ ଟୁ କ୍ଲିନ୍ ଏନର୍ଜି। ଡେଜର୍ଟ ଲ୍ୟାଣ୍ଡସ୍କେପ ଟୁ ମାନେ ଯୋଉ ଡେଜର୍ଟ ଏରିଆ ଅଛି, ତ ସେଠି ଆମର ବହୁତ ସାରା ମାନେ ସନ୍ କିରଣ ପଡୁଛି, ତ ସୂର୍ଯ୍ୟ କିରଣ ସେ ତାକୁ କନଭର୍ଟ କରିକି ଆମେ କରିଦବା କଣ, ସୋଲାର ଏନର୍ଜି କରିବା। ଏଇଟା ହଉଛି ମନେ ରଖିବେ, ଆର ୱାନ୍ ଅଫ ଦ ମେଗା ସୋଲାର ପାର୍କ। ଆଉ ଏଠି ଆମର କୋଉଠି ଅଛି, ଏଇଟା ଯୋଧପୁର କୋଉଠି, ରାଜସ୍ଥାନ। ତ ଏଇଟା ସେଠି କରାଯାଇଛି ଥର ଡେଜର୍ଟ ପାଖାପାଖିରେ। ଆଉ କଣ କରାହେଇଛି, ଆଉ ଗୋଟେ ମନେ ରଖିବେ, ପାବାଗଡା, ଏଠି ଗୋଟେ ସୋଲାର ପାର୍କ କରାହେଇଛି। ସିଏ ବି ମେଜର, ସିଏ ହଉଛି କୋଉଠି, କର୍ଣ୍ଣାଟକରେ ପାୱାଗଡା। ଓକେ। ଆଉ ଗୋଟେ ହଉଛି କୁର୍ନୁଲ ଟା ଅଲ୍ଟ୍ରା ମେଗା ସୋଲାର ପାର୍କ, ଏଇଟା କୋଉଠି, ଆନ୍ଧ୍ରପ୍ରଦେଶ। ତାପରେ ଅନନ୍ତପୁରମୁ ସୋଲାର ପାର୍କ, ଏଇଟା ବି ଆନ୍ଧ୍ରପ୍ରଦେଶ। ଆଉ କଡାପା ସୋଲାର ପାର୍କ ଆନ୍ଧ୍ରପ୍ରଦେଶ। ଏମିତି ସବୁ ଅଛି। ତାପରେ ରେୱାରେ ଅଛି, ରେୱା ମଧ୍ୟପ୍ରଦେଶରେ। ତାପରେ କାମୁଥି ତାମିଲନାଡୁ। ତାପରେ ଡୋଲେରା ଗୁଜୁରାଟରେ। ଆଉ ପୁଗଲ ରାଜସ୍ଥାନରେ। ଏମିତି ଅଛି। ଆଉ ଗୋଟେ ଆମର କାୱାଡାରେ ଖାବଡାରେ ରିନ୍ୟୁଏବଲ ଏନର୍ଜି ପାର୍କରେ ଗୋଟେ ଅଛି, ସେଟା ହଉଛି ଗୁଜୁରାଟ। ଏମିତି ସବୁ ଅଛି। ତ ଏଇଟା ସବୁ ମ୍ୟାଚ୍ କରିବାକୁ ପକେଇ ଦେଇପାରେ, ଏଇଟା ଟିକେ ଦେଖି ଦିଅନ୍ତୁ। ଆଉ ଆମର ଯୋଉ ଫ୍ଲୋଟିଂ ସୋଲାର ପାର୍କ ହବ ଏବେ, ଯୋଉଟା ସୂର୍ଯ୍ୟ ସରୋବର ଯୋଜନା, ସେଟା ଏମିତି ନୁହେଁ କି ଆଗରୁ ହେଇନି। ଆଗରୁ ଗୋଟେ ଆମର ହେଇଛି ସବୁଠୁ ଓମକାରେଶ୍ଵର, ଏଇଟା ନ୍ୟୁଜରେ ଥିଲା, ବହୁତ ସାରା ଏକ୍ସାମ ରେ ପଡିଥିଲା ଜାଣିଛନ୍ତି। ଏଇଟା ଫ୍ଲୋଟିଂ, ଏଇଟା କୋଉଠି, ଖାଣ୍ଡୁଆ ମଧ୍ୟପ୍ରଦେଶରେ ଏଇଟା ହେଇଛି ହେଲା, ଓମକାରେଶ୍ଵର ଫ୍ଲୋଟିଂ। ଆଉ ଗୋଟେ ହଉଛି ରାମଗୁଣ୍ଡମ। ଏମିତି ଗଭର୍ଣମେଣ୍ଟ ତାର ଅଲଗା ଅଲଗା ଜାଗାରେ କରିଥିଲା, ବଟ୍ ଏବେ ଗୋଟେ ସେଣ୍ଟ୍ରାଲ ସ୍କିମ୍ କରିଦେଲା କି ସେଇଟା ହବ ରାମଗୁଣ୍ଡମ ଫ୍ଲୋଟିଂ ସୋଲାର। ଏଇଟା କୋଉଠି, ତେଲେଙ୍ଗାନାରେ। ସେଠି ଏଇଟା ଓମକାରେଶ୍ଵର ଟା ଏବେ ସବୁଠୁ ଲାର୍ଜେଷ୍ଟ ଅଛି। ଏଇଟା କେତେ, 600 ମେଗାୱାଟ ଏଠୁ ସେ ଉତ୍ପାଦନ କରୁଛି। ଏଇଟା ଯେତେବେଳେ ଇନଷ୍ଟଲ ହେଇଥିଲା 2002 ଆମର 22 ରେ, ଏଇଟା ବଡ ଥିଲା, ବଟ୍ ତାକୁ ଏବେ ଓମକାରେଶ୍ଵର ଟା ସବୁଠୁ ବଡ, ତ ପଡିଲେ ଏଇଟା କରିବ ଓମକାରେଶ୍ଵର। ତ ଏଇଭଳିଆ କିଛିଟା ସୋଲାର ପ୍ରୋଜେକ୍ଟ ଅଛି ଆମର, ଏଇଟା ମନେ ରଖିଦେବେ। ତ ଆଗକୁ ବି ଅଛି ରିନ୍ୟୁଏବଲ ଏନର୍ଜିକୁ ନେଇକି କିଛିଟା। ତାପରେ ଆମର ହଁ, ଆଉ ସୋଲାର ପ୍ରୋଜେକ୍ଟ କୁ ନେଇକି ଆମର ସବୁଠୁ ଅଧିକ ଇନଷ୍ଟଲ କାପାସିଟି କୋଉଠି, ପ୍ରଥମେ ମନେ ରଖିବା ଆନ୍ଧ୍ରପ୍ରଦେଶରେ ସବୁଠୁ ଅଧିକ। ଓକେ। 5ଟା ପାର୍କ ହେଲାଣି। ତାପରେ 4.2 ଗିଗାୱାଟ ପର୍ଯ୍ୟନ୍ତ ଗଲାଣି। ତାପରେ ଛତିଶଗଡ଼, ତାପରେ ଗୁଜୁରାଟ, ତାପରେ ଝାଡଖଣ୍ଡ। ତ ଏଇ ଲିଷ୍ଟ ବି ମନେ ରଖିବେ, ଇନଷ୍ଟଲ କାପାସିଟି ଅନୁସାରେ ସବୁଠୁ ଅଧିକ କୋଉଟା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାପରେ ଗୁଜୁରାଟ, ତାପରେ ଝାଡଖଣ୍ଡ। ତାପରେ ଗ୍ଲୋବାଲ ସୋଲାର କୋଅପରେସନ ରେ
ଆମର ଇଣ୍ଡିଆର କ'ଣ ସ୍ଥିତି ଅଛି, ଏଇଟା ଇଣ୍ଡିଆ ବହୁତ ମାନେ ଲିଡରସିପ ରୋଲ ଇଏ କରିଛି। ଇଣ୍ଟରନ୍ୟାସନାଲ ସୋଲାର ଆଲିଆନ୍ସ ହେଇଥିଲା କୋ ଫାଉଣ୍ଡେଡ୍ ବାଇ ଇଣ୍ଡିଆ ଆଉ ଫ୍ରାନ୍ସ। ଏ ରିଗାର୍ଡିଂ ବି ନ୍ୟୁଜ୍ ସବୁବେଳେ ଆସୁଛି, ଯେହେତୁ ଏଇଟା ଇଣ୍ଡିଆର ଇନିସିଏଟିଭ। ଏବେ ବି ଚାଲିଛି ବହୁତ କିଛି, ଆମେ ସ୍କିମ୍ ଦେଖିଲେ କିଛିଟା ପାର୍କ ଦେଖିଲେ ଇଣ୍ଡିଆରେ ଇନଷ୍ଟଲ କେତେ ହେଇଛି, ଆଉ ଏବେ ଇଣ୍ଟରନ୍ୟାସନାଲି ଦେଖିଦିଅନ୍ତୁ। ଇଣ୍ଡିଆ ଫ୍ରାନ୍ସ COP21 ପ୍ୟାରିସ୍ 2015ରେ ଏଇଟା ଲଞ୍ଚ କରାଯାଇଥିଲା ଇଣ୍ଡିଆ ଆଉ ଫ୍ରାନ୍ସ ମିଶିକି। ଏବଂ କି ପ୍ଲାଟଫର୍ମ ଫର ଆଲିଆନ୍ସ ବ୍ରିଙ୍ଗସ୍ ଟୁଗେଦର କଣ୍ଟ୍ରିଜ ଇନକ୍ଲୁଡିଂ ବହୁତ ସାରା କଣ୍ଟ୍ରି, ଗ୍ରୀସ୍, ଜର୍ମାନୀ, ଏମିତି ହେଇକି ମାନେ ବହୁତ ସାରା କଣ୍ଟ୍ରି ଆସିଲେଣି ସେଥିରେ, 100 ଉପରେ କ୍ରସ୍ କରିଗଲେଣି ସେଥିରେ। ଏଥିରେ ଖାଲି ମୋତେ କମେଣ୍ଟରେ କହିବେ, କମେଣ୍ଟରେ କୁହନ୍ତୁ କି ଏବେ ଲାଟେଷ୍ଟ ଆଡିସନଟା କିଏ ହେଇଛି। ଲାଟେଷ୍ଟ ଆଡିସନ ଟୁ ISA ଇଣ୍ଟରନ୍ୟାସନାଲ ସୋଲାର ଆଲିଆନ୍ସ ହେଲା, ଏଇଟା 2015 ହେଇଥିଲା, ଇଣ୍ଡିଆ ଫ୍ରାନ୍ସ କରିଥିଲେ। COP21 ରେ ହେଇଥିଲା। ତାପରେ ଆଉ ହେଲା ୱାନ୍ ସନ୍ ୱାନ୍ ୱାର୍ଲଡ ୱାନ୍ ଗ୍ରିଡ୍, OSOWOG। ଏଇଟା କିଏ? ଏଇଟା ବି ଇଣ୍ଡିଆ ପ୍ରପୋଜ କରିଛି ଇନ୍ 2018, ସେଟା 2015, ଏଇଟା 2018ରେ। ଏଇଟା ଗୋଟେ ଭିଜନ ଫର ଇଣ୍ଟରକନେକ୍ଟେଡ ଗ୍ଲୋବାଲ ରିନ୍ୟୁଏବଲ ଏନର୍ଜି ନେଟୱାର୍କ। ମାନେ ଆମେ ରିନ୍ୟୁଏବଲ ଏନର୍ଜିରେ ସବୁ କନେକ୍ଟେଡ ରହିବା। ଇଣ୍ଡିଆ ଆଣ୍ଡ UK, ଏଥିରେ ଇଣ୍ଡିଆ ଆଉ UK ଲଞ୍ଚଡ ଦ ଗ୍ରୀନ ଗ୍ରିଡ୍ସ ଇନିସିଏଟିଭ। କଣ ଗ୍ରୀନ ଗ୍ରିଡ୍ସ? ଏଇଟା କିଏ କଲେ? ଇଣ୍ଡିଆ ଆଉ UK। ଆଉ ସେଟା ISA କିଏ କରିଥିଲେ? ଇଣ୍ଡିଆ ଫ୍ରାନ୍ସ। ତ ୱାନ୍ ସନ୍ ୱାନ୍ ୱାର୍ଲଡ ୱାନ୍ ଗ୍ରିଡ୍, ମାନେ ଗୋଟେ ସନ୍ ଅଣ୍ଡରରେ ଆମର ୱାନ୍ ୱାର୍ଲଡ ରହୁଛି ଆଉ ଗୋଟେ ଗ୍ରିଡ୍ ହବ, ମାନେ ଇଲେକ୍ଟ୍ରିସିଟି ପୁରା ଫ୍ଲୋ ହବ କଣ୍ଟ୍ରି ଟୁ କଣ୍ଟ୍ରି। ସେଟାକୁ ଗ୍ରିଡ୍ କନେକ୍ଟିଭିଟି କହୁଛନ୍ତି। ଆଉ ଏଇଟା କୋଉଠି? COP26 ଇନ୍ 2021ରେ ଲଞ୍ଚ। ତ ସେଟା COP20 ଫାଷ୍ଟ ଲଞ୍ଚ ହେଇଥିଲା, ଏଇଟା COP26 2021ରେ ଲଞ୍ଚ। ଏଇଟା ଟିକେ ଭାରି କନଫ୍ୟୁଜିଂ, ଦେଖିଦିଅନ୍ତୁ। ଇନିସିଏଟିଭ ସପୋର୍ଟେଡ୍ ବାଇ ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଣ୍ଡ USA। ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଉ US ଆକୁ ସପୋର୍ଟ କରିଛନ୍ତି, ଆଣ୍ଡ ISA ବି ଆକୁ ସପୋର୍ଟ କରୁଛି। ଇଟ୍ ପ୍ରମୋଟ୍ସ କ୍ରସ୍ ବର୍ଡର ରିନ୍ୟୁଏବଲ ଏନର୍ଜି ଟ୍ରେଡ୍। କ୍ରସ୍ ବର୍ଡର ମାନେ ଗୋଟେ ହିଁ ଗ୍ରିଡ୍ ହବ, ଇନଫ୍ରାଷ୍ଟ୍ରକ୍ଚର ବସିବ, ଇଣ୍ଟରକନେକ୍ଟ ଇଲେକ୍ଟ୍ରିସିଟି। ତ ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ, ଆ ବିଷୟରେ ଷ୍ଟେଟମେଣ୍ଟ କିଛି ବି ପକେଇ ଦେଇପାରେ, ଏଇଟା ଦେଖିଦିଅନ୍ତୁ। ଏଇଥିରେ ଗ୍ଲୋବାଲ ଷ୍ଟାଣ୍ଡିଂରେ ଆମର ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ସବୁବେଳେ ଏକ୍ଜାମରେ ପଡେ ରାଙ୍କିଙ୍ଗ ବଗେରା। ଦେଖନ୍ତୁ ରିନ୍ୟୁଏବଲ ଏନର୍ଜି କାପାସିଟି ଅନୁସାରେ ଇଣ୍ଡିଆ କେତେ? ଥାର୍ଡ, ୱାର୍ଲଡରେ ଥାର୍ଡ ରିନ୍ୟୁଏବଲ ଏନର୍ଜି କାପାସିଟିରେ। ତାପରେ ସୋଲାର ଏନର୍ଜିରେ ଇଣ୍ଡିଆ ଥାର୍ଡ, ଆଉ ମାନେ ଇନଷ୍ଟଲ କାପାସିଟି ଆଉ ପ୍ରଡ୍ୟୁସରରେ ବି ଥାର୍ଡ, ଏଇଟା ମନେ ରଖିବେ। ୱିଣ୍ଡ ଏନର୍ଜିରେ ଫୋର୍ଥ ର୍ୟାଙ୍କ, ଆଉ ହାଇଡ୍ରୋ ଇଲେକ୍ଟ୍ରିସିଟିରେ ଫିଫ୍ଥ ର୍ୟାଙ୍କ ହେଲା। ୱିଣ୍ଡରେ ଫୋର୍ଥ, ହାଇଡ୍ରୋ ଇଲେକ୍ଟ୍ରିସିଟିରେ ଫିଫ୍ଥ। ତାପରେ ଆମର ଯୋଉ ପ୍ରେସିଡେଣ୍ଟ ଆସିଥିଲେ, ଆମର ଜଗତଗୁରୁ କୃପାଲୁ ୟୁନିଭର୍ସିଟି ଗୋଟେ କଟକରେ ଇନାଗୁରେଟ କରିଛନ୍ତି, ୟୁନିଭର୍ସିଟି ଗୋଟେ ଜଗତଗୁରୁ କୃପାଲୁ ୟୁନିଭର୍ସିଟି। ତ ସେଇଟା ଥିଲା 2ର। ଏବେ 3 ନମ୍ବରର ନ୍ୟୁଜ ଦେଖିବା, 3 ତାରିଖର। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ନ୍ୟୁଜଟା ଗୋଟେ ଅଛି। ଗ୍ଲ ଲେକ୍ ହେଲା, ଗ୍ଲ ଲେକ୍ ବିକମ୍ସ ଆମର ଅରୁଣାଚଳ ପ୍ରଦେଶର ଫାଷ୍ଟ ରାମସାର ସାଇଟ୍ ଇନ୍ ଅରୁଣାଚଳ ପ୍ରଦେଶ। ଆଉ ଇଣ୍ଡିଆର ହେଇଗଲା 101ତମ ଆମର କ'ଣ ରାମସାର ସାଇଟ୍, ତାହେଲେ 100th ରାମସାର ସାଇଟ୍ ଅଫ ଇଣ୍ଡିଆ। ତ ସେଇଟା ଦେଖିବା। ଆଉ 100th କିଏ ହେଇଥିଲା, ଏଇଟା ତ ପୁରୁଣା ନ୍ୟୁଜ ଅଛି, ମାନେ ଜୁନ ମାସରେ ଅଛି, ସେଇଟାକୁ ଆମେ ସେବେ କରିଦେବି, କଭର କରିଦେବି। ସେଇଟା କିଏ ହେଇଥିଲା ମନେ ରଖିବେ, JP ନାରାୟଣ ବାର୍ଡ ସାଙ୍କ୍ଚୁଆରୀ, ବା ତାକୁ କହୁଛନ୍ତି ସୁରହତାଲ। ଏଇଟା କୋଉଠି ଅଛି? UP ହେଲା। ଏଇଟା ହେଇଗଲା 100th ହେଇଥିଲା, ଆଉ ସେଇଟାକୁ ତ ଆମେ ପୁରା ଭଲସେ କଭର କରିବା। ତ ଏବେ ଏବେ ଯୋଉଟା ହେଇଛି ଗ୍ଲ ଲେକ୍, ଏଇଟା ମନେ ରଖିବେ ନର୍ଥ ଇଷ୍ଟର ଅରୁଣାଚଳ ପ୍ରଦେଶର ଫାଷ୍ଟ ଲେକ୍। ତ ଆମେ ଯୋଉ 101ତମ ହେଇଛି, ଦେଖନ୍ତୁ ନର୍ଥ ଇଷ୍ଟର ମାତ୍ର କେତେଟା ଅଛି, ନର୍ଥ ଇଷ୍ଟରେ କେତେଟା ଅଛି, କୋଉ ଷ୍ଟେଟରେ ନାହିଁ, ସେଇଟା ଟିକେ ଦେଖିଦିଅନ୍ତୁ। ଏଇଟା ପକେଇଦବ ଏଥର ମତେ ଲାଗୁଛି। ଏଥର ଦେଖନ୍ତୁ ଲୋକଟାକ ଲେକ୍ ମଣିପୁରରେ ଅଛି ଗୋଟେ, ତାପରେ ଦିପପୁର ଲେକ୍ ଆସାମରେ ଗୋଟେ, ରୁଦ୍ରସାଗର ଲେକ୍ ତ୍ରିପୁରାରେ ଗୋଟେ, ପାଳ ୱେଟଲ୍ୟାଣ୍ଡ ମିଜୋରାମରେ ଗୋଟେ, ଆଉ ଖେଚେଉ ପାର୍ଲରୀ ୱେଟଲ୍ୟାଣ୍ଡ ସିକିମରେ ଗୋଟେ, ଖେଚେଉ ପାର୍ଲରୀ ଏଇଟା ଗୋଟେ, ଆଉ ଗ୍ଲ ଲେକ୍ ଅରୁଣାଚଳ ପ୍ରଦେଶରେ ଗୋଟେ। ତାମାନେ ଏଇଟା କେତେ ହେଲା? 6ଟା ହେଇଗଲା ନର୍ଥ ଇଷ୍ଟରେ। ଆମେ ଜାଣିଛେ ନର୍ଥ ଇଷ୍ଟରେ କ'ଣ କହନ୍ତି? 7 ସିଷ୍ଟର୍ସ କହନ୍ତି, ହଁ କି ନାଇଁ? 7 ସିଷ୍ଟରରେ ସବୁ ଷ୍ଟେଟରେ ଗୋଟେ ଗୋଟେ, ଗୋଟେକୁ ଛାଡିକିରି, ତାହେଲେ କୋଉଠି ନାହାନ୍ତି ସେଇଟା ଦେଖନ୍ତୁ। ଆମେ ଦେଖିବା ନାଗାଲାଣ୍ଡରେ ନାହାନ୍ତି, ନାଗାଲାଣ୍ଡରେ ନାହିଁ ତ ଇଏ ଗୋଟେ ଜିନିଷ ଜାଣିଲେ, ମ୍ୟାପ ୱାର୍କ କରିବେ। ତ ଆଉ ସବୁଠି କଣ କଣ ଅଛନ୍ତି? ଗ୍ଲ ଲେକ୍ ଏବେ ଅରୁଣାଚଳ ପ୍ରଦେଶରେ ହେଇଗଲା, ଆଉ ଲୋକଟାକ ଲେକ୍ ମଣିପୁରରେ ଅଛି, ଦୀପପୁର ବିଲ୍ ଆସାମରେ ଗୋଟେ, ତ୍ରିପୁରାରେ ରୁଦ୍ରସାଗର ଲେକ୍, ଆଉ ପାଳ ମିଜୋରାମରେ, ଆଉ ଖେଚେଓ ପାର୍ଲରୀ ସିକିମରେ। ତ ନାଁ ଗୁରା ସବୁ ମନେ ରଖିଦିଅନ୍ତୁ। ଓକେ, ତ ଦେଖନ୍ତୁ ପାଳ ୱେଟଲ୍ୟାଣ୍ଡ ମିଜୋରାମରେ ଗୋଟେ ଫାଉଙ୍କୁଇ ବ୍ଲୁ ମାଉଣ୍ଟେନ ଏରିଆ ଅଛି, ନା ହିଁ ଭଲ ଅଛି, ତ ଏଇଟା ପଡିଯାଇପାରେ। ତ ଇଏ ଗୋଟେ ରହିଲା। ଆଉ
लोकटाक लेक मणिपुर एटा तो पूर्वथर भी न्यूज रे थिला पूर्वथर जो पढितली करंट अफेयर्स रे सेटा देखिथिबे लार्जेस्ट फ्रेशर लेक इन नॉर्थ ईस्ट इंडिया आ फ्लोटिंग जो केबुल लामजाओ नेशनल पार्क अछि वर्ल्ड रो ओनली फ्लोटिंग नेशनल पार्क एटा केबुल लामजाओ नेशनल पार्क आरी अंडर रे अछि कोठी लोकटाक लेक रे ही अछि तो ग्लो लेक एटा जानले प्रिस्टीन हाई एल्टीट्यूड फ्रेश वाटर लेक सॉल्ट वाटर नो फ्रेश वाटर इकोसिस्टम कामलांग टाइगर रिजर्व नो भीतर अछि कामलांग designated as the state's first Ramsar site এটা ବହୁତ ଇମ୍ପୋର୍ଟାଣ୍ଟ ଗ୍ଲୋ ଲେକ୍ ଦେଖିକି ଯାଇଥିବେ ତାପରେ ଆମର ଆ ସହିତ ଓଡ଼ିଶାରେ କେତେଟା ଅଛି କମେଣ୍ଟରେ କୁହନ୍ତୁ ଓଡ଼ିଶାରେ 6ଟା ଅଛି ଆମର କିନ୍ତୁ ସେଇଟା ମୋତେ କମେଣ୍ଟରେ କହିବେ କି 6ଟା କ'ଣ କ'ଣ ଅଛି ଆଉ କୋଉ ଡିଷ୍ଟ୍ରିକ୍ଟରେ ସେଗୁଡ଼ା ସବୁ ଅଛି ହେଲା କହିବେ ଫାଷ୍ଟ କେବେ ହେଇଥିଲା ଆଉ ଏବେ ଲାଟେଷ୍ଟ ଏଡିସନ କ'ଣ ସବୁ ଅଛି ଇୟର ବି ଲେଖିବେ ଠିକ ଅଛି ସେଇଟା ଗୋଟେ କରନ୍ତୁ ତାପରେ ଆଉ ଗୋଟେ ଆସିଲା ଯୁଗ ଯୁଗ ଜିଓ ଅଭିୟାନ ଏଇଟା କ'ଣ ହେଇଥିବ ବୋଲି ଭାବିବେ ଏଇଟା ଯଦି ପକେଇଦବ ଯୁଗ ଯୁଗ ଜିଓ ଅଭିୟାନ କ'ଣ ମନେକର ନେସନ ୱାଇଡ ଆୱାରନେସ କ୍ୟାମ୍ପେନ୍ ଏମ୍ଡ ଆଟ୍ ଟେକିଂ ଦ ମେସେଜ ଅଫ ଅର୍ଗାନ ଡୋନେସନ ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଏଇଟା ବହୁତ କନଫ୍ୟୁଜିଂ ସେଥିପାଇଁ ପକେଇଦବ ଅର୍ଗାନ ଡୋନେସନ ରିଗାର୍ଡିଂ ଆୱାରନେସ କ୍ୟାମ୍ପେନ୍ଟା ଗୋଟେ ହେଲା এটা জানলে প্রধানমন্ত্রী শ্রম যোগী মানধন যোজনা পিএমএসওয়াইএফ শ্রম যোগী মানধন মানে লেবর ମାନଙ୍କ ପାଇଁ ହେଇଥିବ ପ୍ରୋଭାଇଡ ଓଲ୍ଡ ଏଜ୍ ପ୍ରୋଟେକ୍ସନ ଟୁ ଦ ୱାର୍କର ଅଫ ଦ ଅନଅର୍ଗାନାଇଜ୍ଡ ସେକ୍ଟର କିନ୍ତୁ ଲେବର ଏଇଟା କୋଉ ଲେବର ଏଇଟା ମନେ ରଖିବ ଅନଅର୍ଗାନାଇଜ୍ଡ ସେକ୍ଟର ଆମର ଲେବର ଦିଟା ସେକ୍ଟର ଥାନ୍ତି ଗୋଟେ ହଉଛି ଅର୍ଗାନାଇଜ୍ଡ ଆଉ ଗୋଟେ ହଉଛି ଅନଅର୍ଗାନାଇଜ୍ଡ ଅର୍ଗାନାଇଜ୍ଡ କ'ଣ ନା ତାଙ୍କର ମନ୍ଥଲି ପ୍ରାୟ ସାଲାରୀ ଆସୁଥିବ ଆଉ ସେମାନଙ୍କର ଇପିଏଫ୍ଓ ସହିତ ପ୍ରାୟ ଜଡ଼ିତ ଥାନ୍ତି ମାନେ ଯୋଉ ସୋସିଆଲ ସିକ୍ୟୁରିଟି ତା ସହିତ ପ୍ରାୟ ଜଡ଼ିତ ଥାନ୍ତି ଗୋଟେ ଫର୍ମାଲ ସିଷ୍ଟମରେ ଅନଅର୍ଗାନାଇଜ୍ଡ ମାନେ ତାଙ୍କର ୱେଜ୍ ସିଷ୍ଟମ ଥାଏ ପ୍ରାୟ ଆଉ ସାଲାରୀ ବି ଯୋଉ ତାଙ୍କର କିଛି ସେମିତି କଣ୍ଟ୍ରାକ୍ଟ କିଛି ନଥାଏ ମନ୍ଥଲି ସାଲାରୀ ପାଇବେ ବୋଲି କିଛି ସେମିତି ନଥାଏ ତ ସିଏ ଜାଣିବେ ଆଉ ତାଙ୍କର ମୋଷ୍ଟଲି ସୋସିଆଲ ସିକ୍ୟୁରିଟି ତାଙ୍କର ନଥାଏ ଏଥିରେ ଆଉ ନୂଆ ଏବେ ଆଡ୍ ହେଇଗଲାଣି ପ୍ଲାଟଫର୍ମ ୱାର୍କର୍ସ ଲାଇକ୍ ଗିଗ୍ ଇକୋନୋମି ଯୋଉମାନେ ଏଇ ଜୋମାଟୋ ଫୋମାଟୋ ଡେଲିଭରି ବି କରୁଛନ୍ତି ସିଏ ବି ଅର୍ଗାନାଇଜ୍ଡ ଆସୁଛନ୍ତି ତାଙ୍କୁ ଆମେ କେମିତି ଆମର ଅର୍ଗାନାଇଜ ସେକ୍ଟରକୁ ଆଣିବା ତାଙ୍କୁ କେମିତି ସୋସିଆଲ ସିକ୍ୟୁରିଟି ପ୍ରୋଭାଇଡ କରିବା ତ ତା ପାଇଁ ଗଭର୍ଣ୍ଣମେଣ୍ଟ ଏବେ ବହୁତ ଚେଷ୍ଟା କରୁଛି ଏଥିରେ ପ୍ରାୟ ଆମ 90% ୱାର୍କର ଏଇଥିରେ ହିଁ ରହୁଛନ୍ତି ତ ସେଇଟା ଗୋଟେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଗୋଟେ ସେଇ ରିଗାର୍ଡିଂ ସ୍କିମ୍ ତ ଏଇଟା ମନେ ରଖିବ ଏଇଟା ଗୋଟେ ଭଲ୍ୟୁଣ୍ଟାରୀ ଆଉ କଣ୍ଟ୍ରିବ୍ୟୁଟାରୀ ପେନସନ ଭଲ୍ୟୁଣ୍ଟାରୀ କାହିଁକି ନା ତମେ ବାହାରେ କାମ କରୁଛ ତମେ ଏଟା ଚୁଜ୍ ନ କଲେ ବି ଚଳିବ ଗଭର୍ଣ୍ଣମେଣ୍ଟ ତମକୁ ବାଧ୍ୟ କରିବନି କିନ୍ତୁ ଗଭର୍ଣ୍ଣମେଣ୍ଟ ତମକୁ ପ୍ରମୋଟ କରୁଛି ତମେ କର ଆଉ କଣ୍ଟ୍ରିବ୍ୟୁଟାରୀ କାହିଁକି ନା ତମେ ମିନିମମ୍ ଆମାଉଣ୍ଟ ମନ୍ଥଲି ଆସିଅର ପେନସନ 3000 ପାଇବା ପାଇଁ ହେଲେ ତମକୁ ଅଳ୍ପ କିଛିଟା ଦବ ହେଲା କେବେ ତମେ ଏବେଠୁ ଦେଇ ଚାଲିବ କିଛି କିଛି ମନ୍ଥଲି 60 ବର୍ଷ ପରେ ତମେ ପେନସନ ହିସାବରେ ମନ୍ଥଲି 3000 ପାଇବ 18 ରୁ 40 ବର୍ଷ ଭିତରେ ତମେ ଏଥିରେ ଏନରୋଲ ହବ ତାପରେ ମନ୍ଥଲି ଇନକମ୍ ଯଦି 15,000 ଅର ଲେସ୍ ଅଛି ଆଉ ଇପିଏଫ୍ଓ ସ୍କିମ୍ରେ ତମେ ପାର୍ଟ ନାହ ହେଲା ଇପିଏଫ୍ଓ ଯିଏ ଅଛନ୍ତି ପାର୍ଟଲି ମୋଷ୍ଟଲି ସେମାନେ ଅର୍ଗାନାଇଜ ସେକ୍ଟର କହୁଛନ୍ତି ଯଦି ତମେ ଏପର୍ଯ୍ୟନ୍ତ ସେଥିରେ ଏନରୋଲ ହେଇନ କି ଷ୍ଟେଟ୍ ଇନ୍ସୁରାନ୍ସ କର୍ପୋରେସନ ନ୍ୟାସନାଲ ପେନସନ ସିଷ୍ଟମ ଏଇଟା ବି ଗୋଟେ କଣ୍ଟ୍ରିବ୍ୟୁଟରୀ ପେନସନ ସିଷ୍ଟମ ଥିଲା ମନେ ଅଛି ନା ନାଇଁ ତାପରେ ନଟ୍ ଆନ୍ ଇନକମ୍ ଟ୍ୟାକ୍ସ ଆସେସି ତମେ ଇନକମ୍ ଟ୍ୟାକ୍ସ ବି ଦଉନ ତ ହେଲେ ତାକୁ ଜଏନ୍ କରିପାରିବ 18 ରୁ 40 ବର୍ଷ ଏ ରେଞ୍ଜଟା ମନେ ରଖିବ 18 ରୁ 40 ବର୍ଷ ପାଇଁ ଅଛି ଆଉ ତମେ 3000 ପାଇବ ଆଫ୍ଟର 60 ଠିକ ଅଛି ତ ଇଏ ହେଲା ତାପରେ ଇ ଶ୍ରମ ପୋର୍ଟାଲଟା କ'ଣ ଇ ଶ୍ରମ ପୋର୍ଟାଲଟା ଏଇଟା ମନେ ରଖିବେ ଗଭର୍ଣ୍ଣମେଣ୍ଟ ଆଣିଥିଲା ଯୋଉଥିରେ କି ରେଜିଷ୍ଟର୍ସ ଅନଅର୍ଗାନାଇଜ୍ଡ ୱାର୍କର ସେମାନେ ଗୋଟେ ଡାଟାବେସ୍ ବନେଇବ ଟୋଟାଲ ଯୋଉମାନେ ଅନଅର୍ଗାନାଇଜ ସେକ୍ଟର ଅଛନ୍ତି ସେଥିରେ ରେଜିଷ୍ଟର କରନ୍ତି ଇନକ୍ଲୁଡିଂ ଗିଗ୍ ଆଉ ପ୍ଲାଟଫର୍ମ ୱାର୍କର୍ସ ହେଲା ତ ପ୍ରୋଭାଇଡ୍ସ ଦେମ୍ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଗୋଟେ ଦବ ସେଲ୍ଫ ଡିକ୍ଲାରେସନ ବେସିସରେ ତମେ ହିଁ ଡିକ୍ଲେୟାର କରିବ କି ହଁ ମୁଁ ଅନଅର୍ଗାନାଇଜ ସେକ୍ଟରରେ କାମ କରୁଛି ତ ସେଇଟା ଗୋଟେ ଗଲା ତାପରେ ଏଇଠି ବହୁତ ସାରା ସ୍କିମ୍ ଆମର ଗଭର୍ଣ୍ଣମେଣ୍ଟ ଆଣିଛି ତ ତାର ଇୟର ବଗେରା ସବୁ ପକେଇ ଦେଇପାରେ ଏଇଟା ଟିକେ ଦେଖିଦେବେ ପ୍ରଧାନମନ୍ତ୍ରୀ ଏମିତି ପକେଇବ ପିଏମ ସ୍ୱନିଧି ସ୍କିମ୍ଟା କ'ଣ ସ୍ୱନିଧି ମାନେ ତ ଫୋନ ଜାଣିଲେ ସ୍ୱ ଟା ହଉଛି ଷ୍ଟ୍ରିଟ୍ ଭେଣ୍ଡର ମାନେ ଯୋଉ ବୁଲା ଦୋକାନୀ ମାନଙ୍କ ପାଇଁ ଏଇଟା 2020ରେ ଲଞ୍ଚ କରାହେଇଛି ଏଟା ମନେ ଆତ୍ମନିର୍ଭର ତାଙ୍କୁ ଲୋନ ଫୋନ ଦିଆହବ ସେ ଭଲସେ ଟିକେ କେମିତି ଲାଇଭଲିହୁଡ ତାଙ୍କର ଖର୍ଚ୍ଚ କରିବେ ସେଇଟା ପାଇଁ ହେଇଛି ପିଏମ ସ୍ୱନିଧି ତାପରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏଇଟା 2015ରୁ ଆସିଛି ଏଇଟା ମନେ ରଖିବେ ଏଇଟା ଏବେ ଆର ବର୍ଷ ହିଁ 10 ବର୍ଷ ହେଇଯାଇଛି 10 ଇୟର ସେଥିପାଇଁ ଏଇଟା ପକେଇ ଦେଇପାରିବେ ସୁରକ୍ଷା ବୀମା ଯୋଜନା ଜାଣିଛ ଯୋଉ ସୋସିଆଲ ସିକ୍ୟୁରିଟି ପାଇଁ କଣ୍ଟ୍ରିବ୍ୟୁଟରୀ ପେନସନ ସେଇଟା ଗୋଟେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ସେବେ ପିଏମଜେଜେୱାଇ ସେଇଟା ବି କହୁଛନ୍ତି 2015ରେ ତାପରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଭିବିଜି ରାମଜି ଏଇଟା କେବେ 2025ରେ ଆଉ ଏଇଟା 2005ରୁ ଆସିକିରି ଏଇଟା ହେଇଛି କାରଣ ଆମର ଯୋଉ ମନରେଗାକୁ ଏଇଟା ରିପ୍ଲେସ କଲା ଏଇଟା ଜାଣିଥିବେ ତ 125 ଦିନର ଆସୁରାନ୍ସ ଦଉଛି ୱାର୍କ ମାନେ ତମେ
ଗୋଟେ ବର୍ଷରେ ମିନିମମ୍ 125 ଜଣ ତମେ ଡିମାଣ୍ଡ ବେସ୍ଡ ୱାର୍କ ପାଇବ। ତମେ ଡିମାଣ୍ଡ କରିବ ଗଭର୍ଣ୍ଣମେଣ୍ଟ ତମକୁ ଦବ, ନହେଲେ ନାହିଁ ତମକୁ ମୁଆବଜା ବି ଦବ। ତ ଏଇଟା ଆଗରୁ 100 ଦିନରେ ଥିଲା, ଏବେ 125 ଦିନର ହେଇଛି। ତାପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦିଟା, ଗୋଟେ ଗ୍ରାମୀଣ ଗୋଟେ ଅର୍ବାନ କମ୍ପୋନେଣ୍ଟ ଅଛି। ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମନେ ରଖିବେ ପ୍ରଥମେ ସେଟା 2016ରେ ଆସିଥିଲା ହେଲା, ଏବେ 10 ବର୍ଷ ହବ ଏଇଟା। ତ ଏଇଟା ମନେ ରଖନ୍ତୁ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ତାର ଟିକେ ଟେକ୍ନିକାଲ ଡିଟେଲ୍ସ ବି ଟିକେ ଦେଖିବାକୁ ପଡିବ କଣ କଣ ଅଛି। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ମାନେ ସେକେଣ୍ଡ ବି ଆସିଛି, ସେଇଟାକୁ ଦେଖିବା ଯେବେ ଆସିବ ନ୍ୟୁଜ, ଠିକ ଅଛି। ସବୁବେଳେ ଆସୁଛି ତ ମୁଁ କଭର କରିଦେବି ପରେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପିଏମ ଜେ, ଦେଖନ୍ତୁ ଅଜୟ ପଢିଲେ କିନ୍ତୁ ପିଏମ ଜେ ଏଇଟା ମାନେ ଜନ ଆରୋଗ୍ୟ ଯୋଜନା, ଯୋଉ ଆମର ସବସିଡାଇଜଡ ଜେନେରିକ ମେଡିସିନ ସବୁ ମିଳୁଛି ପ୍ରାୟ, ସେଇଟା କେବେ ଆସିଥିଲା? ସେଇଟା 2018ରେ ଆସିଥିଲା, ଠିକ ଅଛି। 2018 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେଇ ଅର୍ବାନ କମ୍ପୋନେଣ୍ଟଟା ଦେଖିଲେ ସେଟା 2000 ଏଇଟା 15ରେ ଆସିଥିଲା, ତାର ଗ୍ରାମୀଣ କମ୍ପୋନେଣ୍ଟ 2016ରେ ଆସିଥିଲା। ତାପରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଆମର ଫିସରିଜ ଆଉ ଲାଇଭଲିହୁଡ ପାଇଁ ସେଗୁଡ଼ା ସବୁ ଆସିଥିଲା, ସେଇଟା ବ୍ଲୁ ଇକୋନୋମିକକୁ ଏନହାନ୍ସ କରିବା ପାଇଁ। ତ ସେଇଟା 2020ରେ ଆସିଛି ଏଇଟା। ତାପରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ କିଷାନ, ଏଇଟା କେବେ? 2019। ତ ତାଙ୍କୁ ଯୋଉ ଡାଇରେକ୍ଟ ବେନିଫିଟ ଦିଆ ହଉଛି କିଷାନ ମାନଙ୍କୁ, ପିଏମ କିଷାନ, ଏଇଟା ବି ଇମ୍ପୋର୍ଟାଣ୍ଟ। ତ ଏସବୁ ଜିନିଷ ଟିକେ ମନେ ରଖିଦେଲେ ତ ସ୍କିମ ର ହେଇଗଲା। ଦେନ୍ ଆଉ କଣ ଅଛି? ତାପରେ ୱାନ୍ ନେସନ ୱାନ୍ ରେସନ କାର୍ଡ, ଏଇଟା ଯୋଉ ମାଇଗ୍ରେଣ୍ଟ ୱାର୍କର ମାନଙ୍କ ପାଇଁ ହେଇଥିଲା, ମାନେ କି ସେମାନେ ତ ଗୋଟେ ଜାଗାରେ ଅନ୍ୟ ଜାଗାରେ ରହୁଛନ୍ତି ଟେମ୍ପୋରାରୀ ପିରିୟଡ଼ ପାଇଁ, ବଟ୍ ସେଠି ଯଦି ଖାଇବା ସେ ରେସନ କାର୍ଡରେ ମିଳୁନି ତାଙ୍କୁ ବହୁତ ପ୍ରୋବ୍ଲେମ ହଉଥିଲା। ତ ସେଇଟା ମନେ ରଖିବେ, ଏଇଟା 2019ରେ ଅଣାଯାଇଛି, 2019ରେ ହେଲା। ଆଉ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମାନେ ମା ମାନଙ୍କ ପାଇଁ, ପ୍ରେଗନେଣ୍ଟ ଓମେନ ମାନଙ୍କ ପାଇଁ କରାଯାଇଛି, ଏଇଟା 2017ରେ ଆସିଛି। ମାତୃବନ୍ଦନା ଯୋଜନା 2017ରେ। ତାପରେ ସମୁଦ୍ର ମନ୍ଥନ ନ୍ୟାସନାଲ ଅଫସୋର ଏକ୍ସପ୍ଲୋରେସନ ସ୍କିମ୍, ଏଇଟା ତ ଏବେ ମୁଁ ଆଗକୁ ଡିଟେଲରେ କଭର କରିବି। ଏଇଟା 2026ରେ ଆସିଛି। ସମୁଦ୍ର ମନ୍ଥନ କଣ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ମୁଁ କଭର କରିବି ଡିଟେଲ ନ୍ୟୁଜରେ ଅଛି ହେଲା। ତ ଏଇ ସବୁ ଜିନିଷ ରହିଲା। ଇଣ୍ଡିଆ ଇଜ ଦ ୱାର୍ଲ୍ଡ ଥାର୍ଡ ଲାର୍ଜେଷ୍ଟ କନଜ୍ୟୁମର ଅଫ କ୍ରୁଡ ଅଏଲ, ଇଟ୍ସ ଆନୁଆଲ ଇମ୍ପୋର୍ଟ ବିଲ୍, ଏଇଟା ଅଲଗା ନ୍ୟୁଜ, 6 ନମ୍ବର ନ୍ୟୁଜ କହିଦଉଛି। ଏଇଟା ଗୋଟେ ଥିଲା କି ଇଣ୍ଡିଆ ୱାର୍ଲ୍ଡର ଥାର୍ଡ ଲାର୍ଜେଷ୍ଟ କନଜ୍ୟୁମର ଅଫ କ୍ରୁଡ ଅଏଲ, ଯୋଉ କ୍ରୁଡ ଅଏଲ ଆମେ ଆଣୁଛୁ ବାହାରୁ ଇମ୍ପୋର୍ଟ କରୁଛୁ, ୱାର୍ଲ୍ଡରେ ଆମେ ଥାର୍ଡ ଲାର୍ଜେଷ୍ଟ ବୋଲି। ତ ଗଲା ନ୍ୟାସନାଲ ମିଶନ ଅନ ନ୍ୟାଚୁରାଲ ଫାର୍ମିଂ, ତ ଏଇଟା ମୁଁ ଅଲରେଡି ଆଗରୁ କଭର କରିଛି। ଏଇଟା ଏଇ କନସେପ୍ଟ ଜିନିଷଟା, ଏଇଟା ନ୍ୟାଚୁରାଲ ଫାର୍ମିଂ କଣ? ତ ଦିଟା ଜିନିଷ ଭିତରେ ସବୁବେଳେ ପକେଇବ, ସେ ହଉଛି ନ୍ୟାଚୁରାଲ ଫାର୍ମିଂ, ଆଉ ଗୋଟେ ହଉଛି ଅର୍ଗାନିକ ଫାର୍ମିଂ। ଆ ଭିତରେ କଣ ଡିଫରେନ୍ସ? ନ୍ୟାଚୁରାଲ ଫାର୍ମିଂ ମାନେ ଆମେ ନ୍ୟାଚୁରାଲ ଜିନିଷ ହିଁ ସବୁ ୟୁଜ କରିବା, କିଛି ବି କେମିକାଲ ଜିନିଷ ୟୁଜ କରିବା ନାହିଁ। ତ ସେଥିରେ ମାନେ ତାର ଆପ୍ରୋଚ, ତାର ସବୁ ତମେ କେମିତି ଚାଷ କରୁଛ, କଣ ସବୁ ମିଶଉଛ, ସବୁ ନ୍ୟାଚୁରାଲ ଫାର୍ମିଂ ମାନେ କିଛି ଆର୍ଟିଫିସିଆଲ ଜିନିଷ, ନୋ ଆର୍ଟିଫିସିଆଲ ଆଉ କେମିକାଲ ଜିନିଷ କିଛି ୟୁଜ କରିବା ନାହିଁ। ସେଇଟା 2024ରେ ନ୍ୟାସନାଲ ମିଶନଟା ଆପ୍ରୋଚ ହେଇଥିଲା। ତା ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା ଅଣାଯାଇଛି, 2015-16ରୁ ଏଇଟା ଚାଲିଛି। ତ ପରମ୍ପରାଗତ କୃଷି ବିକାଶ ଯୋଜନା PKVY, ଏଇଟା ମନେ ରଖିବେ 2015-16ରୁ ଚାଲିଛି, ସରି 15-16ରୁ ଚାଲିଛି। ଯୋଉ ବୀଜାମୃତି ଏଇଟା ମନେ ରଖିବେ, ଏଇଟା ସବୁ ନ୍ୟାଚୁରାଲ ଫାର୍ମିଂ ରେ, ଓକେ। ମାନେ ସେଥିରେ ବାହାର ଜିନିଷ ଆମେ କିଛି ବି ୟୁଜ କରିବାନି, ମୋଷ୍ଟ ନିଜ ଜିନିଷ ୟୁଜ କରିବା। ତ ନିଜ ପାଇଁ ସେଥିରେ ଯୋଉ ମାନୁଅର ଏଗୁରା ପ୍ରାୟ ସବୁ ସେ ଗାଈ ଫାଇ ରଖିକି କରନ୍ତି। କିନ୍ତୁ ନ୍ୟାଚୁରାଲ ଫାର୍ମିଂ ରେ ତମେ କିଛି ତ ଫର୍ଟିଲାଇଜର ବଗେରା ୟୁଜ ତ କରିବନି ସତ, କିନ୍ତୁ ଅର୍ଗାନିକ ମାନୁଅର ବଗେରା ତମେ କିଣି ପାରିବ ବାହାରୁ। ତ ଅର୍ଗାନିକ ଟା ଟିକେ ଅଧିକ ଖର୍ଚ୍ଚ, ଓକେ। ତ ସେଇଟା ଗୋଟେ ହେଲା। ତ ଏଇସବୁ ଡିଫରେନ୍ସ ଟା ମାର୍କ କରିବ। ତାପରେ ୱାର୍ଲ୍ଡର ଲାର୍ଜେଷ୍ଟ ଗ୍ରେନ୍ ଷ୍ଟୋରେଜ ପ୍ଲାନ୍ କରିକି ଇଣ୍ଡିଆ ଗୋଟେ କରୁଛି, ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଗ୍ରେନ୍ ଷ୍ଟୋର କରିବ ସକ୍ ଅବଜର୍ଭ ପାଇଁ। ସେଇଟା ଗୋଟେ ଏଇଟା ପରେ ନ୍ୟୁଜ ଆସିଲେ ଏଇଟା ଦେଖିବା, କିନ୍ତୁ ଏମିତି ଗୋଟେ ପ୍ଲାନ୍ ଅଛି ବୋଲି ମାଇଣ୍ଡରେ ରଖିଥାଅ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଏମ୍ପ୍ଲୟମେଣ୍ଟ ସ୍କିମ୍ ପାଇଁ କରିଛି, 1 ଇୟର ହେଇଗଲା, 1 ଅଗଷ୍ଟ 2026ରେ ଏଇଟା କରିଛି। ଫାଷ୍ଟ ଟାଇମ୍ ଏମ୍ପ୍ଲୟମେଣ୍ଟ ଆଣ୍ଡ ସପୋର୍ଟସ ଆଡିସନାଲ ଜବ୍ କ୍ରିଏସନ ବାଇ ଅଫରିଂ ଇନସେଣ୍ଟିଭ ଟୁ ବୋଥ ଏମ୍ପ୍ଲୟିଜ ଆଣ୍ଡ ଏମ୍ପ୍ଲୟର୍ସ। ତାଙ୍କ ଯଦି ଫାଷ୍ଟ ଟାଇମ୍ ଏମ୍ପ୍ଲୟମେଣ୍ଟ ପାଇବା ପାଇଁ ହେଲେ ସେ ଆଡିସନାଲ ଜବ୍ କ୍ରିଏସନ ପାଇଁ ସେଟା କରାହେଇଛି। ତ ବିକଶିତ ଭାରତ ରୋଜଗାର ଯୋଜନା, ତ EPFO ଏଇଟା କରିଛି, ଆଉ 2025-2027 ପର୍ଯ୍ୟନ୍ତ ଅଛି, ମନେ ରଖିବେ। 2 ଇୟର ପାଇଁ ଅଛି ହେଲା। ଏଇଟା ମନେ ରଖନ୍ତୁ ସ୍କିମ୍ ଟା। ତ ସେଇଟା 3 ତାରିଖର ଥିଲା। ଏବେ 4th ର କଣ? ଏଇଟା ମୁଁ ଖାଲି ଲେଖି ଦେଇଛି ନ୍ୟୁଜ ଟା ଫୁଲ, ଏତେ ଜିନିଷ ମନେ ରଖିବା ନାହିଁ। ସି ଲିଭ୍ସ କଣ, ଏଇଟା ଟିକେ ଇମ୍ପୋର୍ଟାଣ୍ଟ ଲାଗୁଛି ମତେ, ଏଇଟା ପକେଇ ଦେଇପାରେ, ଓକେ। ଏଇଟା ଇମ୍ପୋର୍ଟାଣ୍ଟ କଣ? ସେଲ୍ଫ ହେଲ୍ପ ଏଣ୍ଟରପ୍ରିନର ଲାଇଭଲିହୁଡ ଆଣ୍ଡ ଏଣ୍ଟରପ୍ରାଇଜ ଆପ୍ଲିକେସନ ଫର ପ୍ରସ୍ପରିଟି ଆଣ୍ଡ ସଷ୍ଟେନେବିଲିଟି, ନା ହିଁ ଭଲ ଅଛି। ତ ଏଇଟା କଣ ପାଇଁ ସି ଲିଭ୍ସ? ମନିଟରିଂ ଦ
The application was launched 29 जून 2026 ରେ ଗୋଟେ application କରାହେଇଛି। ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନ of ମିନିଷ୍ଟ୍ରି ଅଫ୍ ରୁରାଲ ଡେଭଲପମେଣ୍ଟ ରେ ହେଇଥିଲା। ସି ଲିପ୍ସ application is developed under the ଲୋକ OS ଗୋଟା ଲୋକ OS ଡିଜିଟାଲ ପ୍ଲାଟଫର୍ମ ଅଣ୍ଡର ଏଟା କରାହେଇଛି। ଏସବୁ ଜିନିଷ ଟିକେ ଇମ୍ପୋର୍ଟାଣ୍ଟ ଟର୍ମସ୍ ବୋଲି ମୁଁ କହୁଛି। ଗୋଟେ ଅପରେଟିଂ ସିଷ୍ଟମ ଲୋକ OS ବି କରାହେଇଛି ତାର ଅଣ୍ଡରରେ ଫର କ୍ୟାପଚରିଂ ଏଣ୍ଟରପ୍ରାଇଜ ରିଲେଟେଡ ଇନଫର୍ମେସନ ଅଫ ସେଲ୍ଫ ହେଲ୍ପ ଗ୍ରୁପ୍ସ ଏଣ୍ଟରପ୍ରେନର୍ସ ଅଣ୍ଡର ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ନ୍ୟାସନାଲ ରୁରାଲ ଲାଇଭଲିହୁଡ ମିଶନ ତା ଅଣ୍ଡରରେ ମାନେ କଣ ଏସଏଚଜି ମାନଙ୍କୁ ଦିଆହଉଛି ପଇସା ପତ୍ର ହେଲ୍ପ କରାହଉଛି ସେମାନେ କଣ ବସେଇବେ ଏଣ୍ଟରପ୍ରିନରସିପ କରିବେ ତ ସେମାନଙ୍କୁ ମନିଟର କରିବା ତାଙ୍କର ଇନଫର୍ମେସନ ତାକୁ ଅର୍ଗାନାଇଜ ୱେରେ କରିବା ସେଥିପାଇଁ ସି ଲିପ୍ସ ଅଣାଯାଇଛି। ତ ଇଏ ଏସଏଚଜି ଓମେନ ଏସଏଚଜି ରିଲେଟେଡ ଅଛି ତ ଏଟା ଟିକେ ଇମ୍ପୋର୍ଟାଣ୍ଟ ହେଇଥାଏ ଏଟା ଗୋଟେ କଭର କରିବେ ଓକେ ସି ଲିପ୍ସ। ତାପରେ ନ୍ୟୁ କ୍ୟାଟଫିश ସ୍ପେସିସ୍ ସିଉଡୋଲାଗଭିଆ ଖାଇରି ଡିସ୍କଭରି ଇନ ଓଡିଶା ଏଇଟା ମନେ ରଖିବେ ଏଇଟା କୋଉଠି ହେଇଛି ବୁଢା ବଳଙ୍ଗ ରିଭର ତ ବୁଢା ବଳଙ୍ଗ ରିଭରରେ ବିଷୟରେ ଟିକେ ପଢି ଦିଅନ୍ତୁ ମୁଁ ଏଟା ମୋ ଜିଓଗ୍ରାଫି କ୍ଲାସରେ କରିଦେଇଛି ଆଇ ହୋପ ତମର ହେଇଯାଇଥିବ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ନେମ୍ଡ ସିଉଡୋଗୁଭିଆ କେରି ଇନ ଅନର ଅଫ ଖଇରି ଦ ଆଇକନିକ ରୟାଲ ବେଙ୍ଗଲ ଟାଇଗର ଅଫ ଶିମିଳିପାଳ ଟାଇଗର ରିଜର୍ଭ ତ ଖଇରି ନାଁ ଅନୁସାରେ ଏଟା ହେଇଛି ସେଥିପାଇଁ ଏଟା ଟିକେ ଇମ୍ପୋର୍ଟାଣ୍ଟ ହେଇଯାଇଥାଏ ତ ମନେ ରଖିବେ। ତାପରେ ଆନ୍ଧ୍ରପ୍ରଦେଶ ଆଣ୍ଡ ଅଷ୍ଟ୍ରେଲିଆ ସାଇନ୍ କରିଛନ୍ତି ଏମଓୟୁ ଟୁ ଷ୍ଟ୍ରେନ୍ଥେନ୍ କୋଅପରେସନ କି ସେକ୍ଟର ପାଇଁ ଆନ୍ଧ୍ରପ୍ରଦେଶ ଅଷ୍ଟ୍ରେଲିଆ ସହିତ ଗୋଟେ ଏମଓୟୁ କରିଛି ବୋଲି ଖାଲି ମାଇଣ୍ଡ ରଖିଥାନ୍ତୁ। ତାପରେ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ନ୍ୟୁଜ ଆସିଲା ଏନଭାରନମେଣ୍ଟ ପରଫର୍ମାନ୍ସ ଇଣ୍ଡେକ୍ସ 2026 ସେଥିରେ ଏଷ୍ଟୋନିଆ ଟପ୍ କରିଛି ହେଲା ଇଣ୍ଡିଆ 176 ରଖିଛି ଟୋଟାଲ 177ଟା କଣ୍ଟ୍ରିରୁ ଇଣ୍ଡିଆ 176ରେ ଏଟା ସବୁଠୁ ୱାନ୍ ଅଫ ଦ ୱର୍ଷ୍ଟ ହେଇଛି। ୟେଲ୍ ୟୁନିଭର୍ସିଟି ରିଲିଜ୍ଡ ଦ ଲାଟେଷ୍ଟ ଏଡିସନ ହେଲା इंडिया रैंक रे 126 127 177 सेकंड लोएस्ट रैंक नेशन ओवरऑल स्कोर 22.46 इंटरनेशनल रिलेशन न्यूज हमरो पैसिफिक आइलैंड रे गोटे कंट्री थिला नाउरू ता नाम देले रिपब्लिक ऑफ नाओरियो नाओरियो एटा देखंतु पैसिफिक आइलैंड थिला पैसिफिक आइलैंड एटा ऑस्ट्रेलिया हां कि नहीं एटा न्यूजीलैंड पापुआ न्यू गिनी अछि एटी भानुआतु सोलोमन आइलैंड फिजी तुवालु किरिबाटी ଆଉ ମାର୍ଶାଲ ଆଇଲ୍ୟାଣ୍ଡ ଏଇଠି ନାଉରୁ ଅଛି ନାଉରୁ କ୍ୟାପିଟାଲ ୟାରେନ୍ ହେଲା ତ ଏଇଟା ତାକୁ କଣ କରାଗଲା ରିପବ୍ଲିକ ଅଫ ନାଓଏରୋ ନାଓଏରୋ ତ ଏଇଟା ମନେ ରଖିବେ କାହା ନାଁ ଚେଞ୍ଜ କରାହେଇଛି କହି ପଡିଯାଇପାରେ। ବିଶାଖାପଟ୍ଟନମ ଆଉ ମସ୍କୋ ରଷିଆର ସାଇନ୍ ଏମଓସି ଫର ସ୍ମାର୍ଟ ଅର୍ବାନ ଟ୍ରାନ୍ସପୋର୍ଟ ସ୍ମାର୍ଟ କରିବା ପାଇଁ ସେଠି ସେ ସାଇନ୍ କରିଛି ମସ୍କୋ ସହିତ ତ ସେ ଗୋଟେ ନ୍ୟୁଜ ଆଉ ଆଇଆଇଟି ହାଇଦ୍ରାବାଦ ଆଉ କ୍ରିମସନ ଏନର୍ଜି ଲଞ୍ଚ ଇଣ୍ଡିଆଜ ଫାଷ୍ଟ ନ୍ୟୁକ୍ଲିୟର ଟ୍ରେନିଂ ପ୍ରୋଗ୍ରାମ ଅନୁଜ୍ଞାନ କହୁଛନ୍ତି ଅନୁ ମାନେ ଅଣୁଜ୍ଞାନ ଅଣୁ ମାନେ ନ୍ୟୁକ୍ଲିୟର ଜ୍ଞାନ ମାନେ ସେ ରିଗାର୍ଡିଂ ट्रेनिंग पे अनुज्ञान ये आईआईटी हैदराबाद प्लस क्रिमसन एनर्जी ये मिसिक्री ट्रेनिंग दिया न्यूक्लियर टेक्नोलॉजी ओरिएंटेशन फॉर एनटीओपी इंडिया फास्ट इंडस्ट्री एकेडमिया प्रोग्राम इंडस्ट्री और एकेडमी इंडस्ट्री किए क्रिमसन एकेडमिया किए हमर आईआईटी हैदराबाद से मिसिक्री ये गोटे प्रोग्राम करूछन्ते अनुज्ञान एटा इंपोर्टेंट एटा मन रखिए ओके तो सेटा थिला तापर आसिला 5 तारिख रो बेसी किछि न्यूज़ नै केरल रिसर्चर आइडेंटिफाई न्यू सी हॉर्स स्पीसीज सी हॉर्स समुद्र घोड़ार जोटा हिपोकैम्पस अमांडा बिंकेटे तो अमांडा भी एटा सी हॉर्स स्पीसीज रे केरल रे पाइछन्ते एटा जानले आईआईए डायरेक्टर अन्नपूर्णी सुब्रमण्यम ओन कोस्पार विक्रम साराभाई मेडल 2026 इन इटली तो एटा फोर्थ इंडियन जे कि एई पाइछन फर्स्ट इंडियन वुमेन जे कि कोस्पार विक्रम साराभाई मेडल पाइछन्ते थर्ड वुमेन ग्लोबली थर्ड एपर्यंत 3 जन ही वुमेन पाइथिले ग्लोबली और इंडिया रो फर्स्ट किए अन्नपूर्णी सुब्रमण्यम एटा बहुत इंपोर्टेंट न्यूज एटा मते लागु पकेइबो एटा कर देथिबे आगु भी कवर अछि तो 6 तारिख रो देखिया कैबिनेट अप्रूव्स गोवर्धन इंडिया यूनिफाइड स्कीम फॉर कंप्लीट विथ एन आउटले ऑफ एतिकी तो गोवर्धन स्कीम एटा आगु भी न्यूज थिला नेशनल यूनिफाइड स्कीम ताको करले तो गोवर्धन रो फुल फॉर्म एटा मन रखंतु गैल्वानाइजिंग ऑर्गेनिक बायो एग्रो रिसोर्सेस धन केबे लॉन्च हेतला 2018 रे आस्थिला ओके तो यूनिफाइड स्कीम करी किछि करछनी सेते कोन कंप्रेस्ड बायोगैस टा एते करियो माने जो गोबर गैस कहउछन्ती सेते मिथेन अधिका थाए हैला तो सेटा को जालिया पई एटा स्कीम टा आस्थिला एटा टिके 2018 रे आस्थिला बोली मन
ଆଉ କିନ୍ତୁ ଏଇଟାକୁ ଆଣିଥିଲା କିଏ? ମିନିଷ୍ଟ୍ରି ଅଫ ଜଳ ଶକ୍ତି। ଓକେ, ଏଇଟା ମନେ ରଖିବେ, ଏଇଟା ଇମ୍ପୋର୍ଟାଣ୍ଟ କ୍ୟାଚ୍ ଏଥିରେ ଥାଏ। ଏଇଟା ନ୍ୟାଚୁରାଲ ଫାର୍ମିଂ ସହିତ ତାର କନେକ୍ସନ ଅଛି। ତ ସର୍କୁଲାର ଇକୋନୋମିକୁ ସ୍ପ୍ରେଡ କରିବା ପାଇଁ ଇଏ କରିଥିଲା। ଆଉ 2026 ରେ ଆକୁ ଟିକେ ନୂଆ ଆଙ୍ଗେଲ ଦେଇଛନ୍ତି ହେଲା। ଉଁ, ଏଥିରେ କଣ ନ୍ୟାସନାଲ ଆମର ଗୋଟେ ଅଛି ସର୍କୁଲାର ବାୟୋ ଏନର୍ଜି ସ୍କିମ୍, ତାରି ଅଣ୍ଡରରେ ଆକୁ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ବି ଅଛି। ଆଉ ସେଥିରେ ତା ସହିତ ଆକୁ କନଫ୍ୟୁଜ ହେବେନି, ତା ସହିତ ମାନେ ଇଣ୍ଟିଗ୍ରେଟ କରାଯାଉଛି କିଛି ନାହିଁ, ନ୍ୟାସନାଲ ୟୁନିଫାଇଡ ସ୍କିମ୍ କରାଯାଉଛି ଫର କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପାଇଁ। ତ ଏଇଟା 2018 ର ଗୋବର୍ଦ୍ଧନ ଗ୍ୟାସ୍ ଗୋବର୍ଦ୍ଧନ ମାନେ ଆମର ଇନିସିଏଟିଭ। ଆଉ ଏବେ ଗୋଟେ ନ୍ୟାସନାଲ ସର୍କୁଲାର ବାୟୋ ଏନର୍ଜି ସ୍କିମ୍ କରାହଉଛି, ଦିଟା ଅଲଗା ଜିନିଷ ସେଟା। ତାପରେ ଅଗ୍ନି 4 ବାଲିଷ୍ଟିକ ମିସାଇଲ, ଏଇଟା ଜାଣିଛନ୍ତି, ଏଇଟା ଆମର ଯୋଉ ଅଗ୍ନିଟା ହଉଛି କଣ, ବିଭିନ୍ନ ଭ୍ୟାରିଏଣ୍ଟ ତାର ଅଛି। ସେଟା ଆମର ମିସାଇଲ ସିଷ୍ଟମ ରେ ଲାଇକ ଅଗ୍ନି 5 ଟା ଯୋଉ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ, ସେଟା ଆମର ବିଭିନ୍ନ କଣ୍ଟିନେଣ୍ଟ କୁ ବି କ୍ରସ କରି ଯାଇପାରେ, ଗୋଟେ କଣ୍ଟିନେଣ୍ଟ କୁ ଆଉ ଗୋଟେ କଣ୍ଟିନେଣ୍ଟ, ସବୁଠୁ ହାଇଏଷ୍ଟ ରେଞ୍ଜ ବାଲା ଅଛି। କିନ୍ତୁ ଅଗ୍ନି 4 ଏଇଟା ଗୋଟେ ବାଲିଷ୍ଟିକ ମିସାଇଲ, এটা ସକ୍ସେସଫୁଲ ଲଞ୍ଚ ହେଇଛି। ତ ଅଗ୍ନିର କ୍ଲାସେସ ଟା କ୍ଲାସ 1, କ୍ଲାସ 2, କ୍ଲାସ 3, କ୍ଲାସ 4, ଏରା ତାର ରେଞ୍ଜ ବଢି ବଢି ଯାଇଛି। ଅଗ୍ନି 5 ଟା ହଉଛି ଆମର କଣ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ। ଅଗ୍ନି 6 ଟା ଅଛି, ସେଟା ତାର ଭ୍ୟାରିଏଣ୍ଟ ସବୁ ଜାଗାରୁ ସେଟା ଲଞ୍ଚ ହେଇପାରିବ, ଲ୍ୟାଣ୍ଡ ଆର୍ଥ ଯୋଉ ସମୁଦ୍ରରୁ ଆକାଶରୁ। ତ ସେ ସବୁ ଟିକେ ଦେଖିବା, ଆମର ଡିଫେନ୍ସ କ୍ଲାସରେ ଏଟା ମୁଁ କରାଇଦେବି, ଠିକ ଅଛି। ତାପରେ 13th ବ୍ରିକ୍ସ ଏଜୁକେସନ ମିନିଷ୍ଟର ମିଟିଂ ଭୁବନେଶ୍ୱରରେ ହେଇଛି, ଏଇଟା ଇମ୍ପୋର୍ଟାଣ୍ଟ। ଆମର ଭୁବନେଶ୍ୱରରେ ଯେହେତୁ ହେଇଛି, ସେଟା ବ୍ରିକ୍ସର ଏଜୁକେସନ ମିନିଷ୍ଟର ମିଟିଂ ଟା ଭୁବନେଶ୍ୱରରେ ହେଇଛି, ଠିକ ଅଛି। ତାପରେ ନମୋ ଭାରତ ରିଜନାଲ ରାପିଡ ଟ୍ରାନ୍ସପୋର୍ଟ ସିଷ୍ଟମ, ଏଇଟା ଇଣ୍ଡିଆର ଫାଷ୍ଟ ନମୋ ଭାରତ ରିଜନାଲ ରାପିଡ ଟ୍ରାନ୍ସପୋର୍ଟ ସିଷ୍ଟମ କରିଡର, ନେମଲି ଦିଲ୍ଲୀ ଗାଜିଆବାଦ ମିରଟ RRTS କରିଡର ହେଲା। ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବେ। ଇନଫ୍ରାଷ୍ଟ୍ରକ୍ଚର ସ୍କିମ୍ ରିଗାର୍ଡିଂ, ତ ଏଇଟା ମନେ ରଖିବେ। 23 କିଲୋମିଟର ମିରଟ ମେଟ୍ରୋ ନେଟୱାର୍କ ଅନ୍ ସେମ୍ ଇନଫ୍ରାଷ୍ଟ୍ରକ୍ଚର ଫୁଲି ଅପରେସନାଲ ହେଇଛି। ପାର୍ଟ ପାର୍ଟ ହେଇକିରି ହବ, ଦିଲ୍ଲୀରୁ ଗାଜିଆବାଦରୁ ମିରଟ ଏମିତି ହେଇକି ହବ। ତ ମିରଟ ପାର୍ଟ ଟା ଆକ୍ଟିଭ ହେଇଗଲାଣି। ଓକେ, ସେ ଦେଇଛି ନ୍ୟାସନାଲ କ୍ୟାପିଟାଲ ରିଜିଅନ ଟ୍ରାନ୍ସପୋର୍ଟ, ଏଟା କର୍ପୋରେସନ NCRTC ଏଟାକୁ ଇମ୍ପ୍ଲିମେଣ୍ଟ କରୁଛି ହେଲା। ସେଟା ଜାଣିଲେ। ଇମ୍ପ୍ଲିମେଣ୍ଟେସନ ଅଫ ମହା ୱାଟର ମିଶନ, ଏ ମହା ୱାଟର ମିଶନ କଣ? Mission for advancement in high impact areas. MAHA is a program under ANRF to support priority-centric solution-based research in mission mode, focusing on some key areas in alignment with the nation's prime requirements. The multidisciplinary, multi-institutional, multi-investigator program with industrial in partnership is launched 2001-2026 ରେ କରାଯାଇଛି। ANRF and the Ministry of Jal Shakti to support mission oriented solution based research in key water challenges, ମାନେ mainly water challenges କୁ address କରିବା ପାଇଁ ଏତେ ଜିନିଷ ଲେଖିଛି। water challenge ANRF କଣ, ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଷ୍ଟାଚ୍ୟୁଟୋରୀ ବଡିଟା ଗୋଟେ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଅଣ୍ଡରରେ ଅଛି। କେବେ 2023 ଆକ୍ଟ ଅନୁସାରେ ଏଟା କରାଯାଇଛି। ସେ ରିସର୍ଚ୍ଚ କରିବ, ଅନୁସନ୍ଧାନ ମାନେ କଣ ରିସର୍ଚ୍ଚ କରିବ, କୋଉଠି ରିସର୍ଚ୍ଚ କରିବ ନା ୱାଟର ଚ୍ୟାଲେଞ୍ଜେସ୍ ଉପରେ ରିସର୍ଚ୍ଚ କରିବ। ମହା ମିଶନ କରିଛନ୍ତି, ତ କିଏ କିଏ ମିଶନ ସେଟା ପଡିବ, ଜଳ ଶକ୍ତି ଆଉ ANRF ସହିତ ମିଶିକି କରିଛନ୍ତି। 7 ଅଗଷ୍ଟ ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ, ଦେଖିଥିବେ ଭୁବନେଶ୍ୱର ସାରା ସେମାନେ ଗୋଟେ ଏକ୍ଜିବିସନ ଗ୍ରାଉଣ୍ଡ ରେ ସେଟା ହଉଛି ବି ଗୋଟେ ଜାତୀୟ ମେଳା ହଉଛି ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ। ଏଇଟା ଆଗକୁ ବି ଅଛି। ଏଇଟା କାହିଁକି ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ମନେ ରଖିବେ, 7 ଅଗଷ୍ଟ 1905 ରେ ଆମର ଯୋଉ ସ୍ୱରାଜ ଯୋଉ ମୁଭମେଣ୍ଟ ଲଞ୍ଚ ହେଇଥିଲା ବେଙ୍ଗଲ ପାର୍ଟିସନ କୁ ଏଗେନଷ୍ଟ, ଏଇ ଦିନ ହିଁ ହେଇଥିଲା। ଓକେ, 7 ଅଗଷ୍ଟ, ସେଇଟା ମନେ ରଖିବେ ନ୍ୟାସନାଲ ହ୍ୟାଣ୍ଡଲୁମ୍। ତାପରେ ନୀତି ଆୟୋଗ ହାଜ ରିଲିଜ ରେ ରିପୋର୍ଟ ଗୋଟେ ପକେଇଦବ କି ରିପୋର୍ଟ ଟା କିଏ ଲଞ୍ଚ କରିଛି। ରିପୋର୍ଟ ଟା ଭଲ ଅଛି, ରି ଇମାଜିନିଂ କେୟାର ଷ୍ଟ୍ରାଟେଜି ଫର ଏମ୍ପାୱରିଂ କେୟାର ଗିଭର୍ସ ଇନ୍ ବିକସିତ ଭାରତ 2047। ତ କେୟାର ଗିଭର ମାନେ କିଏ, ଯୋଉମାନେ ମାନେ ପ୍ରଫେସନାଲ୍ସ ଇନ୍ ଯୋଉମାନେ କେୟାର ଗିଭିଂ ଜିନିଷ କରନ୍ତି, ଘରେ ଯାଇ କେୟାର ଦିଅନ୍ତି, ଘରେ ତମର ବୁଢା ବୁଢୀ ଥିବେ କି ଛୁଆ ଥିବେ ତାଙ୍କୁ କେୟାର ଦବା। ତ ସେ ସବୁ କୁ ଗୋଟେ କେୟାର ଇକୋନୋମି କହୁଛନ୍ତି। ସେଟା ବହୁତ ରୋବଷ୍ଟ ଇକୋନୋମି ଅଛି। ପେଡ୍ ଆଉ ଅନପେଡ୍ ୱାର୍କ ଇନଭଲ୍ଭ ଇନ୍ କେୟାରିଂ ଫର ଚିଲଡ୍ରେନ, ଏଲ୍ଡରଲି, ସିକ୍, PWD, ତାଙ୍କୁ କେୟାର ଦେବା ପାଇଁ ବହୁତ ମାନେ ଜଣ ଦାୟୀ ଫାଇ ଭାବେ ଆସି କାମ କରନ୍ତି, ତାଙ୍କୁ ବି କିଛି, ତାଙ୍କ ପାଇଁ ବି କିଛି କରିବା ପାଇଁ ଏଇଟା ରିଇମାଜିନିଂ କେୟାର କରିକି ଏଇଟା ଗୋଟେ ସ୍କିମ୍ କରାହେଇଛି, ମାନେ ଆଣିଛି ନୀତି ଆୟୋଗ ଗୋଟେ ଷ୍ଟ୍ରାଟେଜି। ଏଇଟା ମନେ ରଖିବେ, ଠିକ ଅଛି। ତାପରେ କେୟାର ଇକୋନୋମି ଜାଣିଲେ। ସିଲଭର ଇକୋନୋମି କଣ? ସିଲଭର ଇକୋନୋମି ମାନେ ଇକୋନୋମି ଆକ୍ଟିଭିଟି ଜେନେରେଟେଡ୍ ବାଇ ଗୁଡ୍ସ ଆଣ୍ଡ ସର୍ଭିସେସ୍ demanded by produced for elderly person। ଏଲ୍ଡରଲି ପର୍ସନଙ୍କ ପାଇଁ ସେମାନଙ୍କ ଡିମାଣ୍ଡ ଅନୁଯାୟୀ କିଛି ପ୍ରଡକ୍ଟ ତିଆରି କରିବା, ତାଙ୍କ ପାଇଁ ଇଣ୍ଡଷ୍ଟ୍ରି ବସେଇବା ଆଣ୍ଡ ଅଲ୍, ଯୋଉ ହାତ ଦେଇକି ଚାଲୁଛନ୍ତି ଯୋଉ ସପୋର୍ଟ, ତାଙ୍କର ନି ରିପ୍ଲେସମେଣ୍ଟ, ସେ ସବୁ ସିଲଭର ଇକୋନୋମିର ପାର୍ଟ। ଏରା ଆରଥରକ ଆମର ଅରେଞ୍ଜ ଇକୋନୋମି ପଡିଥିଲା, ମନେ ଅଛି।
यूपीएससी अंडर रे ही पड़ता व्हाट इज ऑरेंज इकोनॉमी तो सेमती सिल्वर इकोनॉमी वगैरह सब ठीक जानवे ठीक है ऑरेंज इकोनॉमी कोटा जोटा क्रिएटिव इकोनॉमी सेटा एबे क्रिएटिव इकोनॉमी माने द कल्चरल आइडियाज इंटेलेक्चुअल प्रॉपर्टी राइट्स फिल्म टेलीविजन से सब को नेकरी जो परफॉर्मेंस सब हो स्टेज शो हो तो ताकू जो इकोनॉमीटा ता रिलेटेड जहाँ इकोनॉमी एक्चुअली सेटा ऑरेंज इकोनॉमी जाउची सिल्वर इकोनॉमी जानले पर्पल इकोनॉमी कौन पर्पल इकोनॉमी होची पीडब्ल्यूडी पीडब्ल्यूडी कैंडिडेट माने पिलांकर सी भी जेते इकोनॉमी कंट्रीब्यूट करूछंती ताकू होजंती पर्पल इकोनॉमी तो एटा बहुत इंपोर्टेंट एटा टिके मन रखिबे कांसेप्ट जिनसटा इकोनॉमी एटा पके दी पारे तापरे 7 तारिख रो आसिला 7 रे आसिला सेंट्रल काउंसिल फॉर रिसर्च इन आयुर्वेदिक साइंसेस अपेक्स रिसर्च ऑर्गेनाइजेशन अंडर Ministry of Ayush, Government India, Bureau of National Statistical Body of India, a standard body of India to sign a memorandum to jointly advance quality standard component as scientific research and capacity building from Ayush sector. The Ayush sector research ପାଇଁ ଆମର CCRAS ଗୋଟେ ଅଛି ମିନିଷ୍ଟ୍ରି ଅଫ୍ ଆୟୁଷ ଅଣ୍ଡରରେ ଏଇଟା ରିସର୍ଚ୍ଚର ଆପେକ୍ସ ବଡି ଠିକ ଅଛି ସିଏ BIS ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଯିଏ ଆମର ଷ୍ଟାଣ୍ଡାର୍ଡ ସେଟ୍ କରି ଇଏ ମିଶିକି MOU କରିଛନ୍ତି ଆୟୁଷ ସେକ୍ଟରରେ କାପାସିଟି ରିସର୍ଚ୍ଚ ବଢେଇବା ପାଇଁ ठीक है ଏଇଟା ଗୋଟେ ଏମିତି ମନେ ରଖିଦିଅନ୍ତୁ ପକେଇ ଦେଇ ପରେ କାହା ଭିତରେ ହେଇଛି ଗଭର୍ଣ୍ଣମେଣ୍ଟ ହାଜ ଆପ୍ରୁଭଡ ନ୍ୟାସନାଲ ମିଶନ ଫର ଏଡିବୁଲ ଅଏଲ୍ସ ଦେଖ ଗୋଟେ ମିଶନ ଅଛି ନ୍ୟାସନାଲ ମିଶନ ଫର ଏଡିବୁଲ ଅଏଲ ତା ଅଣ୍ଡର ଡିଫରେଣ୍ଟ କମ୍ପୋନେଣ୍ଟ ଅଛି ଏଇଟା ଅଏଲ ପାମ୍ କମ୍ପୋନେଣ୍ଟ ହେଲା ତାପରେ ସେମିତି ଆଉ ଗୋଟେ ଦେଖିବି ଲାଷ୍ଟରେ ଅଏଲ ସିଡ୍ କମ୍ପୋନେଣ୍ଟ ସେଟା 2024 ରେ ଏମିତି କମ୍ପୋନେଣ୍ଟ ସବୁ ବିଭିନ୍ନ ବିଭିନ୍ନ ଟାଇମରେ ହେଇଥିଲା ଓକେ ତ ଏଇଟା କରାଗଲା ଏଡିବୁଲ ଅଏଲ ଉପରେ ସେଣ୍ଟ୍ରାଲ ସେକ୍ଟର ସ୍କିମରେ 2000 ମିଶନ କେବେ ଲଞ୍ଚ ହେଇଥିଲା 2021-22 ରେ ତ 15ଟା ଷ୍ଟେଟରେ ଏମିତି ଚାଲିଛି ନ୍ୟାସନାଲ ମିଶନ ଅନ୍ ଏଡିବୁଲ ଅଏଲ ତିଆରି କରିବା ଅଏଲ ପାମ୍ ଅଏଲ ସିଡ୍ ତ ବିଭିନ୍ନ ତା କରାହଉଛି ଧୀରେ ଧୀରେ ତ ସେଇଟା ଗୋଟେ ମନେ ରଖନ୍ତୁ ଆଉ ସେକେଣ୍ଡ ନ୍ୟାସନାଲ ପୋର୍ଟ ସିକ୍ୟୁରିଟି କନଫରେନ୍ସ ନ୍ୟୁ ଦିଲ୍ଲୀରେ ହେଇଯାଇଛି पोर्ट नेशनल पोर्ट ମାନଙ୍କ ସିକ୍ୟୁରିଟିରେ ହେଇଛି ଆଉ ଏଠି ଆପଣ ମାନେ ରିଭାଇଜ କରିବେ ଆମର मेजर पोर्ट्स ଆମର 13ଟା କଣ କଣ ତା ଭିତରେ ଟିକେ ମୁଁ ଏଟା ଅଲରେଡି କରେଣ୍ଟ ଆଫେୟାର୍ସ ମୁଁ କଭର କରିଛି ଭଲସେ ଆଉ ଯେତେବେଳେ ଇଣ୍ଡିଆ କରିବି ସେଥିରେ ବି କରିଦେବି ଇକୋନୋମିକ ଜିଓଗ୍ରାଫିରେ ଇଣ୍ଡିଆର ନ୍ୟାସନାଲ ପୋର୍ଟ 13ଟା मेजर पोर्ଟ କଣ କଣ କି କୋଉଟା ଫାଷ୍ଟ ପ୍ରାଇଭେଟ पोर्ट पोर्ट ତା ଭିତରେ କୋଉଟା ନ୍ୟାଚୁରାଲ କୋଉଟା ଆର୍ଟିଫିସିଆଲ ମାନେ ଆର୍ଟିଫିସିଆଲି କରାହେଇଛି ତାପରେ କୋଉଟା ରିଭରାଇନ୍ ପୋର୍ଟ ତାପରେ କୋଉଟା ୱେଷ୍ଟର୍ଣ୍ଣ ଘାଟରେ ଅଛି କୋଉଟା ଇଷ୍ଟର୍ଣ୍ଣ କୋଷ୍ଟରେ ଅଛି ତ ଏ ସବୁ ପଡିବ ଓଡିଶାରେ ମେଜର ପୋର୍ଟ କୋଉଟା ତାକୁ ମୁଁ ଆ ପୂର୍ବରୁ ଯୋଉଟା କହିଲି ଆମର ପୋର୍ଟ ଆମର ହ୍ୟାଣ୍ଡେଲ କିଏ କରେ ଆମର କରେ ୟୁନିୟନ ଲିଷ୍ଟରେ ଅଛି ଏଟା ୟୁନିୟନ ଲିଷ୍ଟରେ ଅଛି ତ ପୋର୍ଟ ଟ୍ରଷ୍ଟ ହିସାବରେ ସେଇଟା ଗୋଟେ ଅର୍ବାନ ଏରିଆ ଏ ସବୁକୁ ଟିକେ ମାଇଣ୍ଡକୁ ଆସିବା ଦରକାର ଠିକ ଅଛି ତାପରେ ଇଣ୍ଡିଆ ଅବଜର୍ଭ 12th ନ୍ୟାସନାଲ ହ୍ୟାଣ୍ଡଲୁମ ଡେ 7 ଅଗଷ୍ଟ ହେଲା ମୁଁ କହିଲି ତ ସେଇଟା ତ ଜାଣିଲେ ଏଇଟା 2015ରୁ ହଉଛି ଠିକ ଅଛି ସ୍ୱଦେଶୀ ମୁଭମେଣ୍ଟ 1905ରୁ ତାକୁ କମେମୋରେଟ କରିବା ପାଇଁ 2015ରୁ ଏଇଟା ହଉଛି ଷ୍ଟେଟମେଣ୍ଟ ପକେଇଦେଲେ ଏଇଟା କରିବାକୁ ପଡିବ ଓଡିଶାରେ ଏଇଟା ଭଲ ଭାବେ ସେଲିବ୍ରେଟ ହଉଛି ତ ମନେ ରଖିଦିଅନ୍ତୁ ତାପରେ ଏଇଟା ଗୋଟେ ନ୍ୟୁଜ ଥିଲା କି ଚିଫ ଅଫ ଆର୍ମି ଷ୍ଟାଫ launched India's indigenous developed extreme weather grade diesel in New Delhi extreme weather grade ମାନେ କଣ ଦେଖ ଏମାନେ ଯୋଉ ଯାଇକିରି ଯୋଉ ପାହାଡ ଉପରେ ଏତେ ସବୁ ନେଇକି ଯାଉଛନ୍ତି ଗାଡି ତା ଦେହରେ ଡିଜେଲ ପଡୁଛି ସେ ଡିଜେଲଟା ଏକ୍ସଟ୍ରିମ ୱେଦର ଥଣ୍ଡା ହେଲା ବେଳକୁ ଟିକେ ପ୍ରୋବ୍ଲେମ ହଉଛି ଗାଡିର ତାର ଏଫିସିଏନ୍ସି କମି ଯାଉଛି ତା ପାଇଁ ସେଥିପାଇଁ ଏକ୍ସଟ୍ରିମ ୱେଦର ଗ୍ରେଡ ଡିଜେଲ କରାଗଲା ମନେ ରଖିବେ କିଏ ଦେଖ ଇଣ୍ଡିଆନ ଆର୍ମି ଆଉ ବିପିସିଏଲ ମିଶିକି ଏଇଟା କରିଛନ୍ତି ଓକେ ଏକ୍ସଟ୍ରିମ ୱେଦର ଗ୍ରେଡ ଡିଜେଲ सब जीरो कंडीशन माने जीरो रु तळକୁ ବି ସେ ସେଟା କାମ କରିବ ଭଲସେ ତ ବିପିସିଏଲ ସହିତ ମିଶି କରିଛି ଇଣ୍ଡିଆନ ଆର୍ମି ଏଟା ମନେ ରଖିବ ରିସେଣ୍ଟ परफॉर्मेंस ଢିମସା ଡ୍ୟାନ୍ସ କୋଉଠି ଆଲୁରି ସୀତାରାମନ ରାଜୁ ଏଟା ଆନ୍ଧ୍ରପ୍ରଦେଶର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଫାର୍ଷ୍ଟ ଟାଇମ ହେଲା ତାପରେ ମଧ୍ୟପ୍ରଦେଶରେ ବି ଗୋଟେ ହେଇଥିଲା ମନେ ରଖିଲେ କିନ୍ତୁ ସେଠି ଢିମସା ଡ୍ୟାନ୍ସ परफॉर्मेंस କରାଗଲା ଆନ୍ଧ୍ରପ୍ରଦେଶରେ ତ ଏଟା ଟ୍ରାଇବାଲ ଫୋକ୍ ଡ୍ୟାନ୍ସ ଅଫ ଆନ୍ଧ୍ରପ୍ରଦେଶ ବାଗଦା ବାଲ୍ମିକି ପୁରଜା କୋଣ୍ଡ ଗଡାବା ଆଉ କୁନ୍ଦାଦୋରା ମୁକାଦୋରା କୋଟିଆ ଏଇ ସବୁ ଏରିଆର ଟ୍ରାଇବ ମାନଙ୍କୁ ନେଇକିରି ସେମାନେ ଏମାନଙ୍କର ଡ୍ୟାନ୍ସ ଥାଏ ସେଇଟା କୋରାପୁଟ ରିଜିୟନରେ ଏଇଟା ଅରିଜିନ ହେଇଛି ଗୋଣ୍ଡ ମାନଙ୍କର 12 ଭେରାଇଟି ଅଫ ଢିମସା ଡ୍ୟାନ୍ସ ଅଛି ଏଇଟା ଏତେ ମନେ ରଖିବା କିଛି ଦରକାର ନାହିଁ ତ ସେଇଟା ଗଲା ଆଉ ଗୋଟେ ଗଲା କି ହେଭି ମେଟାଲ୍ସ ଇନ୍ କବେରୀ ଫିସ୍ ଏଇଟା ହିନ୍ଦୁରେ ନ୍ୟୁଜ ଥିଲା ତ ମୁଁ କହୁଛି କି ଏଇଟା ଜଷ୍ଟ ଟିକେ କନସେପ୍ଟ ଜିନିଷ ଏନଭାରନମେଣ୍ଟର କହିଦଉଛି ହେଭି ମେଟାଲ୍ସ ଇନ୍ କବେରୀ ଫିସ୍ କବେରୀରେ ଯୋଉ ଫିସ୍ ମିଳେ ତାର ହେଭି ମେଟାଲ ସେ ବଡିରେ ପାଉଛନ୍ତି ସେଟା କଣ କନସେପ୍ଟଟା ମୁଁ କହିଥିଲି ଯୋଉଟା ବୁଝିଥିଲି ବାୟୋ ଆକ୍ୟୁମୁଲେସନ ଆଉ ବାୟୋ ମାଗ୍ନିଫିକେସନ
ଏ ଦିଟା କନସେପ୍ଟ କହିଥିଲି। ଆକ୍ୟୁମୁଲେସନ ମାନେ କଣ, ଏଇଟା ଯୋଉ ଆମର କଣ ଫୁଡ ଚେନ୍ ଅଛି, ପ୍ରଥମେ ପ୍ରିଡେଟର, ଏ ଯୋଉ ପ୍ରଥମେ ପ୍ରଡ୍ୟୁସର, ତାପରେ ପ୍ରାଇମେରୀ, ସେକେଣ୍ଡାରୀ, ଏମିତି ଅଛି। ବାୟୋ ଆକ୍ୟୁମୁଲେସନ ମାନେ ଇଏ ଧର ମେଟାଲ, ମାନେ ଆମେ ଯାହା ଖାଉଛୁ ତା ଦେହରେ ପେଷ୍ଟିସାଇଡ ବହୁତ ଅଛି, ମର୍କ୍ୟୁରୀ ଆଉ ଅଲଗା ଜିନିଷ ସବୁ ଅଛି, କ୍ୟାଡମିୟମ, ଏସବୁ। ଏ ସବୁ ଧୀରେ ଧୀରେ ଫୁଡ ଚେନ ରେ ଆମ ସେଲ ମାନଙ୍କରେ ଜମା ହେଇ ହେଇକା ଯାଏ। ତ ଆମେ ଧର ଫାଇଟୋପ୍ଲାଙ୍କଟନ ଏଇଟା ଆସିଲା, ବା ଗଛରେ ଆସିଛି, ଗଛକୁ ଛେଳି ଖାଉଛି, ଛେଳିକୁ ବାଘ ଖାଉଛି, ଏମିତି ହେଇକି ଯୋଉ ଯାଇଛି କି ଆମ ମଣିଷ ପାଖରେ ମାଛ ବି ହଉ, ସମୁଦ୍ରରେ ମଣିଷ ଛୋଟ ମାଛ ଖାଉଛି, ସେ ଧର ଏ ମେଟାଲ କୁ ଖାଉଛି, ଛୋଟ ମାଛକୁ ବଡ ମାଛ ଖାଉଛି, ବଡ ମାଛକୁ ମଣିଷ ଖାଉଛି। ତ ସେ ସମସ୍ତଙ୍କ ସେଲ ରେ ଜମା ହେଇଯାଉଛି। ତ ମଣିଷକୁ ତ କେହି ଖାଉନାହାନ୍ତି ନା, ମଣିଷ ହଉଛି ହ୍ୟୁମାନ ହଉଛି ଆପେକ୍ସ ପ୍ରେଡିଟର। ତ ମଣିଷ ସେଲ ରେ ଯୋଉଟା ଜମା ହେଇଗଲା, ତାକୁ ସିଏ ବଢି ବଢିକା ଗଲା, ସେଟା ବାୟୋ ମାଗ୍ନିଫିକେସନ। ତ ସେଟା ଫାଇନାଲ ଷ୍ଟେଜ ରେ ଜମା ହବାକୁ କୁହନ୍ତି ସେଲ କୁ ବାୟୋ ମାଗ୍ନିଫିକେସନ। ବାୟୋ ଆକ୍ୟୁମୁଲେସନ କଣ, ଇଚ ଷ୍ଟେଜ ରେ ଯୋଉ ଜମା ହଉଛି ସେଟା କୁହନ୍ତି ବାୟୋ ଆକ୍ୟୁମୁଲେସନ। ଯୋଉ ଧର ଛୋଟ ମାଛଟା ଫାଇଟୋପ୍ଲାଙ୍କଟନ ରୁ କିଛିଟା ଖାଇଲା, ତା ସେଲ ରେ ବି ଯାଇଥିଲା, ସେ କିଛି ଆକ୍ୟୁମୁଲେଟ ହେଲା। ସେଠୁ ସେଇଟା ଯେତେବେଳେ ବଡ ମାଛ ଖାଇବ, ତା ସେଲ ରେ ବହୁତ ସାରା ଜମା ହବ, ତ ସେ ଟିକେ ବଢି ବଢିକା ଗଲା। ବଡ ମାଛକୁ ମଣିଷ ଖାଇଲା, ତ ମଣିଷ ଉପରକୁ ଆଉ କୁଆଡେ ସେଟା ଗଲାନି, ତ ସେଠି ବାୟୋ ମାଗ୍ନିଫାଇ ହେଇଗଲା। ମାଗ୍ନିଫିକେସନ ମାନେ ବଢିବା, ସେଇଟା ହେଲା। ଆଉ ବାୟୋ ଆକ୍ୟୁମୁଲେସନ ହଉଛି ଇଚ ଷ୍ଟେଜ ରେ ସେଟା ହବ। ଏଇଟା ବୁଝିଲେ। ଏଇଟା ଗୋଟେ ମ୍ୟାପ ଦେଇଥିଲା ଆମର ଇଣ୍ଡିଆର, ୟୁକେ, ଅକ୍ସାଇ ଚୀନ ଏରିଆ, ସେ ସବୁ ଗୋଟେ ମ୍ୟାପ ଥିଲା ବୋଲି ମୁଁ ଜଷ୍ଟ ଖାଲି କହିବାକୁ ଏଇଟା କରିଦେଇଛି। ଦେଖନ୍ତୁ, ଏଇଟା ଥିଲା ଆମର ଜାମ୍ମୁ କାଶ୍ମୀର ଅରିଜିନାଲ ମ୍ୟାପ, ଓକେ। କିନ୍ତୁ ଏଇଟାକୁ ପାକିସ୍ତାନ ପାକିସ୍ତାନ ଅକୁପାଏଡ କାଶ୍ମୀର ଗ୍ରୀନ ରେ ଯେତେକ, ସେଟାକୁ ସେ ପାକିସ୍ତାନ ନେଇଯାଇଛି। ତ ଆଉ ରହିଲା କି, ଆଉ ଏପଟରେ ଏତକକୁ ଆମର ଚୀନ ନେଇଯାଇଛି, ଠିକ ଅଛି। ଏଇଟା ପାକିସ୍ତାନ, ଏଇଟା ଚୀନ ନେଇଯାଇଛି। କିନ୍ତୁ ଆଉ ଏଇଠି ଦେଖ ଟେରିଟୋରି, ଆଉ ଏତିକି ଯୋଉ ଟେରିଟୋରି ହେଲା, ଏଇଠି ଆମର ପାକିସ୍ତାନ ଚୀନ କୁ ଦେଇ ଦେଇଛି ହେଲା। ଚୀନ ଦେଇ ଦେଇଛି, ଆଉ ଆମର ଯୋଉ ଚାଇନା ପାକିସ୍ତାନ ଇକୋନୋମିକ କରିଡରଟା ଆର ଭିତରେ ଦେଇ ଯାଉଛି, ସେଥିପାଇଁ ଇଣ୍ଡିଆ ତାକୁ ଅପୋଜ କରୁଥିଲା। ସେଇଟା ଗୋଟେ ଗଲା। ଆଉ ଗୋଟେ ଏଇଠି ମନେ ରଖିବେ, ଏଇଠି ଯୋଉ ଆମର ହିମାଳୟଟା ଏଇଠି ଯାଇଛି ଏମିତି। ଏଇଠି ଅଛି କଣ, କାରାକରମ ମାଉଣ୍ଟେନ ରେଞ୍ଜ ହେଲା। କାରାକରମ ମାଉଣ୍ଟେନ ରେଞ୍ଜ, ଏଇଟା କେ ଟୁ ଟା ଏଇଠି ଅଛି। ତ ଏଇଠି ଯୋଉ ଏଇଠି ଗୋଟେ ଡଟ୍ ଅଛି, ଓକେ, ଏଇଠି। ତ ଏଇଟା ହଉଛି ସିଆଚେନ ଗ୍ଲେସିୟର। ଏଇ ଯୋଉ ରିଜିୟନ ଟା, ଏଇ ଯୋଉ ରିଜିୟନ ଟା, ଏଇଟା ୱାର୍ଲଡ ହାଇଏଷ୍ଟ ମାଉଣ୍ଟେନ, ମାନେ ଆର୍ମି ପୋଷ୍ଟ ଭିତରୁ ଗୋଟେ, ଏଇଟା ହଉଛି ସିଆଚେନ ଗ୍ଲେସିୟର। ଏଇଠି ଆମର ଇଣ୍ଡିଆନ ଆର୍ମି ପୋଷ୍ଟେଡ ଅଛି, ତାକୁ ଅକ୍ତିଆର କରି ରଖିଛି। ତ ଏଠି ପ୍ରୋବ୍ଲେମ କଣ ନା, ମନେ ରଖିବେ, ଅ, ଏଇ ଏଇଟା ଏଇ ଯୋଉ ବର୍ଡରଟାକୁ, ଏଇଟା ପାକିସ୍ତାନ କହୁଛି ଏଇଟା ବର୍ଡର ହଉଛି ଆମର, ଏ ସିଆଚେନ ଟା ଆମର। କିନ୍ତୁ ଇଣ୍ଡିଆ କହୁଛି ନାଇଁ, ଏଇଟା ହଉଛି ଆମର, ଏତକ ଏରିଆ ଇଣ୍ଡିଆର ପାର୍ଟ ବୋଲି, ଏପର୍ଯ୍ୟନ୍ତ ଇଣ୍ଡିଆର ବୋଲି କରିକି ରଖିଛି। ତ ଇଏ ଗୋଟେ କନସେପ୍ଟ ମନେ ରଖିବେ। ତାପରେ ଆମର ଏବେ ଗୋଟେ ନ୍ୟୁଜ ରେ ଥିଲା କିଛି ବର୍ଷ, ଦୌଲତାବାଦ ଗୋଲ୍ଡି ରୋଡ, ସେଇଟା କୋଉଠି ନା ଏଇଠି ଇଣ୍ଡିଆ ରୋଡ ଡେଭଲପ କରୁଛି, ତାକୁ ଚାଇନା ଅପୋଜ କରୁଥିଲା ଆଣ୍ଡ ଅଲ୍ ସେଇଟା। ତାପରେ ଇଣ୍ଡିଆ ଚାଇନା ଭିତରେ ଏବେ ଯୋଉ ବର୍ଡର ଏକ୍ଜିଷ୍ଟ କରୁଛି, ସେଇଟା ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ, LAC କହୁଛନ୍ତି। ଆଉ ଏବେ ଯୋଉ ଇଣ୍ଡିଆ ପାକିସ୍ତାନ ଭିତରେ ଏବେ ଯୋଉ ବର୍ଡର ଅଛି, ତାକୁ LOC କହୁଛନ୍ତି। LOC ଆଉ LAC ଭିତରେ କନଫ୍ୟୁଜନ ହନ୍ତି, ତ ସେଇଟା ମନେ ରଖିବେ। ତ ସେଇଟା ଏବେ ଇଣ୍ଡିଆ କଣ କଲା ନା, ଏଟାକୁ ଡିଭାଇଡ କରିଦେଇଛି ଏମିତି। ତ ଏଇଟା ହଉଛି ଜାମ୍ମୁ ଆଣ୍ଡ କାଶ୍ମୀର, ଏଇଟା ଲାଦାଖ। ଲାଦାଖରେ ବି ଏବେ ଦିଟା ଡିଷ୍ଟ୍ରିକ୍ଟ ଥିଲା, ତାକୁ ଏବେ ଡିଷ୍ଟ୍ରିକ୍ଟ 10ଟାକୁ କରାହେଇଛି, ଏଇଟା ଜାଣିଛନ୍ତି। ଲାଦାଖ 6th ସେଡ୍ୟୁଲରେ ଇନକ୍ଲୁଡ ହବା ପାଇଁ ଚେଷ୍ଟା କରୁଛି, ସେଇଟା ଜାଣିଛନ୍ତି। ଆମର ସୋନମ ୱାଙ୍ଗଚୁକ ସେ ଡିମାଣ୍ଡ କରୁଥିଲେ ଲଦାଖ କୁ, ମାନେ 6th ସେଡ୍ୟୁଲରେ ଇନକ୍ଲୁଡ ବା ଷ୍ଟେଟ ଲିଷ୍ଟ, ଷ୍ଟେଟ କରାଯାଉ ବୋଲି, ସେପାରେଟ ଷ୍ଟେଟ ବୋଲି, ସେ ସବୁ ଡିମାଣ୍ଡ ଚାଲିଛି, ସେଇଟା ଜାଣିକି ଏଇ ସବୁ ଜିନିଷ ଟିକେ ମାଇଣ୍ଡ ରଖିଥିବେ, କ୍ଲିୟର କଟ୍। ଆଉ ଗୋଟେ, ଆଉ କଣ ଜିନିଷ, ଆଉ କଣ ଜିନିଷ ନା, ଏଠି ଇନ୍ଦସ ରିଭର ଟା ଆମେ ପଢିବା। ଇନ୍ଦସ ରିଭର ଏମିତି ଯାଇକି, ଏମିତି ଯାଇଛି ଇନ୍ଦସ ରିଭର। ତ ସେଠି ଗିଲଗିଟ ବାଲସ୍ତାନ, ଏଠି ସବୁ ରିଭର ଆଠେ ମିଶିଛି। ଏଇ ରିଗାର୍ଡିଂ ନ୍ୟୁଜ ଟା ଟିକେ ଥାଏ, ଏଇଟା ଟିକେ କରିବା। ତ ଇନ୍ଦସ ରିଭର ସିଷ୍ଟମ ଟା ଆମେ ଡିଟେଲରେ କଭର କରିବୁ, ମୋ ଜିଓଗ୍ରାଫି କ୍ଲାସରେ ସେଇଟା ନିହାତି କରିବେ, ଠିକ ଅଛି। ତ ଇଏ ଟିକେ ନ୍ୟୁଜ ଥିଲା। ଆଉ ତାପରେ 8 ତାରିଖର ହେଲା କି ଏକ୍ସଆଇ ବ୍ରିକ୍ସ କଲଚର ମିନିଷ୍ଟର ଟା କୋଉଠି ହେଲା, ଭୋପାଳରେ ହେଇଛି। ଏଇଟା ଭୋପାଳ ଡିକ୍ଲାରେସନ ବି ଆଡପ୍ଟ କରାଯାଇଛି। ତ ଏଇଟା ଲିଷ୍ଟ ଟା ପୁରା ମନେ ରଖିବେ, କୋଉଠି କଣ ହେଇଛି। ମୁଁ ପୂର୍ବ ଥର ଦେଇଥିଲି, ସେଥିରେ 3ଟା ଆଡ କରିଦିଅନ୍ତୁ ହେଲା। ତାପରେ ଜିଆଇ ଟ୍ୟାଗ ର ମିଥିଳା ମଖାନା, ମଖାନା ବିହାରରେ ହୁଏ ବୋଲି ସେଇଟା ଆମେ ଜାଣିଛେ, ସବୁବେଳେ ନ୍ୟୁଜରେ ଥାଏ। ମଖାନା ମାନେ ବିହାର, ଓକେ। ସେଇଟା ଏକ୍ସପୋର୍ଟ କରାଗଲା ଫାର୍ଷ୍ଟ ଟାଇମ ଅଷ୍ଟ୍ରେଲିଆକୁ। ତ ଆଗ୍ରିକଲଚରାଲ ପ୍ରଡକ୍ଟ ଗୋଟେ ଏକ୍ସପୋର୍ଟ ହଉଥିବ ମାନେ, ତ କିଏ କରୁଥିବ, ମୁଁ କହିଥିଲି ଆପେଟା, ଆଗ୍ରିକଲଚର ପ୍ରମୋଶନ ଆଣ୍ଡ ଏକ୍ସପୋର୍ଟ ଡେଭଲପମେଣ୍ଟ ଅଥରିଟି, ଆପେଟା କରୁଛି, ମନେ ରଖିବେ। ଅଷ୍ଟ୍ରେଲିଆକୁ ଯାଇଛି। ତାପରେ 12th ସେଞ୍ଚୁରୀ ଭୀରାଗାଲୁ ହିରୋ ଷ୍ଟୋନ, ମାନେ ଭୀରାଗାଲୁ ମାନେ ହିରୋ ଷ୍ଟୋନ ବିୟରିଂ ଆନ୍ ଓଲ୍ଡ କନ୍ନଡ ଇନସ୍କ୍ରିପସନ, ନୀରଗୁଣ୍ଡା ଭିଲେଜ କର୍ଣ୍ଣାଟକରେ ହେଇଛି, ବାହାରିଛି।
ତ ହୋଏଶାଳ ରୁଲର ବିଷ୍ଣୁବର୍ଦ୍ଧନଙ୍କର ଇମ୍ପୋର୍ଟାଣ୍ଟ ନେଇକି ଏଇଟା ହେଇଛି। ତ ସେଇଟା ହୋଏଶାଳଙ୍କର ରିଗାର୍ଡିଂ କର୍ଣ୍ଣାଟକରେ ହେଇଛି ବୋଲି ମନେ ରଖିବେ। କୋଉଠି କର୍ଣ୍ଣାଟକରେ ଗୋଟେ ପାଇଛନ୍ତି। ଏଇଟା ବାସ୍ ଗୋଟେ ଥିଲା। ଇଣ୍ଡିଆନ ସଟଲର ତାନଭି ଶର୍ମା ମେଡେନ୍ BWF ୱାର୍ଲଡ ଟୁର ଟାଇଟଲ ତାଇପେଇ ଓପନ ରେ ତାଙ୍କ ନିଜର ମେଡେନ୍ ଜିତିଛନ୍ତି। ତ ତାନଭି ଶର୍ମା। BWF କଣ? ବ୍ୟାଡମିଣ୍ଟନ। ପିଭି ସିନ୍ଧୁ ପୂର୍ବ ନ୍ୟୁଜରେ କଭର କରିଥିଲି। ଫାଷ୍ଟ ଆମର ଇଣ୍ଡିଆନ ଯିଏକି ଜିତିଥିଲେ ଆମର 19 ଜୁଲାଇରେ ଫାଷ୍ଟ ଟାଇମ ଜାପାନ ଓପନ ଆମର ଜିତିଛନ୍ତି ଇଣ୍ଡିଆନ। ତ ଏଇଟା ଗୋଟେ ନ୍ୟୁଜ। ଆଉ ତାନଭି ଶର୍ମା BWF ୱାର୍ଲଡ ଟୁର ତାଇପେଇ ଓପନ ସୁପର 300 ଜିତିଛନ୍ତି। ସେଟା 8 ତାରିଖ ନ୍ୟୁଜ ଥିଲା। ତ ଦିଜ୍ ଆର୍ ଅଲ୍ ଛୋଟ ନ୍ୟୁଜ। ଆଉ ଏବେ ବେଶୀ କିଛି ନ୍ୟୁଜ ଏଥିରେ ନାହିଁ, ଯାହା ପେପର କଟିଂସ୍ ଆମେ କିଛି ପଢିବା। ଦ ହିନ୍ଦୁରେ, ଇଣ୍ଡିଆନ ଏକ୍ସପ୍ରେସ ଏସବୁରେ ନ୍ୟୁଜ ଆସିଛି, ସେଇଟା ବି ଟିକେ ଇମ୍ପୋର୍ଟାଣ୍ଟ ଥାଏ। ଏଇଟା ଦେଖନ୍ତୁ, କେରଳ ଲଞ୍ଚ କଲା ମାଇ ପୋଲିସ ଷ୍ଟେସନ ଟୁ ପ୍ରମୋଟ ପିପୁଲ ସିଟିଜେନ ଟାଇପ୍। ଏଇଟା କଣ? ଗଭର୍ନାନ୍ସ, ଗୋଟେ ଗୁଡ ଗଭର୍ନାନ୍ସ ଇନିସିଏଟିଭ ନା। ତ ଗଭର୍ନାନ୍ସ ଟା ଆମର ନ୍ୟୁଜରେ ଅଛି ଭଲସେ, ଡିଫେନ୍ସ ଅଛି, ସେଥିପାଇଁ ସେ ପ୍ରକାର ନ୍ୟୁଜକୁ ମୁଁ ଭଲସେ କଭର କରୁଛି, ଟିକେ କରିବେ। କେରଳ ଗଭର୍ଣ୍ଣମେଣ୍ଟ କଲା ମାଇ ପୋଲିସ ଷ୍ଟେସନ, ଅଗଷ୍ଟ 15ରେ ସେଟା ହବ। ତ କଷ୍ଟଲିଆର କ୍ରାଇମ ପାଇଁ ଏତେ ସବୁ ବେଶୀ ଦରକାର ନାହିଁ, ବାସ୍ ଏଇଟା କେରଳ କଲା ବୋଲି କରିଦେବେ। କ୍ରିଟିକାଲ ମିନେରାଲ। ତ କ୍ରିଟିକାଲ ମିନେରାଲ ଦେଖନ୍ତୁ, ଦିଟା ଜିନିଷ ଏଇଥିରେ ଜାଣିବେ। ଗୋଟେ ହଉଛି କ୍ରିଟିକାଲ ମିନେରାଲ, ଆଉ ଗୋଟେ ହଉଛି ରେୟାର ଆର୍ଥ ମିନେରାଲ। କ୍ରିଟିକାଲ ମିନେରାଲ କଣ? ତା ନାଁ ଉପରେ ଫୋକସ କରିବେ। ମୁଁ ଏଠି କହୁଛି, ସେଠି ତା ଉପରେ ମନେ ରଖନ୍ତୁ। ଆଉ ରେୟାର ଆର୍ଥ କଣ? କ୍ରିଟିକାଲ ମାନେ ଯୋଉଟା ତମ କଣ୍ଟ୍ରି ପାଇଁ କ୍ରିଟିକାଲ, କଣ୍ଟ୍ରିଜ ଡେଭଲପମେଣ୍ଟ, ଇକୋନୋମି ସବୁ ପାଇଁ। ମାନେ କ୍ରିଟିକାଲ ଏଥିପାଇଁ କି ଏଇଟା ଫେଲ ହେଇଗଲେ ଆମ କଣ୍ଟ୍ରି ଫେଲ ହେଇଯିବା ଅଛି। ମାନେ ତାର ଏବେ ରିନ୍ୟୁଏବଲ ଏନର୍ଜି ହେଲା, ତାର ଏନର୍ଜି ପ୍ରଡକ୍ସନ ହେଲା, କି ଆମର ଟ୍ରାନ୍ସପୋର୍ଟ ସିଷ୍ଟମ, ଆମର ନ୍ୟୁକ୍ଲିୟର, ସେଥିରେ ଆର ବହୁତ ରୋଲ ଅଛି। ଲାଇକ ଆମର ଯୋଉ ଜର୍ମାନିୟମ, ସିଲିକନ, ଭାନାଡିୟମ, ଟାଇଟାନିୟମ, ଏ ବହୁତ ପ୍ରକାର ଅଛି। ପାଖାପାଖି 27ରୁ 29ଟା କ୍ରିଟିକାଲ ମିନେରାଲ ଅଛି, ଯୋଉ ଗୋଟେ ଲିଷ୍ଟ ବନା ହଉଛି କାହା ଅଣ୍ଡରରେ? ନ୍ୟାସନାଲ ଆମର ଯୋଉ ମିନେରାଲ ପାଇଁ ଆକ୍ଟ ଯୋଉଟା ଅଛି, ତା ଅଣ୍ଡରରେ କରାହଉଛି। ତ ସେଇଟା ମନେ ରଖିବେ। ତ ସିଏ ହେଲା କଣ? କ୍ରିଟିକାଲ ମିନେରାଲ। ଓକେ। ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ ଆକ୍ଟ 19 ଆକ୍ଟ 1957 ରେ ଅଛି, ଲିଷ୍ଟ ବନା ହେଇଛି। ଓକେ। ତ ସିଏ କଣ? ଇକୋନୋମିକାଲି ଇମ୍ପୋର୍ଟାଣ୍ଟ, ଭଲନରେବୁଲ ଟୁ ସପ୍ଲାଇ। ଆହୁରି କ୍ରିଟିକାଲ କାହିଁକି ନା, ସେ କ୍ରିଟିକାଲ ବି ସପ୍ଲାଇ ଦୃଷ୍ଟିରୁ କ୍ରିଟିକାଲ। ଆମେ କଣ୍ଟ୍ରିଟା ବେଶୀ ପ୍ରଡକ୍ସନ କରୁନେ, ଆମେ ବାହାରୁ ପ୍ରାୟ ଆଣୁଛେ, ହେଲେ ତ ସେଗୁରା ପାଇଁ ସେଟା କ୍ରିଟିକାଲ। ତ ସିଏ ଗୋଟେ ଜାଣିଲେ। ଆଉ ରେୟାର ଆର୍ଥ କଣ? ରେୟାର ଆର୍ଥ ମାନେ ଯାହାର ସିଏ ପୃଥିବୀରେ ମିଳୁଛି ଠିକ ଠାକ ଆଭେଲେବୁଲ। ରେୟାର ଆର୍ଥ ନାଁରେ ଯିବେନି, ଦେ ରେୟାର ବହୁତ ଆଭେଲେବୁଲ, ବଟ ତାର ଏକ୍ସଟ୍ରାକ୍ସନ ଇଜ କଷ୍ଟଲି। ମାନେ ତାକୁ ଯେତିକି ଏକ୍ସଟ୍ରାକ୍ଟ କରୁଛ, ସେଗୁରା ତାଙ୍କର ମାନେ ବହୁତ କଷ୍ଟ ହେଇଯାଉଛି। ଆମ ଭଳିଆ ଛୋଟ କଣ୍ଟ୍ରି ତାକୁ ପ୍ରାଇସ୍ ଦେଇପାରୁନାହିଁ। ସେଥିପାଇଁ ବାହାର କଣ୍ଟ୍ରି ମାନେ ଏଇଥିରେ ରେୟାର ଆର୍ଥରେ ଚାଇନା ସବୁଠୁ ଟପ ରେ ଅଛି। ସିଏ ତାକୁ ଟେକ୍ନୋଲୋଜିକୁ ବଢିଆ ସହଜରେ କରିସାରିଲାଣି, ଯୋଉଥିରେ କି ସେ ପାଇଯାଉଛି ରେୟାର ଆର୍ଥକୁ। ତ ଇଏ ଗୋଟେ ଲିଷ୍ଟ ଅଛି। ତ ରେୟାର ଆର୍ଥ ମନେ ରଖିବେ, ଆଭେଲେବୁଲ ଠିକ ଠାକ ଅଛି। ଇଣ୍ଡିଆରେ ବି ବହୁତ ପରିମାଣରେ ମିଳୁଛି, କିନ୍ତୁ ତାକୁ ଆମେ ଏକ୍ସଟ୍ରାକ୍ସନ ଠିକ ସେ କରିପାରୁନୁ। ଯଦି କଷ୍ଟ ଇଫେକ୍ଟିଭ ଏକ୍ସଟ୍ରାକ୍ସନ କରିଦେଲେ ଏଇଟା ବି ଆମେ ପାଇପାରିବା। ରେୟାର ଆର୍ଥ କଣ ପାଇଁ ଦରକାର ନା, ଆମର ଯୋଉ ଦେଖୁଛନ୍ତି ଯୋଉ ମ୍ୟାଗ୍ନେଟ ଫ୍ୟାଗ୍ନେଟ ଛୋଟା ଛୋଟା ସବୁ ୟୁଜ ହଉନି ଚିପ ରେ, ସେଇଟା ରେୟାର ଆର୍ଥ ରୁ ହୁଏ। ତ ତାପରେ ଅଲଗା ସବୁ ବିଭିନ୍ନ ଜିନିଷରେ ମାନେ କ୍ରିଟିକାଲ ଯୋଉ ଆମର ସେମିକଣ୍ଡକ୍ଟର ଚିପ୍ ହେଲା, ଇଏ ହେଲା ଆଇସି ଚିପ୍, ସେଥିରେ ବି ରେୟାର ଆର୍ଥର ୟୁଜ ଅଛି। ତ ରେୟାର ଆର୍ଥର ଅଳ୍ପ କିଛିଟାକୁ ପାଖାପାଖି 11ଟା ନା 12ଟାକୁ ଆଇଡେଣ୍ଟିଫାଇ କରାଯାଇଛି ରେୟାର ଆର୍ଥ ବୋଲି କରାହେଇଛି। ତ ଏଇଟା ସବୁ ମନେ ରଖିବେ। ଆଉ ଏଇଠି କେତେଟା ମିଶନ ଆମ ନ୍ୟୁଜରେ ଥାଏ ସବୁବେଳେ, ମନେ ରଖିବେ। ନ୍ୟାସନାଲ କ୍ରିଟିକାଲ ମିନେରାଲ ମିଶନ, ସେଇଟା କରାହେଇଛି 2025ରେ କରାହେଇଛି। ନ୍ୟାସନାଲ କ୍ରିଟିକାଲ ମିନେରାଲ ମିଶନ 2025ରେ। ଆଉ ଏଇଠି କେତେଟା ପକେଇବ ଦେଖନ୍ତୁ। ସବୁଠୁ ଫାଷ୍ଟ ହେଲା ସେମି କଣ୍ଡକ୍ଟର ମିଶନ 2021 ରେ କରାହେଇଥିଲା, ସେମି କଣ୍ଡକ୍ଟର 1 ଆଉ 2 ଟା କରାହେଇଛି ଏଇ 2024ରେ, ସେମିକନ 2। ଏଇଟା ମନେ ରଖିବେ, ଏଇଟା ନ୍ୟୁଜରେ ଅଛି, ହେଲା ଆର ମାସରେ ହିଁ ହେଇଛି। ତାପରେ 2023ରେ ଗ୍ରୀନ ହାଇଡ୍ରୋଜେନ ମିଶନ 2023ରୁ 30 ଭିତରେ ଆସିଛି। ଆଉ ଏଆଇ ମିଶନ 2024ରେ, ଆଉ କ୍ରିଟିକାଲ ମିନେରାଲ ମିଶନ 2025ରେ। ଏମିତି ଇୟର ୱାଇଜ ଗୋଟେ ପଡିଯିବ ବୋଲି ମତେ ଲାଗୁଛି, ଏଇଟାକୁ କରିକି ଯିବେ। ଠିକ ଅଛି। ତାପରେ 30% ଅର୍ବାନ ହାଉସ ହୋଲ୍ଡ ଅନର ଅମୃତ ହାବ ସୁଏରେଜ କନେକ୍ସନ। ଅମୃତ ସ୍କିମ ରିଗାର୍ଡିଂ କହିଥିଲି। ଅଟଲ ମିଶନ ଫର ରେଜୁଭିନେସନ ଅର୍ବାନ ଟ୍ରାନ୍ସଫରମେସନ ଅମୃତ ଆସିଛି। ଅମୃତ କେବେ ଲଞ୍ଚ ହେଇଥିଲା? 2015ରେ। ଏଇଟା ମିନିଷ୍ଟ୍ରି ଅଫ ହାଉସିଂ ଆଣ୍ଡ ଅର୍ବାନ ଆଫେୟାର୍ସ ହେଇଥିଲା। ଅମୃତ 2.0 2021ରେ ଆସିଛି, ହେଲା। ଏଇଟା କଣ? ଏଥିରେ ସବୁ ସ୍କିମ୍ ବେସ୍ଡ କିଛିଟା ଜିନିଷ ପ୍ରୋଭାଇଡ କରାହଉଛି। ଏଥିରେ ୟୁନିଭର୍ସାଲ ଫଙ୍କସନାଲ ଟ୍ୟାପ ୱାଟର କନେକ୍ସନ, ସୁଏଜ ମ୍ୟାନେଜମେଣ୍ଟ, ୱାଟର ରିୟୁଜ, ରେଜୁଭିନେସନ, ଏସବୁ ରିଗାର୍ଡିଂ କିଛିଟା ଅଛି। ସ୍କିମ୍ ଟା କଥା ଖାଲି କହୁଛି।
2027 পর্যন্ত অমୃତ 2.0 ଟା କରାହେଇଛି। ତ ଏଇଟା ମନେ ରଖିବେ। ତାପରେ 16th ଫାଇନାନ୍ସ କମିଶନ, ତ ଆ ରିଗାର୍ଡିଂ ବେଶୀ କିଛି କରିବାର ନାହିଁ, ଖାଲି ମନେ ରଖିବେ ଅରବିନ୍ଦ ପାନଗାରିଆ କରିଥିଲେ। ଆଉ ଏଇଥିରେ ମୁଁ କନସେପ୍ଟ ଜିନିଷ ଫାଇନାନ୍ସ କମିଶନ ପ୍ରଥମ ହେଲା 280 ରେ ଅଛି କନଷ୍ଟିଟ୍ୟୁସନାଲ ବଡି। ଆଉ ଗ୍ରାଣ୍ଟ ଇନ୍ ଏଡ୍ ଯୋଉ ସେଣ୍ଟର ଆମ ଷ୍ଟେଟ କୁ ଗ୍ରାଣ୍ଟ ଦିଏ ମାଗଣାରେ ଦେଇଦିଏ ଯେଟା, ସେଇଟା 275 ରେ ଅଛି। ଏଇଟା ଏବେ ଆମେ ପୂର୍ବ ପଲିଟି କ୍ଲାସ ରେ ପଢିଲେ। ଷ୍ଟେଟ ଫାଇନାନ୍ସ କମିଶନ ର ଆର୍ଟିକଲ କଣ? 243 ଆଇ ପଞ୍ଚାୟତ ପାଇଁ, 243 ୱାଇ ମ୍ୟୁନିସିପାଲିଟି ପାଇଁ। ତ ଏଇଟା ଜାଣିଲେ। ଆଉ 275 ୱାନ୍ ରେ ଷ୍ଟେଟ ମାନଙ୍କୁ ପଞ୍ଚାୟତ ମାନଙ୍କ ପାଇଁ ଗ୍ରାଣ୍ଟ ଇନ୍ ଏଡ୍ କଥାଟା ପଢିଲେ। ତ ଏଇଟା ରିଭିଜନ ହେଇଗଲା। ତ ଆଉ କିଛି ନାହିଁ। ଆଉ କ୍ରାଇଟେରିଆ ଫର 15th ଆଉ 16th ଫାଇନାନ୍ସ କମିଶନ ଭିତରେ ଡିଫରେନ୍ସ ଟା ପକେଇବ। ଦେଖନ୍ତୁ କୋଉଟା ରହିଛି କୋଉଟା ନାହିଁ। ଏଇଠି କଟିଲା କୋଉଟା? ଟ୍ୟାକ୍ସ ଆଉ ଫିସ୍କାଲ ଏଫର୍ଟ କଟି ଯାଇଛି, ନୂଆ ଆଡ କରିଥିଲା କଣ୍ଟ୍ରିବ୍ୟୁସନ ଟୁ ଜିଡିପି, ଏଇଟା ଜାଣିଛନ୍ତି। ଆଉ ଇନକମ ଡିଷ୍ଟାନ୍ସ କମିଲା 42.5 କରାଯାଇଛି, ପପୁଲେସନ କୁ ବଢେଇଛି 17.5, ଡେମୋଗ୍ରାଫି ପରଫର୍ମାନ୍ସ କମିଛି, ଆଉ ଏରିଆ ୱାଇଜ 10% କମିଛି, ଆଉ ଫରେଷ୍ଟ ଟା କନଷ୍ଟାଣ୍ଟ ଅଛି। ତ ଏଇ ସବୁ ଭିତରେ ଷ୍ଟେଟମେଣ୍ଟ ସେ ପକେଇବ। ଫାଇନାନ୍ସ କମିଶନର ଭିତରକୁ ଯାଉନି, ବିକଜ ଆଇ ଏକ୍ସପେକ୍ଟ ୟୁ ଟୁ ଡୁ ଦିସ୍, ମାନେ ଏଇଟା ତମର ହେଇଯାଇଥିବା ଦରକାର। ବିକଜ ନ୍ୟୁଜ ବହୁତ ପୁରୁଣା, ଆଉ ଉପରେ ଅଧିକ କ୍ୱେଶ୍ଚିନ୍ ଆସି ବି ସାରିଲାଣି। ଆଉ ଏବେ ବି ମୋର ଆଶା ଅଛି କି ତମେ ସେ କ୍ୱେଶ୍ଚିନ୍ ସବୁ କରିପାରୁଥିବ। ତ ଯିଏ ବି ଧର ନ ହଉଛି ଏସବୁ ଟିକେ ଆନାଲିସିସ୍ କରିଦିଅନ୍ତୁ। ଆଉ ଉପରେ ମାନେ ଚାଟ୍ ଜିପିଟି ରେ ସିମ୍ପଲ ମାରିବେ କି ପ୍ରୋଭାଇଡ ମି 50 ବା 30 ବେସିକ ଏମସିକ୍ୟୁ ଅନ୍ 16th ଫାଇନାନ୍ସ କମିଶନ। ଓକେ, ଏଇଟା ଯାହା କ୍ୱେଶ୍ଚିନ୍ ଦେଇଥିବ ସେ ଆରି ଉପରେ ସବୁ କ୍ୱେଶ୍ଚିନ୍ ବୁଲେଇ ବଙ୍କେଇ ଦେଇଥିବ ଏଇଟା। ତାପରେ ଆଉ ଆମର ଆର୍ଟିକଲ ବଗେରା ଏଇଟା ଦେଇଥିବ ବେସିକ୍ସ ଟା, ଆର୍ଟିକଲ 275, ଆର୍ଟିକଲ 280, ଏଇଟା ସବୁ ଜାଣିଲେ। ଆଉ ହରାଇଜେଣ୍ଟାଲ ଭର୍ସେସ ଭର୍ଟିକାଲ ଡିଭଲ୍ୟୁସନ କଣ? ଭର୍ଟିକାଲ ଡିଭଲ୍ୟୁସନ କଣ? ଡିଭଲ୍ୟୁସନ ମାନେ କଣ? ମାନେ ସେଣ୍ଟର ଠାରୁ ଆମର ସେଣ୍ଟର ଯାହା ବି ଟ୍ୟାକ୍ସ ଫ୍ୟାକ୍ସ କଲେକ୍ଟ କଲା ତାର ପାଖରେ ବହୁତ ପଇସା ହେଇଗଲା। ଓକେ, ସିଏ ଆମର ଷ୍ଟେଟ କୁ ଦିଏ ଖର୍ଚ୍ଚ କରିବା ପାଇଁ, ଷ୍ଟେଟ୍ସ ହେଲା। ତ ଷ୍ଟେଟ୍ସ ମାନଙ୍କୁ ଦବ, ଏଇଟା କହିଲେ ଭର୍ଟିକାଲ ଡିଭଲ୍ୟୁସନ। ଏଇଟା କହିଲେ ଭର୍ଟିକାଲ ଡିଭଲ୍ୟୁସନ। ଭର୍ଟିକାଲ ଡିଭଲ୍ୟୁସନରେ କଣ କଣ ଯାଉଛି ନା ଆମର ସେ ସେୟାର କୁ ଯୋଉ ଟ୍ୟାକ୍ସ କୁ ସେୟାର କରୁଛନ୍ତି ସେଇଟା ଦଉଛି, ଗ୍ରାଣ୍ଟ ଇନ୍ ଏଡ୍ ବି ଯାଉଛି। ଏଇ ଯୋଉଟା ଦେଖୁଛନ୍ତି ଆମେ ଆର୍ଟିକଲ 275, ତ ସିଏ ସବୁ দিব। ତ କିନ୍ତୁ ଷ୍ଟେଟ ସବୁ ଷ୍ଟେଟ କୁ ଇକ୍ୱାଲି ଦବନି, ସେ ଷ୍ଟେଟ୍ସ 1 କୁ କିଛି ଦବ, ଷ୍ଟେଟ୍ସ 2 କୁ କିଛି ଦବ, ଷ୍ଟେଟ୍ସ 3 କି କିଛି ଦବ, 4 କୁ। ଏ ଷ୍ଟେଟ ମାନଙ୍କୁ କେତେ କେତେ ମିଳିବ ସେଇଟା ହଉଛି ହରାଇଜେଣ୍ଟାଲ ଡିଷ୍ଟ୍ରିବ୍ୟୁସନ, ହରାଇଜେଣ୍ଟାଲ ଡିଭଲ୍ୟୁସନ ହେଲା। ଏଇ ହରାଇଜେଣ୍ଟାଲ ଡିଭଲ୍ୟୁସନ ଟା କେତେ ହଉଛି ଏଇଟା କିଏ ଡିସାଇଡ କରୁଛି? ଏଇଟା ଡିସାଇଡ କରୁଛି ଆମର ଫାଇନାନ୍ସିଆଲ କମିଶନ। ଫାଇନାନ୍ସିଆଲ କମିଶନ ଡିସାଇଡ କଲା। ଏବେ 16th ଫାଇନାନ୍ସିଆଲ କମିଶନ ହେଇଥିଲା। ସେ ଏଇ ସବୁ କ୍ରାଇଟେରିଆ ନେଇକି କରିଛି। କେତେଟା କ୍ରାଇଟେରିଆ? 1 2 3 4 5 6, 6ଟା। ଏଇଟା ଡିଲିଟ ହେଇଯାଇଛି। ଇଏ ଉପର 6ଟା ଥିଲା କାର 15th ଫାଇନାନ୍ସ କମିଶନ 21 26। ଏ 6ଟା ନୂଆଟା କିଏ ଇଣ୍ଟ୍ରୋଡ୍ୟୁସ କରାଗଲା? ଏଇଟା। କୋଉରା ସବୁ କମିଛି? ଏଇଟା 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 କମିଛି। କୋଉଟା କନଷ୍ଟାଣ୍ଟ ରହିଛି? ଫରେଷ୍ଟ କଭରଟା କନଷ୍ଟାଣ୍ଟ ରହିଛି। ବଢିଛି କୋଉଟା? ପପୁଲେସନ ବଢିଛି। ଏଇ ସବୁ କ୍ୱେଶ୍ଚିନ୍ ସବୁ ପକାଏ ହେଲା। ତ ସିଏ ଗଲା। ତାପରେ ଏଇଠି କିଛିଟା ଆଉ କି ହାଇଲାଇଟ୍ସ କଣ ସବୁ ଦେଇଛି ତାକୁ ଟିକେ ଦେଖିଦେବେ। ଆଉ ତାର ଅରବିନ୍ଦ ପାନିଗ୍ରାହୀ ତ ହେଡ୍ ଥିଲେ, ସେ ସବୁ ଜିନିଷ ଆମେ ଦେଖିଥିଲେ। ତ କ୍ୱେଶ୍ଚିନ୍ କିଛି କଲେ ଆଉ କିଛି ଡାଇମେନସନ୍ସ କ୍ଲିୟର ହେଇଯିବ ତମର, ସେଇଟା ଦେଖିବ। ଓକେ, ତ ତାପରେ ଡେଲିମିନେସନ ଡିବେଟ୍, ସାର୍ପେନ୍ସ ନର୍ଥ ସାଉଥ ଡିଭାଇଡ। ଆମେ ଡେଲିମିନେସନ ର ମୁଖ୍ୟ ପ୍ରୋବ୍ଲେମ କଣ ହଉଛି ନା ଆମର ଯୋଉ ଇଣ୍ଡିଆ ହେଲା, ତ ଇଣ୍ଡିଆର ମୁଖ୍ୟ ପ୍ରୋବ୍ଲେମ ଆମର ଯୋଉ ହେଇଛି ନର୍ଥ ଭର୍ସେସ ସାଉଥ। କଣ ନା ଡେଲିମିନେସନ ମାନେ କଣ? ଡେଲିମିନେସନ ମାନେ ହେଲା ଆମର ଇଚ୍ କନଷ୍ଟିଚୁଏନ୍ସି ହିସାବରେ ସବୁକୁ ଡିଭାଇଡ ହବ। ମୁଁ ଆମର କନଷ୍ଟିଚୁଏନ୍ସି ପଢେଇ ଦେଇଛି। ଦେଖନ୍ତୁ ପାର୍ଲିଆମେଣ୍ଟ ଆଉ ଷ୍ଟେଟରେ କନଷ୍ଟିଚୁଏନ୍ସି ମାନେ ଯୋଉ ଆମର ଗୋଟେ ଥାଏ ପାର୍ଲିଆମେଣ୍ଟ ପାଇଁ କନଷ୍ଟିଚୁଏନ୍ସି, ଆଉ ଗୋଟେ ହଉଛି ଆସେମ୍ବଲି ପାଇଁ କନଷ୍ଟିଚୁଏନ୍ସି। ତ ଡେଲିମିନେସନ ସେ କରିବ ପାର୍ଲିଆମେଣ୍ଟ ପାଇଁ। ଏବେ ହଉଛି କଣ ଡେଲିମିନେସନ। ଓକେ, ସେ କନଷ୍ଟିଚୁଏନ୍ସି ଡିଭାଇଡ କେମିତି ହୁଏ? ସେ ଖାସ କରି ପପୁଲେସନକୁ ନେଇକିରି ଡେଲିମିନେସନ ହୁଏ। ମାନେ କେତେ ଆମର ଯୋଉ ପପୁଲେସନ ତାଙ୍କ ଲିଡରକୁ ଚୁଜ କରିବେ ନା। ତ ଏଠି ଧର ଗୋଟେ ଏରିଆରେ ଅଛନ୍ତି ଆମର 100 ପପୁଲେସନ, ଏଠି ଗୋଟେ ଏରିଆରେ ସେତିକି ଏରିଆ ଏରିଆ ସମାନ, କିନ୍ତୁ ଏଠି ଅଛନ୍ତି 10 ପପୁଲେସନ। ତ ଏଇ 100 ପପୁଲେସନ ଯଦି 10 ପପୁଲେସନ ଗୋଟେ ଲୋକକୁ ଚୁଜ କରୁଛନ୍ତି, ଏ 100 ପପୁଲେସନ ସେ ସେତିକି ଏରିଆ ନେଲେ ତ ଗୋଟେ ଲୋକ ଚୁଜ କଲେ ସେଟା ପ୍ରୋବ୍ଲେମ ହବ ନା। ତାକୁ ଆକୁ 10 ଭାଗରେ ବିଭକ୍ତ କରାଯିବ, କାରଣ ପାଖାପାଖି ସେଇ 10 ଯେମିତି 10 ରୁ ଜଣେ ଆସୁଥିବେ। ଆମର ଯଦି କନଷ୍ଟାଣ୍ଟ ରଖିବା କି 10 ରୁ ଜଣେ ଆସିବେ, ଗୋଟେ ଏକ୍ସାମ୍ପଲ ଦଉଛି। ଆମ ପାର୍ଲାମେଣ୍ଟକୁ ସିଟ୍ କେତେ? 543। ତ ଆମ ଅଲ ଓଭର ଇଣ୍ଡିଆ 543 କନଷ୍ଟିଚୁଏନ୍ସି, 543 ରୁ କିଛିଟା ଛାଡିଦେଲେ ମନେକର, ହଁ 543ଟା କନଷ୍ଟିଚୁଏନ୍ସିରେ ଡିଭାଇଡ ହେଇଛି। ସେଥିରେ ଓଡିଶା କେତେଟା? 21 କନଷ୍ଟିଚୁଏନ୍ସି ଡିଭାଇଡ ହେଇଛି। ଓଡିଶାର ଲୋକସଭାରେ ସିଟ୍ କେତେ? 21। ତ କଥାଟା ହେଲା କି
ଏଇ ଯୋଉ କନଷ୍ଟିଟ୍ୟୁଏଣ୍ଟ ଡିଭାଇଡ କେମିତି ହୁଏ ନା ଗୋଟେ ଅଲ୍ ଓଭର ଇଣ୍ଡିଆରେ ଏଇ କନଷ୍ଟିଟ୍ୟୁଏନ୍ସି ଗୁଡିକରେ ପପୁଲେସନ ହାରାହାରି ସମାନ ଥାଏ ତ ହେଲା। ତ ଏବେ ପ୍ରୋବ୍ଲେମ କଣ ହଉଛି ଏବେ ପ୍ରୋବ୍ଲେମ ହଉଛି ନର୍ଥ ସାଉଥ ଭିତରେ ଡିଭାଇଡ ହେଇଗଲା ବେଳୁ ଏଇଠି ଦେଖ ନର୍ଥ ସାଉଥ ଡିଭାଇଡ ହେଲା ଏଠି ପପୁଲେସନ ହାଇ ପପୁଲେସନ ଏଠି ପପୁଲେସନ କଣ ଲୋ ପପୁଲେସନ ଇଏ ପପୁଲେସନ କଣ୍ଟ୍ରୋଲ ବି ଭଲ କରୁଛନ୍ତି। ଆମର କେରଳ ଆନ୍ଧ୍ର ତାମିଲନାଡୁ କର୍ଣ୍ଣାଟକା ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଏମାନେ ପପୁଲେସନ କଣ୍ଟ୍ରୋଲ କରିସାରିଲେଣି। ଏଠି ପପୁଲେସନ ପୁରା କମ ଅଛନ୍ତି କିନ୍ତୁ ସବୁଠୁ ହାଇଏଷ୍ଟ ପପୁଲେସନ କୋଉଠି ଏଠି ଅଛନ୍ତି ଉପରେ ଉତ୍ତରପ୍ରଦେଶ ବିହାରରେ ମୁଖ୍ୟ। ତ ଯଦି ଆମେ ପପୁଲେସନ କୁ କନଷ୍ଟାଣ୍ଟ ରଖି ଦଉଛେ ତାହେଲେ ଏମପିଙ୍କ ସଂଖ୍ୟା ଖାସ କରି ଏମପି ମାନେ ମେମ୍ବର ଅଫ ପାର୍ଲାମେଣ୍ଟଙ୍କ ସଂଖ୍ୟା ନର୍ଥ ରେ ଅଧିକା ହେଇଯିବ ସାଉଥ ରେ କମ ହେଇଯିବ। ଏଇ ପପୁଲେସନ ରେସିଓ ଦେଖିଲେ ଦେଖିଲେ ତ ଆଉ ଡେଲିମିନେସନ ଏବେ କୋଉଟା କରୁଛି 1971 ଅନୁସାରେ ଚାଲିଛି ଓକେ। ସେଟା 2006ରେ ସରିବା କଥା 6ରେ ଆଉଟ କରିଦିଆଗଲା କି 2026 ଯାଏ ଏଟାକୁ ଫ୍ରିଜ କରାଯାଇଛି ହେଲା ମାନେ 2011 ପରେ ଇଲେକ୍ସନ ଯୋଉ ସେନ୍ସସ୍ ଆସିବ ସେ ପପୁଲେସନ ଅନୁଯାୟୀ ହବ ବୋଲି। ତ ଏବେ ଡେଲିମିନେସନ କମିଶନ ହଉଛି ତ ସାଉଥ ବାଲା ତାକୁ ବିରୋଧ କରୁଛନ୍ତି ସେ କହୁଛନ୍ତି ଆମର ଏମପିଙ୍କ ପ୍ରପୋର୍ସନ କମିଯିବ ତ ସେଥିପାଇଁ ସେ ମୁଖ୍ୟ ବିରୋଧ ହଉଛି ସେଇଟା। ତ ବୁଝିଲେ ଆଉ ତା ଛଡା ତମକୁ ବି ବୁଝିବାକୁ ପଡିବ ଡେଲିମିନେସନ କମିଶନ ଆର୍ଟିକଲ କଣ କୋଉଠି ଅଛି। ତ ମନେ ରଖିବେ ଡେଲିମିନେସନ କମିଶନ କନଷ୍ଟିଟ୍ୟୁସନ ଆର୍ଟିକଲ 82 ଏଟା ଆର୍ଟିକଲ 82 ରେ କଣ ପାଇଁ ପାର୍ଲିଆମେଣ୍ଟାରୀ କନଷ୍ଟିଟ୍ୟୁଏଣ୍ଟ ପାଇଁ ପାର୍ଲିଆମେଣ୍ଟ ପାଇଁ କନଷ୍ଟିଟ୍ୟୁଏନ୍ସି ପାଇଁ ସେମିତି 170 ରେ କୋଉଠି ଆସେମ୍ବଲି ପାଇଁ ଡେଲିମିନେସନ। ତ ଏଟାକୁ ବୁଝିବେ ଆର୍ଟିକଲ 82 170 ଏଟା ପୁରା ମନେ ରଖନ୍ତୁ ଏଇଟା ବହୁତ ନ୍ୟୁଜରେ ପୁରା କନଷ୍ଟାଣ୍ଟଲି ଅଛି। ମୁଁ ମୋର ଯେତେବେଳେ ପଲିଟିରେ ଆଣିବି ଏଇ କ୍ଲାସଟା ଇଲେକ୍ସନ କ୍ଲାସଟା ସେଟା ଏଟା କରେଇବି ଓକେ। ତ 1971 କୁ ଫ୍ରିଜ କରାଯାଇଥିଲା ରେସନାଲି କିଛି ମନେ ରଖିବା ଦରକାର ନାହିଁ। ମୁଁ ଯେମିତି କହିଲି ଏବେ ଯାହା ବି ଆମର ଡେଲିମିନେସନ ଅଛି ଆମର 21ଟା କନଷ୍ଟିଟ୍ୟୁଏନ୍ସି ଅଛି ଯାହା ବି ଅଛି ସେ 1971 ପପୁଲେସନ ଅନୁସାରେ ଭାବନ୍ତୁ। ତ ଏଇ କୋଅପରେଟିଭ ଫେଡରାଲିଜିମକୁ ପ୍ରୋବ୍ଲେମ ହଉଛି ବୋଲି ଏଇଟା ଦେଇଛି। ତ ଏଇଠି ଡେଲିମିନେସନ ଅଫ ଲୋକସଭା ଏଇଟା ଦେଖନ୍ତୁ ସିଟ୍ ଫ୍ରୋଜେନ୍ ସିନ୍ସ 1976 1976 ରେ 47 କନଷ୍ଟିଟ୍ୟୁସନ ଆମେଣ୍ଡରେ ଏକ୍ସଟେଣ୍ଡେଡ ଟୁ 2026 84th ଆମେଣ୍ଡମେଣ୍ଟରେ 2026 ଯାଏ ଫିକ୍ସ କରାଯାଇଥିଲା ହେଲା ନା ତ ଏଇଟା ମନେ ରଖିବେ। ତାପରେ ତ ରିପ୍ରେଜେଣ୍ଟେସନ ଫିସ୍କାଲ ଫେଡରାଲିଜିମ ଆଇଡେଣ୍ଟିଟି ପଲିଟିକ୍ସ ଏଇଟା ନେଇକି ପ୍ରୋବ୍ଲେମ ହଉଛି ବେଶୀ ମନେ ରଖିବା ନାହିଁ ଇସ୍ୟୁଟାକୁ ଟିକେ ଜାଣି ଦିଅନ୍ତୁ ବାସ୍ ହେଲା ନର୍ଥ ଭର୍ସେସ ସାଉଥ କଣ। ତାପରେ ସେନ୍ସସ୍ 2027 ଏନୁମରେସନ ସେଲ୍ଫ ଏନୁମରେସନ କଣ। ତ ଏଇଟା ସେମିତି ବେଶୀ କିଛି ପଢିନ ପରେ ସେନ୍ସସ୍ ବିଷୟରେ ପକେଇ ତ ଦେଇପାରେ କିନ୍ତୁ ଆଜ वी आर ମାନେ ଷ୍ଟୁଡେଣ୍ଟସ୍ ଏଜୁକେଟେଡ୍ ପିପଲ वी आर प्रिपेयरिंग फॉर एग्जाम ଆଉ ସେନ୍ସସ୍ ଚାଲିଛି ତା ବିଷୟରେ ଟିକେ ଜାଣିଦବା ବସ୍ ହେଲା କିଛି ବି କ୍ୱେଶ୍ଚିନ୍ ହେଇପାରେ। ସେନ୍ସସ୍ ଅଫ ଇଣ୍ଡିଆ ଏଇଟା କୋଉଥିରେ ହଉଛି ପ୍ରଥମ ହେଲା ସେନ୍ସସ୍ ଆକ୍ଟ 1948 ବାଇ ଦ ଅଫିସ କିଏ କରୁଛି ଅଫିସ ଅଫ ଦ ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ ସେନ୍ସସ୍ କମିଶନର ଅଛନ୍ତି ଜଣେ ସିଏ ମିନିଷ୍ଟ୍ରି ଅଫ ହୋମ ଆଫେୟାର୍ସ ଅଣ୍ଡରରେ ଓକେ। ଆଉ ପପୁଲେସନ ସେନ୍ସସ୍ ଗୋଟେ ୟୁନିୟନ ଲିଷ୍ଟ ଏଇଟା ସେଣ୍ଟରର କାମ ଷ୍ଟେଟର ନୁହେଁ ମନେ ରଖିବେ। ସେନ୍ସସ୍ କୋଉ ଲିଷ୍ଟ ୟୁନିୟନ ଲିଷ୍ଟ କଣ ଆମର ଯୋଉ ଡିଭାଇଡ କରାହେଇଛି କୋଉଥିରେ ସେଡ୍ୟୁଲ 7 ଲାଷ୍ଟ ପଲିଟି କ୍ଲାସରେ ପଢେଇଛି ଏଇଟା ନିହାତି ଦେଖିବେ। ସେଲ୍ଫ ଏନୁମରେସନ କଣ ତମେ ବି କରିଥିବ ଡିଜିଟାଲ ଅପସନ ଆଲାଉଇଂ ହାଉସ ହୋଲ୍ଡ ଟୁ ସବମିଟ ଦେୟାର ଓନ୍ ଡାଟା। ସେମାନେ ଯୋଉ ଆସୁଛନ୍ତି ସେନ୍ସସ୍ ଲୋକମାନେ ଆସିବେ ଡାଟା ନେବା ପାଇଁ ତମକୁ ଦିଆହେଇଛି କି ତମେ ନିଜ ମୋବାଇଲରେ ବି କରିପାରୁ ତ ରେଡ୍ୟୁସ ଏନୁମରେଟର ମଡେଲ ବର୍ଡନ ଯୋଉମାନେ ଆସୁଛନ୍ତି ଆମ ଘରକୁ ସେନ୍ସସ୍ ଡାଟା ପଚାରିବା ପାଇଁ ତାଙ୍କ ଉପରେ ବର୍ଡନ କମିଯିବ ଓକେ। ଆଉ 2 ଫେଜେସ ରେ ହବ ଏଠି ମନେ ରଖିବେ ସେନ୍ସସ୍ ଟା 2 ଫେଜେସ ହଉଛି ଏଇଟା ପକେଇ ଦେଇପାରେ କଣ ଗୋଟାଏ ହଉଛି ହାଉସ ଲିଷ୍ଟିଂ ଆଣ୍ଡ ହାଉସିଂ ସେନ୍ସସ୍ ତମର ହାଉସକୁ ଲିଷ୍ଟ କରିବେ ଆଉ ଓଭରଅଲ ହାଉସ ଉପରେ ଗୋଟେ ଆଇଡିଆ ଦେବେ ଆଉ ଫଲୋଡ ବାଇ ପପୁଲେସନ ଏନୁମରେସନ କେତେ ପପୁଲେସନ ହେଲେ ଅଛନ୍ତି କିଏ ସବୁ ଅଛନ୍ତି ସେଇଟା ପଚାରିବେ ଓକେ। ପ୍ରଥମେ ହାଉସ ଆଉ ହାଉସ ଲିଷ୍ଟ କରିବେ ତାପରେ ପପୁଲେସନ ଦିଟା ଇଏ। ତାପରେ କାଷ୍ଟ ଏନୁମରେସନ ସେନ୍ସସ୍ 2027 is set to include caste data for the first time after 1931 ତ ଏଇଟା ଗୋଟେ ଭଲ ଡାଟା 1931 ରେ ପ୍ରଥମ କାଷ୍ଟ ଡାଟା ମନେ ହେଇଥିଲା। ତ ତାପରେ ଆଉ କାଷ୍ଟ ଡାଟା ବହୁତ ଇମ୍ପୋର୍ଟାଣ୍ଟ ଆମର ଯାହା ବି ରିଜର୍ଭେସନ ରହୁଛି ସବୁଠି କେତେ ପରସେଣ୍ଟ ରିଜର୍ଭେସନ ହବା ଦରକାର କେତେ ନାହିଁ ତା ସହିତ ୱେଲଫେୟାର ସ୍କିମ୍ ସବୁ ଗଭର୍ଣ୍ଣମେଣ୍ଟର ରହୁଛି କେତେ ଆମେ ୱେଲଫେୟାର ଏତିକି ପପୁଲେସନ ଏଇଠି ଅଛି ତାଙ୍କୁ ଆମେ ଏତିକି ଟାର୍ଗେଟ କରିବା ବଟ୍ ସେ ପପୁଲେସନ 1971 ର ତା ଭିତରେ ଡାଇନାମିକ୍ସ ବହୁତ ଚେଞ୍ଜ ହେଇଗଲାଣି ତ ସେଇଟା ପାଇଁ ଆମର ଏଇଟା ଦରକାର। ଫାଷ୍ଟ ସେନ୍ସସ୍ କେବେ ହେଇଥିଲା 1872 ଆଉ ଫାଷ୍ଟ ଅଫିସିଆଲ ସେନ୍ସସ୍ କେବେ ହେଇଥିଲା ନା 1881 ହେଲା ମାନେ ଅଫିସିଆଲ ସେନ୍ସସ୍ ଆରମ୍ଭ ହେଇଥିଲା ଏଠି ଗୋଟେ ଏକ୍ସପେରିମେଣ୍ଟାଲ ବେସିସରେ କରାଯାଇଥିଲା କିନ୍ତୁ 1881 ରେ କରାଯାଇଥିଲା। ତ ଆପଣଙ୍କୁ ମୁଁ ଟାସ୍କ ଦେଲି କୋଉ ଆମର ସେତେବେଳେ ଗଭର୍ଣ୍ଣର ଜେନେରାଲ ବା ସେକ୍ରେଟାରୀ ଅଫ ଷ୍ଟେଟ କିଏ ଥିଲେ ସେତେବେଳେ ହେଲା କିଏ ଥିଲେ ଏଇଟା ସରି ସେକ୍ରେଟାରୀ ଅଫ ଷ୍ଟେଟ କଣ କହୁଛି ଆମର ଗଭର୍ଣ୍ଣର ଜେନେରାଲ କିଏ ଥିଲେ ହେଲା ତାଙ୍କୁ କହିବେ କିଏ ଥିଲେ ମତେ କମେଣ୍ଟ କରିବେ ଓକେ। ତ ମୁଁ ଜାଣିବି ଯେ ତମେ ପଢୁଛ।
ତାପରେ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପବ୍ଲିଶେସ୍ ଫାଷ୍ଟ କମ୍ପ୍ରେହେନ୍ସିଭ କାଟାଲଗ ଅଫ ଇଣ୍ଡିଆସ୍ ବଟରଫ୍ଲାଇଜ୍ ଆଣ୍ଡ ମଥ୍ସ। ଏଇଟା ମନେ ରଖିବ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଏଇଟା କରିଛି। କାଟାଲଗ ଅଫ ଆମର ଲେପିଡୋପ୍ଟେରା ତାକୁ କହୁଛନ୍ତି, ଲେପିଡୋପ୍ଟେରା ମାନେ ବଟରଫ୍ଲାଇ ଆଉ ମଥ ମାନଙ୍କୁ, ଯୋଉ ଆମର ପ୍ରଜାପତି ଆଉ ମଥ ମାନେ ସେ ଯୋଉ ଗୋଟେ ଗୋଲିଆ ହେଇକି ସେଠୁ ଜନ୍ମ ହୁଅନ୍ତିନି, ତାଙ୍କ ରୂପ ଚେଞ୍ଜ କରନ୍ତି, ସେଟା ମଥ କୁହନ୍ତି। ତ ତାର ଗୋଟେ କାଟାଲଗ ବନେଇଲା ପୁରା, ଆମର ଇଣ୍ଡିଆରେ କେତେ କଣ ମିଳେ କଣ, କିଏ? ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ। ଏବେ ହିଁ ତାର ନ୍ୟୁଜରେ ଥିଲା, ମନେ ଅଛି ଯୋଉ ତ ନାଇଁ ସେଟା ନୁହେଁ, ଆଫ୍ଟର 12 ଇୟର ୱାର୍କ କରିକି ଏଟା କରିଛନ୍ତି। ଇଣ୍ଡିଆ ହୋଷ୍ଟ 1417 ବଟରଫ୍ଲାଏ। ଦେଖ ହାଇଲାଇଟ କଣ କରୁଛି, 12,286 ମଥ ସ୍ପେସିସ୍ ଆକ୍ର 3,750 ଜେନେରାଲ। ତ ଏଇଟା 1417 ବୋଲି ଗୋଟେ ମନେ ରଖିଦିଅନ୍ତୁ, 12,200 ବୋଲି ମନେ ରଖିଦିଅନ୍ତୁ ସେମାନେ। ଆଉ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ 1916ରେ ହେଇଥିଲା, ଅଣ୍ଡର ଦ ମିନିଷ୍ଟ୍ରି ଅଫ ଏନଭାରନମେଣ୍ଟ ଫରେଷ୍ଟ ଆଣ୍ଡ କ୍ଲାଇମେଟ ଚେଞ୍ଜ। ଆଉ ଏଇଟା ଗୋଟେ ଜୁଲୋଜିକାଲ ସର୍ଭେ, କିନ୍ତୁ କୋଉଠି ଅଛି? ଆନିମାଲ ହଜବେଣ୍ଡ୍ରି ସବୁ ଭାବିବେ, ବଟ୍ ନୁହଁ, ଏଇଟା MOEFCC ମାନେ ମିନିଷ୍ଟ୍ରି ଅଫ ଏନଭାରନମେଣ୍ଟ ଫରେଷ୍ଟ ଆଣ୍ଡ କ୍ଲାଇମେଟ ଚେଞ୍ଜ, ଏଇଟା ମନେ ରଖିବେ। ତାପରେ ମେଗା ଡାଇଭର୍ସ କଣ୍ଟ୍ରି ଇଣ୍ଡିଆର ୱାନ୍ ଅଫ ଦ 17 ଆମର 17ଟା ନେସନ ଅଛି ମେଗା ଡାଇଭର୍ସ ନେସନ ଭିତରୁ ଇଣ୍ଡିଆ ଗୋଟେ। କେତେଟା? 4ଟା ହଟସ୍ପଟ ବାଇ ହଟସ୍ପଟ ଏଠି ମିଳେ, ହଟସ୍ପଟ ମିଳେ। ତ ଏଇଟା ବୁଝିଗଲେ ହେଲା। ତାପରେ ବିକ୍ରମ ସାରାଭାଇ ମେଡାଲ ଫର ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ, ଏଇଟା ମୁଁ ଅଲରେଡି କଭର କରିଛି। ଏଇଟା କୋଉଟା? କୋସ୍ପାର ମେଡାଲ ହେଲା। କୋସ୍ପାର ମାନେ କଣ? କମିଟି ଅନ ସ୍ପେସ ରିସର୍ଚ୍ଚ ହେଲା, an international scientific organization established under the International Science Council. International Science Council ର part to promote global cooperation in space research and peaceful। ତ ଏ ମେଡାଲଟା ପ୍ରେଷ୍ଟିଜିୟସ୍ ଇଣ୍ଟରନ୍ୟାସନାଲ ଆୱାର୍ଡ। ବିକ୍ରମ ସାରାଭାଇ ଭାବିବେ ଇଣ୍ଡିଆର ଗୋଟେ ମେଡାଲ, ନା ଏଇଟା ଇଣ୍ଟରନ୍ୟାସନାଲ ମିଡିଆ ଆୱାର୍ଡ ଗୋଟେ ହେଲା। ଏଇଟା କିଏ ପାଇଲେ? ଇଏ ପାଇଲେ ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ, ଏଇଟା ମୁଁ କହିସାରିଛି। ଇଏ ଫାଷ୍ଟ ଇଣ୍ଡିଆନ ଓମେନ ହେଲା, ଆଉ ଗ୍ଲୋବାଲରେ 4th ଓମେନ ହେଲା, ଏମିତି ଜାଣିଲେ। ଦେନ୍ ଇଣ୍ଡିଆ ଫ୍ଲାଗ୍ ଶିପ୍ ସିଙ୍କ୍ସ ଆଫ୍ଟର ଆଟାକ୍ ଇନ୍ ରେଡ୍ ସି। ରେଡ୍ ସି ରେ ଆଟାକ୍ ରେ ଇଣ୍ଡିଆର ଜାହାଜ ବୁଡ଼ିଗଲା। ଇଣ୍ଡିଆର ଫ୍ଲାଗ ବାଲା ଜାହାଜ 14 ଜଣ ରେସ୍କ୍ୟୁ ହେଇଛନ୍ତି ହେଲା। ତା ଭିତରୁ 13 ଜଣ ଇଣ୍ଡିଆର ଥିଲା, ଆଉ ୟେମେନ କୋଷ୍ଟର। ତ ଏଠି ମୁଁ କାହିଁକି ଏଟା ଇନକ୍ଲୁଡ କରିଛି, ଏଇଟା ମ୍ୟାପ ୱାର୍କ ପାଇଁ ଇନକ୍ଲୁଡ କରିଛି। ଦେଖ ଏଇଟା ହଉଛି ରେଡ୍ ସି। ରେଡ୍ ସି ଏଇ ଜୋନଟା ଆମର ମାନେ ବହୁତ ଇମ୍ପୋର୍ଟାଣ୍ଟ ହେଇଯାଉଛି, ଏଠି ୱାର ବଗେରା ଚାଲିଛି। ତ ଏଠି ରେଡ୍ ସି ଏଇଟା ହେଇଗଲା, ଏଇଟା ହେଲା ଆଫ୍ରିକା, ଏଇଟା ଆମର ଏସିଆର, ଏଇଟା ସାଉଦି ଆରବିଆ। ତ ଏଇଟା ହେଇଗଲା ଆଫ୍ରିକା, ଏଇଟା ସାଉଦି ଆରବିଆ, ଏଇଟା ତା ଭିତରେ ହେଲା ରେଡ୍ ସି ହେଲା। ରେଡ୍ ସି କି ଏଠି ଦେଖ ଗଲ୍ଫ ଅଫ, ଏଠି ମୁଁ ଏତେ ହାଫ ମ୍ୟାପ ଦେଖିଛି, ମୁଁ ଟିକେ ତ ଦେଖ ଦିସ୍ ଇଜ ଆମର ମିଡିଲ ଇଷ୍ଟ ଗଲା, ମିଡିଲ ଇଷ୍ଟ। ଆଉ ଏଇଟା ହେଲା, ଏଇ ଯୋଉ ଜାଗାଟା ହେଲା ରେଡ୍ ସି, ସି ଏଇଟା ରେଡ୍ ସି। ଏଇଠି ଆଇଲେ ଏଠି ଛୋଟ ଓପନିଂଟା ଅଛି, ଏଇଠି ଅଛି ଗଲ୍ଫ ଅଫ ଏଡେନ। ଏଇଟା କଣ? ଗଲ୍ଫ ଅଫ ଏଡେନ। ଗଲ୍ଫ ଅଫ ଏଡେନ କୁ ରେଡ୍ ସି କୁ ଯିଏ ମାନେ କରୁଛି, এইটা ଯିଏ କନେକ୍ଟ କରୁଛି ବବ ଅଲ ମାନ୍ଦବ ଷ୍ଟ୍ରେଟ। କିଏ କନେକ୍ଟ କରୁଛି? ବବ ଏଲ ମାନ୍ଦବ। କିଏ କାହାକୁ କରୁଛି? ମାନେ ଆମର ରେଡ୍ ସି କୁ ଗଲ୍ଫ ଅଫ ଏଡେନ କୁ, ବବ ଏଲ ମାନ୍ଦବ। ତ ଉପରେ ଗଲେ ରେଡ୍ ସି ର ଉପରେ ଗଲେ ତଳ ଏଣ୍ଡରେ ରହିଲା ବବ ଏଲ ମାନ୍ଦବ। ଉପରେ ଦେଖ ଦି ପ୍ରକାର ଏମିତି ଟ୍ରାଇଙ୍ଗାଲ ହେଇକି ଅଛି। ଏଇଠି ଇସ୍ରାଏଲ ଅଛି, ଏଇଠି ଇସ୍ରାଏଲ ଏମିତି ଅଛି, ଦେଖନ୍ତୁ ଇସ୍ରାଏଲ ଏଇଠି ୱାର ଚାଲିଛି। ଆଉ ଏଇଠି କଣ୍ଟାକ୍ଟ ହେଇଛି, ଦେଖନ୍ତୁ ଏଇଠି ଉପରକୁ ପର୍ଯ୍ୟନ୍ତ ମେଡିଟେରିଆନ ସି କୁ କଣ୍ଟାକ୍ଟ କରିଛି କିଏ? ସେଟା ହଉଛି ସୁଏଜ କାନାଲ ହେଲା। ସୁଏଜ କାନାଲ ଏଇଠି ଓପନ ହେଇଗଲା ହେଲା, ହେଇଗଲା ଓପନ। ତାପରେ ଏଇ ଯୋଉ ତିନି କୋଣିଆ ଜାଗାଟା ଏଇଠି, ଏଇଟାକୁ କହୁଛନ୍ତି ସିନାଇ ପେନିନସୁଲା। ଏଇଠି ହେଇଗଲା ଗୋଟେ ଗଲ୍ଫ ଅଫ ଆକାବା। ଏଇ ଛୋଟିଆ ଯୋଉ ନମ୍ବର ରିଜନଟା ଗଲ୍ଫ ଅଫ ଆକାବା। ଏଇଠି ଯୋଉ ତିନିଟା, ଏଇଟା ସିନାଇ ପେନିନସୁଲା। ଏଇଠି ଆମର କଥା ହେଲା କି ଆମର ଏଇ ଏସିଆର ଏଇଟା ପାର୍ଟ ନା, ଏସିଆ ଆଉ ଆଫ୍ରିକା ଭିତରେ ମାନେ କଣ୍ଟ୍ରୋଭର୍ସିଆଲ ଜୋନ୍ ହଉଛି ଏଇ ସିନାଇ ପେନିନସୁଲା। ଏଇଠି କାଇରୋ ସିଟି ଅଛି, ଦେଖ ଇଜିପ୍ଟର, ଏଇଟା ଏ ତ ଇଜିପ୍ଟ ଉପରେ ଚାହୁଁଛି। ଆଉ ଏଠି ଯୋଉ ମେଡିଟେରିଆନ ସି କୁ କଣ୍ଟ୍ରୋଲ କରୁଛି ସୁଏଜ କାନାଲ, ସେଇଟା ମାନେ କୁ କଣ୍ଟ୍ରୋଲ କରୁଛି କିଏ? ଇଜିପ୍ଟ। ମାନେ ହଁ, ଇଜିପ୍ଟ ହିଁ କଣ୍ଟ୍ରୋଲ କରୁଛି। ତ ବୁଝିଗଲେ। ତ ଏଇଠି ଗଲ୍ଫ ଅଫ ଏଡେନ କୁ କଣ୍ଟ୍ରୋଲ କଲା କିଏ? ବବ ଏଲ ମାନ୍ଦେବ। ତ ରେଡ୍ ସି ପରେ ଏଇଠି ହେଲା ଗଲ୍ଫ ଅଫ ଆକାବା।
ଏଇଠି ଯୋର୍ଡାନ ରିଭର ଆସିଛି ଏଠି ଏମିତି। ତ ସେ ସୁଏଜ କାନାଲ, ଏଇଠି ସୁଏଜ କାନାଲ ହେଲା। ତ ଏଇ ସବୁ ଗୁଡାକୁ ମନେ ରଖନ୍ତୁ। ଏଇଠି ସିନାଇ ପେନିନସୁଲା ଏଇଠି ଦେଇଛି ଦେଖ, ସିନାଇ ପେନିନସୁଲା, ଏଇଟା ସୁଏଜ କାନାଲ। ତ ଏଇଠି ନୀଳ ରିଭର ଯାଇଛି ଆମର, ଦେଖ ଆଫ୍ରିକାରେ ଏଇଟା, ଆଫ୍ରିକାରେ ଏଇଟା କଟ ନୁହଁ, ଏଇଟା ଏମିତି ମିଶିକି ଅଛି। ଏଇଠି ଏମିତି ନୀଳ ରିଭର ଯାଇଛି, ଏଇଠି ଏଇଠି ନୀଳ ରିଭର ଯାଇକି ଏଠି ପଡିଛି। ତ ଏଇ ଯୋଉ କଳା ପାର୍ଟଟା ଏଇଟା କଣ, ଏଇଟା ହଉଛି ସୁଦାନ। ତ ରେଡ ସି କୁ କିଏ ଲାଗିଛି, ଇଜିପ୍ଟ ଲାଗିଲା। ଏଇଠି ମୁଁ ହାଇଲାଇଟ କରୁଛି, ଏଇଟା ଇଜିପ୍ଟ, ଏଠି ସୁଦାନ, ଏଠି ଇରିଟ୍ରିଆ, ଏଠି ଡିଜବୁଇ ଡିଜବୁଟି ହେଲା, ଏଠି ଡିଜବୁଟି, ଆଉ ଏଇ ଧଳାଟା ହଉଛି ଇଥିଓପିଆ ଆଉ ସୋମାଲିଆ। ତ କଥାଟା ହେଲା କି ଆଉ ପରେ ପଢିବା ଆମେ, ପରେ ପଢିବା ଏଇଟା ହର୍ନ ଅଫ ଆଫ୍ରିକା କଣ, ହର୍ନ ଅଫ ଆଫ୍ରିକା। ଏଇଠି ଆଫ୍ରିକାରେ ଦେଖନ୍ତୁ ଏମିତି ଗୋଟେ ବାହାରିଛି। ତ ଏଇ ଏହାକୁ କୁହନ୍ତି ହର୍ନ ଅଫ ଆଫ୍ରିକା। ସେଠି କୋଉ କଣ୍ଟ୍ରି ଅଛି, 3ଟା କଣ୍ଟ୍ରି ଅଛି, ସେଇଟା ଗୋଟେ ମନେ ରଖିବେ, ସେଇଟା ପଡେ। ତ କଥା ହେଲା ଏଠି ସବୁ ଆଟାକ ହେଇଛି, ଏଇଟା ଜାଣିଲେ। ସେପଟରେ ଆମର ଯେମିତି ପର୍ସିଆନ ଗଲ୍ଫ ଅଛି, ସେଇଟା ଆମେ ଦେଖିଥିଲେ ଅଲରେଡି। ତ ଏଇଠି 1 2 3 4 5 6 7, 7ଟା ଜିନିଷ ଏଠି ମନେ ରଖିବାର ଅଛି। ହେଲେ ଏଠି ସାଉଦି ଆରବିଆ, ଏଠି ୟେମେନ, ଏଠି ଜର୍ଡାନ, ଏଇଟା ଇସ୍ରାଏଲ, ଏମିତି ସବୁ ଅଛି। ତ ଇଏ ଗୋଟେ ମ୍ୟାପ ୱାର୍କ, ମୁଁ ଧୀରେ ଧୀରେ ମ୍ୟାପ ୱାର୍କକୁ ଯାଉଛି। ମୁଁ ଅଲରେଡି ୱାର୍ଲଡ ଜିଓଗ୍ରାଫି ମାନେ 7th ଭିଡ଼ିଓକୁ ଗଲେଣି, 8th ଭିଡ଼ିଓକୁ। ତ ଏବେ ମ୍ୟାପ ୱାର୍କ ଟିକେ କରିବି। ଆମେ କର୍ମయోଗୀ ମିଶନ କର୍ମయోଗୀ କରିଛେ। ମିଶନ କର୍ମయోଗୀ କରିସାରିଛେ, ହଁ କି ନାଇଁ? ମାନେ ଏକ୍ସାମ ରେ ପଢିଛି ଦେଖିଛେ, ସିଭିଲ ସର୍ଭିସ ସର୍ଭେଣ୍ଟ ମାନଙ୍କ ପାଇଁ ହେଇଛି। ତ ଆଦି କର୍ମଯୋଗୀ ମିଶନ ଆସିଛି, ତ ଏଇଟା ପକେଇ ଦେଇପାରେ। ତ କଣ, ପିଲା କନଫ୍ୟୁଜ ହେଇଯିବେ। ଏଇଟା ମାନେ ଆଦି ଟର୍ମ ଲାଗିଥିବ ମାନେ ସେଟା ଯୋଡିବେ ମିଶନ ଅଫ ଏ ଯୋଉ ଟ୍ରାଇବାଲ ଆଫେୟାର୍ସ କୁ, ହେଲା। କଣ ଅଲ୍ ଷ୍ଟେଟ୍ ପବ୍ଲିକ ଆଉଟରିଚ କ୍ୟାମ୍ପ ଜନ ସୁନୱାଇ ସେ ହେଲା। ତ ଆଦି ଅଣ୍ଡର ଦ ଆଦି କର୍ମଯୋଗୀ ଅଭିଯାନ ଟୁ ଡେଲିଭର ଟ୍ରାଇବାଲ ୱେଲଫେୟାର। ଆଦି କର୍ମଯୋଗୀ ଅଭିଯାନ କଣ, ଏଇଟା 2025 ସେପ୍ଟେମ୍ବର ହିଁ, ସେପ୍ଟେମ୍ବରରେ ଆସିଛି। ଓକେ, ଏଇଟାର କଣ ହେଲା ନା ସ୍କିମ୍ ସବୁ ଯାହା ସବୁ ଟ୍ରାଇବାଲ ଲୋକଙ୍କ ପାଇଁ ଅଛି, ତା ପାଖରେ ବଢିଆ ସେ ପହଞ୍ଚେଇବାର ଅଛି। ମାକ୍ସିମମ୍ ଟୁ ମାକ୍ସିମମ୍ ସ୍କିମ୍ ପହଞ୍ଚେଇବା ପାଇଁ କଣ ନା ଏଠି ସର୍ଭିସ ଡେଲିଭରି ହବ, ସର୍ଭିସ ଡେଲିଭରି। ତ ଏଇ ସ୍କିମଟାକୁ ବହୁତ ମନେ ରଖିବା, ଆଦି କର୍ମଯୋଗୀ ଅଭିଯାନ, ଏଟା ଗୋଟେ ଅଭିଯାନ ଅଛି। ଓକେ, ତ ସେଇଟାର ବହୁତ ମନେ ରଖିବେ। ଆଉ ଆଦି ମାନେ ଟ୍ରାଇବାଲଙ୍କ ପାଇଁ କଣ ସ୍କିମ୍ ଅଛି, ମୁଁ ବାରମ୍ବାର କହିସାରିଛି, ସ୍କିମକୁ ବାରମ୍ବାର ଏଇଠି ଦୋହରଉଛି, ତାକୁ ମନେ ରଖନ୍ତୁ। ଜନମନ, ପିଏମ ଜନମନ, ପ୍ରଧାନମନ୍ତ୍ରୀ। ଆଉ ଗୋଟେ ଆଦି, ଆଦି ପରେ ଜନଜାତି, ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ। ଜନଜାତି ପକେଇଦେଲା ମାନେ ତ ତମକୁ ଆସିଯିବ, ସେ ଜନଜାତି ଦବନି, ସେ କଣ ଦବ ନା ପିଏମ ଜନମନ କାହା ରିଲେଟେଡ ଅଛି, ହେଲା। ତା ଭିତରୁ କୋଉଟା କିନ୍ତୁ ଆଉ ଟିକେ ଡିଫିକଲ୍ଟ କଲେ କଣ କରିବ, ତା ବିଷୟରେ ଟିକେ ଡିଟେଲ ଦେଇଦବ କି ପିଏମ ଜନମନ ସ୍କିମ୍ ବିଷୟରେ କଣ ଟ୍ରୁ କୁହ। ପିଏମ ଜନମନ ସ୍କିମ୍, ତ ସେ କୋଉ ବର୍ଷରେ ହେଇଥିଲା କଣ। ସେମିତି DAZGUA ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ। DAG ବି ମନେ ରଖିଥିବେ, ଅକ୍ଟୋବର 2 2024, ଏଇଟା 2023, ତାପରେ 2024, ଏଇଟା ଆଦି କର୍ମଯୋଗୀ 2025। ତ ଏମିତି ମନେ ରଖିବେ। ଲାଷ୍ଟ ମାଇଲ ଗ୍ୟାପ ଇନ ଟ୍ରାଇବାଲ ଡେଲିଭରି ପାଇଁ ଏଟା କରାହେଇଛି। ତାପରେ କବେରୀ ୱାଟର ସେୟାରିଂ ଡିସ୍ପ୍ୟୁଟ ଏସ୍କିଲେଟ ହେଇଗଲା, ମାନେ ସେଟା ବଢି ଚାଲିଛି। କବେରୀ ରିଭର ଏଠି ଦେଇଛି, ଏମିତି ସେ ଆସିଛି କବେରୀ ରିଭର ଟା। ତଳ କାବେରୀରେ ସେ ଆସୁଛି, ତଳ କାବେରୀ ବିୟୁଟିଫୁଲ ଗୋଟେ ସାଇନ୍ ଅଛି, ସେଠି ମୁଁ ଯାଇଥିଲି, ବଢିଆ ଜାଗା, ପାହାଡ ଉପରେ ୱେଷ୍ଟର୍ଣ୍ଣ ଘାଟର। ତ ସେଠି ଏମିତି ଆସିକି ଏଠି ପଡିଛି ପୁଡୁଚେରୀ ପାଖାପାଖି, ଏଇଠି କର୍ଣ୍ଣାଟକରେ ପଶିଲା। ତ ସେଇଠି ହିଁ ଡିସ୍ପ୍ୟୁଟ ହଉଛି, କେମିତି ୱାଟର ସେୟାରିଂ ହବ, କଣ ହବ। ତ ତାର ସବୁ ମନେ ରଖିବାର ଅଛି କି ତାର ଯୋଉ କାହାର କବେରୀର ଟ୍ରାଇବୁଟାରି ସବୁ କଣ ଅଛି, ହେଲା। ତଳ କାବେରୀ ଗୋଟେ ଟ୍ରାଇବୁଲା କୋଡାଗୁ ଡିଷ୍ଟ୍ରିକ୍ଟରେ ଅଛି, ଏଇଟା ତ ଦେଲେ। ତାପରେ ୱାଟର ଡିସ୍ପ୍ୟୁଟ କହିଲି, ମାନେ ମୁଁ କହିଥିଲି ଆମେ ନ୍ୟୁଜ ପେପର ପଢିବା ମାନେ ପ୍ରଥମ ଜିନିଷ ମାଇଣ୍ଡକୁ ଆସିବା ଏଠି ବେସିକ୍ସଟା ଆମେ କଣ ଜାଣିବାର ଅଛି। ଏଇଟା ଜାଣିବାର ଅଛି ୱାଟର ଡିସ୍ପ୍ୟୁଟ ମାନେ ଆର୍ଟିକଲ 262, ହେଲା। ଏଇଟା ସୁପ୍ରିମକୋର୍ଟ ଏଥିରେ କିଛି କରିପାରିବ ନାହିଁ। 262 ଅନୁସାରେ କିଏ କରିବ, ଏଇଟା ପାର୍ଲାମେଣ୍ଟ, ହେଲା। ପାର୍ଲାମେଣ୍ଟ କରିବ। ପାର୍ଲାମେଣ୍ଟ ଆଣିଛି କଣ, ଇଣ୍ଟରଷ୍ଟେଟ ୱାଟର ଡିସ୍ପ୍ୟୁଟ ଆକ୍ଟ 1956। ସେ କଣ କରିବ, ଆରି ଅନୁସାରେ ଟ୍ରାଇବୁନାଲ ସବୁ ହବ। ଆମର ମହାନଦୀ ଟ୍ରାଇବୁନାଲ ହେଇଛି, ହେଲା। ନ୍ୟୁଜରେ ବି ଅଛି ଏବେ।
ତ ଏଇ ସବୁ ଜିନିଷ ଚାଲିଛି, ବେଶୀ କିଛି ଆ ବିଷୟରେ ପଢ଼ିବାର ନାହିଁ। ତାପରେ କଲେଜିୟମ ଅପାସିଟି ରିକ୍ସ ବ୍ୟାଡ୍ ଜୁଡିସିଆଲ ଆପଏଣ୍ଟମେଣ୍ଟ। କଲେଜିୟମ ସିଷ୍ଟମ କ'ଣ? ଯୋଉମାନେ ମୋର ପଲିଟି କ୍ଲାସ କରିସାରିଛନ୍ତି ସେମାନେ ଜାଣିଥିବେ କି କଲେଜିୟମ ସିଷ୍ଟମ ମାନେ କ'ଣ। ଯୋଉ ଆମର ସୁପ୍ରିମ କୋର୍ଟ ଜଜ୍ ମାନଙ୍କର ଆପଏଣ୍ଟମେଣ୍ଟ କେମିତି ହବ ସେଇଟା ସେ କଲେଜିୟମ ସିଷ୍ଟମ ଥ୍ରୋରେ ହବ। କଲେଜିୟମ ସିଷ୍ଟମ କ'ଣ ଏଇଠି ଦେଖନ୍ତୁ, ଇଭଲ୍ଭ ନଟ୍ କନଷ୍ଟିଚ୍ୟୁସନାଲି, ଏଇଟା କନଷ୍ଟିଚ୍ୟୁସନାଲି ରିଟର୍ନ ହେଇନି, ହେଇଛି କ'ଣ ଏଇଟା ଇଭଲ୍ଭ ହେଇଛି। where CJI ଆଉ ସିନିୟର ମୋଷ୍ଟ ସୁପ୍ରିମକୋର୍ଟ ଜଜ୍ ରେକମେଣ୍ଡ, ସେଥିରେ ଆମର କିଏ ହବ ଜଜ୍ କିଏ ହବ, ଆଉ ଆଉ ଟ୍ରାନ୍ସଫର ବି ତାଙ୍କର ଏ ହାଇକୋର୍ଟରୁ ସେ ହାଇକୋର୍ଟକୁ କ'ଣ କିଏ ଟ୍ରାନ୍ସଫର ହବ ସେଟା କିଏ କହିବେ, CJI ପ୍ଲସ୍ ସିନିୟର ମୋଷ୍ଟ ଜଜ୍ ହେଲା, ତାଙ୍କ ଭିତରେ ଚାଲିଛି। ଏଇଟା କୋଉଠି ଇଭଲ୍ଭ ହେଲା, 3 ଜଜେସ୍ କେସ୍ 1981, 1993, 1998, ଏଇଟା ମୁଁ ପୁରା କରିଥିଲି ସେଇ 3 ଜଜ୍ ବେଞ୍ଚରେ ଏଇଟା ଇଭଲ୍ଭ ହେଇଛି। ତ କିନ୍ତୁ ଏଇଠି ଯଦି ସିଜେଆଇ ଆଉ ଜଜ୍ ମାନେ ସିନିୟର ଜଜ୍ ଚାହିଁବେ ସିଏ ତ ମନ ଇଚ୍ଛା ଯାହା କରିବେ, ତ ସେଥିରେ ଅଲଗା ଜଜ୍ ମାନେ ଅଲଗା ପଲିଟିସିଆନ ମାନେ କି ଆମର ସବୁ ଲୋକମାନେ କିଛି ଅସନ୍ତୁଷ୍ଟ ଅଛନ୍ତି, ଖାଲି ମାନେ କୋର୍ଟର ମ୍ୟାଟର କୋର୍ଟ ହିଁ ସମ୍ଭାଳିବ, ତ ସେଟା ମନମୁଖୀ ତାଙ୍କର ଚାଲିଛି ବୋଲି। ତ ସିଏ କ'ଣ ଚାହୁଁଛନ୍ତି ନା ଟ୍ରାନ୍ସପାରେନ୍ସି ଆଣିବାକୁ ଚାହୁଁଛି। ଟ୍ରାନ୍ସପାରେନ୍ସି ଆଣିବ କେମିତି ନା NJAC ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟସ କମିଟି। ନ୍ୟାସନାଲ ଜାଣିଲେ ଜାତୀୟ ସ୍ତରରେ, ଜୁଡିସିଆଲ ମାନେ ଆମର ଜୁଡିସିଆଲି କୋର୍ଟ ମ୍ୟାଟରରେ, ଆପଏଣ୍ଟମେଣ୍ଟ ମାନେ ଜଜ୍ ମାନଙ୍କର ଆପଏଣ୍ଟମେଣ୍ଟ କମିଶନ, ଯୋଉଟା କମିଶନ 99th କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ 2014 ଅଣା ହେଇଥିଲା, ଯାହାକୁ ସୁପ୍ରିମକୋର୍ଟ ହିଁ ଖାରଜ କରିଦେଲା, କହିଲା ଏକ୍ଜିକ୍ୟୁଟିଭ ଆଉ ଆମର ଆଙ୍କ ଭିତରେ କିଛି ହସ୍ତକ୍ଷେପ ହେଇପାରିବ ନାହିଁ ବା ପାର୍ଲାମେଣ୍ଟ ହସ୍ତକ୍ଷେପ କରିପାରିବ ନାହିଁ, କରିଦେଲା। ତ କେବେ 2015, 2014 ଆଣିଥିଲା, ଏଇ 15 ତାକୁ ଖାରଜ କରିଦେଲା। ତ ଏଇଟା ଚାଲିଛି ଜୁଡିସିଆଲ ଇଣ୍ଡିପେଣ୍ଡେନ୍ସ ଭର୍ସେସ ଆକାଉଣ୍ଟେବିଲିଟି ଇସ୍ୟୁ ଚାଲିଛି। ତ ଏଇଟା ପରେ ଜାଣିବା, ବେଶୀ ଜାଣେ ନାହିଁ, ତ ଖାଲି କଲେଜିୟମ ଆଉ 3 ଜଜ୍ କେସ୍ ଆଉ NJAC ଭିତରେ ଜାଣିଥାନ୍ତୁ। NJAC ଆସିଥିଲା 2014। ତାପରେ ମେଘାଳୟ ଲଞ୍ଚେସ୍ ମିଶନ କ୍ଲାଉଡେଡ ଲିଓପାର୍ଡ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆଗରୁ ମିଶନ କ୍ରୋକୋଡାଇଲ OPS ରେ ପଡିଛି, ମିଶନ ଯୋଉ ପ୍ରୋଜେକ୍ଟ ଟାଇଗର, ପ୍ରୋଜେକ୍ଟ କ୍ରୋକୋଡାଇଲ ଏଗୁରା ସବୁ ପଡିଛି। ଏ ଡେଡିକେଟେଡ ପ୍ରୋଗ୍ରାମ ଫର ଷ୍ଟେଟ ଆନିମଲ। ତ ମେଘାଳୟର ଷ୍ଟେଟ ଆନିମଲ କିଏ, ଇଏ ହେଲା। ତ ଏବେ ମତେ କମେଣ୍ଟରେ କହିବେ ଓଡିଶାର ଷ୍ଟେଟ ଆନିମଲ କିଏ ଆଉ ବାର୍ଡ କିଏ, ଆମର ସିମ୍ବଲ କ'ଣ, କୋଉଠୁ ଆସିଥିଲା, ଏଗୁଡା ସବୁ ମତେ କହିବେ। ଫ୍ଲାୱାର କ'ଣ ଏରା ମତେ କହିବେ। ଆଉ କେହି କମେଣ୍ଟ କରୁନାହାନ୍ତି, ବହୁତ କମ ଲୋକ କରୁଛନ୍ତି। ମୁଁ ତ ମାନେ ଏତେ କଷ୍ଟ କରୁଛି ତମମାନଙ୍କ ପାଇଁ, ତ ମତେ ଯଦି ଭଲ ପାଇବା ଶୋ କରିବାକୁ ଚାହୁଁଛନ୍ତି ତ ପ୍ଲିଜ କଣ୍ଟାକ୍ଟ ମି, ମାନେ କମେଣ୍ଟ ଅନ୍ ମାଇ ଦିସ୍ ଭିଡିଓ। କିଛି ଯଦି ଭଲ ଯାହା ବି ମନକୁ ଆସୁଛି ଟିକେ ଲେଖିପାରିବେ, ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଯେତେ ପହଞ୍ଚିବ ମୋର ଟିକେ ଗ୍ରୋ ହେଲେ ସେଇଟା ମତେ ପର୍ସନାଲି ଟିକେ ଭଲ ଲାଗିବ। ଓକେ, ଯଦି ମୋ ପାଇଁ କିଛି କରିବାକୁ ଚାହୁଁଛନ୍ତି ତ ଏଇଟା ମେଘାଳୟ କଲା ଲଞ୍ଚ। ଆଉ ଆର ନାଁ ହେଲା ନିଓଫେଲିସ ନେବୁଲସା, ଏଇଟା ମନେ ରଖିବା କିଛି ଦରକାର ନାହିଁ। ତ କଭରିଂ ହାବିଟାଟ କ୍ଲାଉଡେଡ ଲିଓପାର୍ଡ ଆକ୍ସନ ପ୍ଲାନ ହେଲା, ଆମର 7 ବିଗ୍ କ୍ୟାଟ୍ କ'ଣ କ'ଣ। ତ ଦେଖ ମୁଁ ଏମିତି କହିବିନି ସବୁ, ମୁଁ କହିଦେବି ତମେ ରିଭିଜନ ହବ, ଯୋଉଟା କୁହନ୍ତି ସେମିତି ମୁଁ କହିବିନି। ମୁଁ କହୁଛି ମୋର ଏନଭାରନମେଣ୍ଟ କ୍ଲାସରେ ଅଛି, ଏଇଟା ପୁରା ଲାଷ୍ଟକୁ ଥାର୍ଡ ଭିଡିଓର ପୁରା ଲାଷ୍ଟକୁ ଅଛି ଏଇଟା। 7 ବିଗ୍ କ୍ୟାଟ୍ କ'ଣ, ତାଙ୍କ ନେମ୍ କ'ଣ, ତାଙ୍କର ମାନେ ଷ୍ଟାଟସ୍ କ'ଣ ଅଛି, ପ୍ରୋଟେକ୍ସନ ଷ୍ଟାଟସ୍ କ'ଣ, ଭଲନରେବୁଲ କି লিস্ট কনসর্ন কি থ্রেটেন, এটা ଦେଖ ଟିକେ ହେଲା। ଏଇଟା ପ୍ରୋଟେକ୍ଟେଡ ଅଣ୍ଡର ୱାଇଲ୍ଡ ଲାଇଫ ଆକ୍ଟ 1972 ରେ ଆସିଛି ଆମ ୱାଇଲ୍ଡ ଲାଇଫ ଆକ୍ଟ। ମିଶନ ତ ଜାଣିଛନ୍ତି ହାବିଟାଟ, ତାଙ୍କ ସଂଖ୍ୟା ଏସବୁ ଜିନିଷ ହବ, ଏଇଟା ସବୁ ଇଏ ଜିନିଷ, କିନ୍ତୁ କରିଛି କି ମେଘାଳୟ। ଆଉ ଦେଖନ୍ତୁ କ୍ଲାଉଡେଡ ଲିଓପାର୍ଡର ତାଙ୍କର ଷ୍ଟାଟସ୍ କ'ଣ, ଭଲନରେବୁଲ। ଆମର ବହୁତ ସାରା 7 ଟାଇଗର ସ୍ପିସିସ ରୁ ଅଲମୋଷ୍ଟ ବହୁତ ସାରା ଭଲନରେବୁଲ କାଟେଗୋରୀ ଅଛନ୍ତି ହେଲା। ତ ସେଇଟା ଟିକେ ଦେଖନ୍ତୁ, ଆଉ ବେଶୀ କିଛି ଜାଣିବାର ନାହିଁ। ତାପରେ ଏଇଠି ଆମର ଅଲଗା ସବୁ ପ୍ରୋଜେକ୍ଟ କ'ଣ କ'ଣ ଅଛନ୍ତି, ଏଇଠି ଦେଖ ପ୍ରୋଜେକ୍ଟ ଟାଇଗର, ପ୍ରୋଜେକ୍ଟ କେବେ କେବେ ଆସିଥିଲା ସେଇଟାକୁ ଟିକେ ଦେଖିଦେବାର ଅଛି। ପ୍ରୋଜେକ୍ଟ ଟାଇଗର, ପ୍ରୋଜେକ୍ଟ ଏଲିଫାଣ୍ଟ, ପ୍ରୋଜେକ୍ଟ ଲାୟନ, ପ୍ରୋଜେକ୍ଟ ଡଲଫିନ। ତ ପ୍ରୋଜେକ୍ଟ ଟାଇଗର ଏଇଟା କେବେ ଆସିଥିଲା, 1973 ହେଲା। ତାପରେ ପ୍ରୋଜେକ୍ଟ ଏଲିଫାଣ୍ଟ କେବେ ଆସିଥିଲା, 1972, ଆଉ ସରି 1992। ତାପରେ ପ୍ରୋଜେକ୍ଟ ଲାୟନ କେବେ ଆସିଥିଲା, 2020ରେ। ଆଉ ପ୍ରୋଜେକ୍ଟ ଡଲଫିନ କେବେ ଆସିଛି, 2020। ତ ଏଗୁରା ସବୁ ପ୍ରୋଜେକ୍ଟ ଆସି ସାରିଛି, ତ ଏଇଟା ମନେ ରଖିଲେ। ତାପରେ ଏତିକି ଜାଣିଗଲେ ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ନ୍ୟୁଜ, କଭର କରିଦେବେ। ଓକେ, ଭଲନରେବୁଲ ସେ ଅଛି। FCR ରେ ରେଗୁଲେସନ ଆମେଣ୍ଡମେଣ୍ଟ ବିଲ୍ ଇଣ୍ଟ୍ରୋଡ୍ୟୁସ କରାହେଇଛି। FCR ରେ ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ ବିଲ୍। ତ ଏଇଟା କଣ୍ଟ୍ରିବ୍ୟୁସନ ଆମର ଯୋଉ NGO ମାନଙ୍କୁ ଫଣ୍ଡିଙ୍ଗ ଆସୁଛି ଫରେନ୍ ରୁ,
ଏଟା କେମିତି ଆସୁଛି ତ ତାକୁ ରେଗୁଲେଟ୍ କରିବା ପାଇଁ ଏ ଆକ୍ଟ ଆସିଛି। ତ ଏ ରୁଲଟା ଆସୁଛି ଆମର ଏଫସିଆର ଅଲରେଡି 2010 ରେ ଥିଲା, ତାକୁ ଏଟା ଆମେଣ୍ଡ କରାଯାଉଛି। ତ ଏଟାକୁ ଟିକେ ଆସି ସାରୁ ଆମର ସେ ବିଲ୍ଟା ଗୋଟେ କମିଟିକୁ ଯାଇଛି ଷ୍ଟଡି ପାଇଁ, ଆର ଉଦ୍ଦେଶ୍ୟ କଣ ଅଛି। ସେ ବିଲ୍ଟା ଯଦି ଆକ୍ଟ ହେଲା ତ ଆମେ ସେଟା ଉପରେ ପ୍ରୋଭିଜନ ଟିକେ ପଢିଦବା ହେଲା। ଖାଲି ମନେ ରଖନ୍ତୁ ଏଫସିଆର ବିଲ୍ ଗୋଟେ ଆସୁଛି, ଏଟା ମୁଁ ଅଲଗା ସେ ଟିକେ କଭର କରିଦେବି। ଏଟା ଗଲା ଗୋବର୍ଦ୍ଧନ। ଗୋବର୍ଦ୍ଧନର ଫୁଲ ଫର୍ମ କଣ? କ୍ରୋର ନ୍ୟାସନାଲ ମାନେ ଏତିକି କ୍ରୋର ନ୍ୟାସନାଲ ସର୍କୁଲାର ବାୟୋ ଏନର୍ଜି ସ୍କିମ୍। ଏଇଟା ମୁଁ ପଢେଇଛି ଗୋବର୍ଦ୍ଧନ। ଗୋବର୍ଦ୍ଧନ ମାନେ ନ୍ୟାସନାଲ ସର୍କୁଲାର ବାୟୋ ଏନର୍ଜି ସ୍କିମ୍ ପାଇଁ ଏତିକି ଟଙ୍କା ଆସିଛି। ଆ ସହିତ ଏଟାକୁ ମାନେ କନଫ୍ୟୁଜ ହେବେନି, ସେଇଟା କଣ ଏଇଟା କଣ। ଏଟା କମ୍ପ୍ରେସ୍ଡ ବାୟୋଗ୍ୟାସ ପ୍ରଡକ୍ସନ ନିୟରଲି 10 ଫୋଲ୍ଡ, 10 ଗୁଣ ବଢେଇବା ପାଇଁ ଏଟାକୁ କରାହେଇଛି। 6 ଗ୍ରୋଥ ଇଞ୍ଜିନ ଏତେ ସବୁ ଦରକାର ନାହିଁ ଆମର। ତ ଗୋବର୍ଦ୍ଧନ ଫୁଲ ଫର୍ମ ଟା ଖାଲି ଦରକାର। ଗାଲଭାନାଇଜିଂ ଅର୍ଗାନିକ ବାୟୋ ଆଗ୍ରୋ ରିସୋର୍ସେସ ଧନ। ବାୟୋ ଆଗ୍ରୋ ଯୋଉ ଅଛି ତା ସେ ରିସୋର୍ସ ଧନକୁ ୟୁଜ କରିବାର ଅଛି ହେଲା। କମ୍ପ୍ରେସ୍ଡ ବାୟୋଗ୍ୟାସ କଣ? ପ୍ୟୁରିଫାଏଡ କମ୍ପ୍ରେସ୍ଡ ବାୟୋଗ୍ୟାସ କେମିକାଲ ଇକ୍ୱିଭାଲେଣ୍ଟ ଟୁ ସିଏନଜି। ଆଉ ବ୍ଲେଣ୍ଡେବଲ ଏଥିରେ କିଏ ଥାଏ? CH4 ଥାଏ। ଏଇଥିରେ ମୁଖ୍ୟ ଜିନିଷ ଗୋଟେ ଜାଣିବାର ଅଛି କଣ? ସତତ ସଷ୍ଟେନେବଲ ଅଲ୍ଟରନେଟିଭ ଟୁୱାର୍ଡସ ଆଫୋର୍ଡେବଲ ଟ୍ରାନ୍ସପୋର୍ଟେସନ। এই ସ୍କିମଟା ବହୁତ ଇମ୍ପୋର୍ଟାଣ୍ଟ, ଠିକ ଅଛି। ସତତ ସ୍କିମ ଏଇ ଯୋଉ ବାୟୋ ଡିଜେଲ ବା ବାୟୋଗ୍ୟାସ କଥା ଆସିବ ମାନେ ସତତ ସ୍କିମ କଥା ମାଇଣ୍ଡକୁ ଆସିବାର ଅଛି। ଏଇ ସ୍କିମଟା ଅଛି। ଅଫୋର୍ଡେବଲ ଟ୍ରାନ୍ସପୋର୍ଟେସନକୁ ଯିବା ପାଇଁ ସଷ୍ଟେନେବଲ ଆଲ୍ଟରନେଟ ଆମେ ଖୋଜୁଛୁ। କାହାର ଆଲ୍ଟରନେଟ? ପେଟ୍ରୋଲ ଆଉ ଡିଜେଲ। ଇଥାନଲ ଚାଲିଛି ସିଏ ଗୋଟେ ଅଲଗା, ଆଉ ସତତ ଇଏ ଗୋଟେ ଅଲଗା। ଇଏ ବାୟୋଗ୍ୟାସ ପ୍ରଡ୍ୟୁସ କରାଯିବ। ତ ଏଇଟା ଜାଣିଲେ। ନ୍ୟୁ ଷ୍ଟ୍ରେଟ୍ ଅଫ ହରମୁଜ ରୁଟ୍ ୱିଥ୍ ଓମାନ ସିପର୍ସ ସବଜେକ୍ଟ ଟୁ ଟ୍ରଲ୍ସ। ଦେଖ ଏଇଠି ଆମର ଦେଲା ଏଇଟା ହଉଛି କୋଉଟା? ଷ୍ଟ୍ରେଟ୍ ଅଫ ହରମୁଜ। ଏଇଟା ଦେଖ, ଆମେ ଏବେ ଏଇଟା ପଢିଲେ ଗଲ୍ଫ ଅଫ ଏଡେନ ଆଉ ରେଡ ସି ଏଇଟା ପଢିଲେ। ଏବେ ଏଇଟା ପର୍ସିଆନ ଗଲ୍ଫ କୁ ଏଟା ଆରବିଆନ ସି, ତାକୁ ଜଏନ କରୁଛି କିଏ? ଷ୍ଟ୍ରେଟ୍ ଅଫ ହରମୁଜ। ହରମୁଜ କରୁଛି। ତ ହରମୁଜ କୁ କିଏ କଭର ମାନେ କଣ୍ଟ୍ରୋଲ କରୁଛି? ହରମୁଜ କୁ ମୋଷ୍ଟଲି କଭର କରୁଛି ଇରାନ, ତେହରାନ। କିନ୍ତୁ ଏବେ ପ୍ରପୋଜ ଇରାନ ଓମାନ ଆରେଞ୍ଜମେଣ୍ଟ ଗୋଟେ ଆସିଛି। giving Tehran a say over this country Gulf near state of Hormuz faces order from US sanctions। ତ ସେ ଇରାନ ଆଉ ଓମାନ, ଏଇଟା ହଉଛି ଇରାନ, ଓକେ, ଏଇଟା ଇରାନ ଆଉ ଏଇଠି ଛୋଟିଆଟା ଅଛି ଓମାନ। ତ ଏଇଟା ହେଲା ଇରାନ, ଏଇଠି ଛୋଟିଆଟା ଅଛି ଓମାନ। ଏଇଠି ଦେଖନ୍ତୁ ଇରାନ, ଏଇଟା ହେଲା ଇରାନ, ଏଇଟା ହେଇଗଲା ଓମାନ, ଛୋଟେ ଜଷ୍ଟ ବାହାରିଛି। ତ ଏଇ ଓମାନ ଆଉ ଇରାନ ମିଶିକିରି ଏଇଟାକୁ କଣ୍ଟ୍ରାକ୍ଟ କରିବେ, ମାନେ ଏଇଟା କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି। ତାର ରଷିଆକୁ ପ୍ରୋବ୍ଲେମ ହେଇଯାଉଛି। ଗଲ୍ଫ ଅଫ ଓମାନ, ସରି ଏଇଠି ଗଲ୍ଫ ଅଫ ଓମାନ, ଆରବିଆନ ସି ତ ଆଡେ ରହିଗଲା। ଏଇଠି ଗଲ୍ଫ ଅଫ ଓମାନ କୁ ଆଉ ପର୍ସିଆନ ଗଲ୍ଫ କଣ୍ଟ୍ରାକ୍ଟ କରୁଛି। ଷ୍ଟ୍ରେଟ୍ ଅଫ ହରମୁଜ। ତ ଏଇଠି ଓମାନି ରୁଟ ହଉଛି ଏଇଟା ହେଲା। ଆଉ ଏଠି ଆଡେ ରହିଲା ଆମର କୋଉଟା? ପର୍ସିଆନ ଗଲ୍ଫ ରୁଟ ଟା। ତ ଇରାନିଆନ ରୁଟ ଏଇଟା, ଆଉ ଏଇଟା ଓମାନ ରୁଟ। ତ ଇଏ ତାକୁ ଅପୋଜ କରୁଛି କିଏ? ଆଉ ଏ ପ୍ଲାନ ଟା କଣ ଅଛି? ଇରାନ କୁଡ ଇଣ୍ଟରଭିନ ୱିଥ ଇନବାଉଣ୍ଡ ଟ୍ରାଫିକ ହ୍ୱାଇଲ ଇନବାଉଣ୍ଡ ରୁଟ ଭାୟା ଓମାନ, ଓମାନ ଏକ୍ଜିଟ କ୍ଲିୟରାନ୍ସ ଆଫ୍ଟର ନୋଟିଫାଇଂ ଇରାନ। ମାନେ ସେ ତାଙ୍କ ଭିତରେ ଡିଲ୍ କରୁଛନ୍ତି, ଇଏ ତା କ୍ଷେତ୍ରରେ ଇଣ୍ଟରଫିୟର କରିପାରିବ, ସେ ତା କ୍ଷେତ୍ରରେ ଇଣ୍ଟରଫିୟର କରିପାରିବ। ତାକୁ ପ୍ରୋବ୍ଲେମ ହବ କାହାକୁ? ଅବଭିୟସଲି ୟୁଏସ କୁ ପ୍ରୋବ୍ଲେମ ହବ। ୟୁଏସ ତାକୁ ସେଠି କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ମାନେ। ତ ସେ ସବୁ ଜିନିଷ କଣ ପରେ ହଉଛି ଦେଖିବା। ମ୍ୟାପ ପାଇଁ ମୁଁ ଏଇଟା ଦେଇଥିଲି। ଇଣ୍ଡିଆ ଚାଇନା ବର୍ଡର ଟ୍ରେଡ ରିଜ୍ୟୁମ୍ସ ଭାୟା ସିପକିଲା। ସିପକିଲା ରୁଟ କୁ ଦେଇକିରି ଇଣ୍ଡିଆ ଚାଇନା ବର୍ଡର ଇଏ ଚାଲିଲା। ତ ସିପକିଲା କୋଉଠି? ସିପକିଲା ହେଇଠି କୋଉ ଜାଗାରେ? ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡରେ କଣ କଣ ଅଛି ସେଇଟା ମନେ ରଖିବାକୁ ହବ ହେଲା। ଉତ୍ତରାଖଣ୍ଡ। ତ ଏଇଟା କଲେ ଏଇଠି ଆମର ସିକିମ ରେ ଦେଖନ୍ତୁ କଣ ସବୁ ଅଛି। ସିକିମ ରେ ନାଥୁଲା, ଜେଲେପଲା ଏଠି ଅଛି। ତାପରେ ଅରୁଣାଚଳ ପ୍ରଦେଶରେ ବମଲା, ବୁମଡିଲା, ତୁଙ୍ଗା, ଦିଫୁ ଏରା ସବୁ ପଡେ। ଲିଷ୍ଟ କରିଦିଅନ୍ତୁ ଗୋଟେ। ଏଇଠି ସେମିତି ଆମର ଏଠି ଆସିଲା ଜାମ୍ମୁ କାଶ୍ମୀରରେ, ଏଇଠି ଆସିଲା ଚାଙ୍ଗଲା, ଏରା ସବୁ ଜୁଜିଲା ଏଇଠି ବାନିହାଲ। ତ ତ ଏଇଟା ସବୁ ପାଷ୍ଟ ଆହୁରି ପରେ ବି ମୁଁ ଆଉଥରେ ଦେଇଛି, ସେଇଟା ଟିକେ ଦେଖିଦବା ପରେ। ଏଟାକୁ ଲିଷ୍ଟ ମନେ ରଖନ୍ତୁ। ପାକ୍ ସିଲିକା ୟୁଏସ୍ କ୍ରିଟିକାଲ ମିନେରାଲ ଆଲିଆନ୍ସ। କ୍ରିଟିକାଲ ମିନେରାଲ ମୁଁ କରିଦେଇଛି। ଏଟା ୟୁଏସ୍ ଲେଡ୍ ଗୋଟେ କ୍ରିଟିକାଲ ଆଲିଆନ୍ସ। ସେ ବାଂଲାଦେଶକୁ ଇଏ କରିଛନ୍ତି, ଇନକ୍ଲୁଡ କରିଛନ୍ତି। ସେଇଟା ସେ ବାଂଲାଦେଶକୁ ଜଏନ କରିବାକୁ କହିଛନ୍ତି ହେଲା। ୟୁଏସ୍ ଲେଡ୍ ପାକ୍ ସିଲିକା ଇନିସିଏଟିଭ। ପାକ୍ ସିଲିକା କାହିଁକି? ନା ଚାଇନାକୁ କାଉଣ୍ଟର କରିବାକୁ କହୁଛନ୍ତି। ସବୁ ଦେଶ ମିଶିଯିବା, ଆମେ ପ୍ରଡ୍ୟୁସ କରିବା ଟୁ ରିଡ୍ୟୁସ ଆଲିଆନ୍ସ ଅନ୍ ଚାଇନିଜ ଡିପେଣ୍ଡେନ୍ସ। ତ ରିଡ୍ୟୁସ ଚାଇନାର ଡୋମିନାନ୍ସକୁ କମେଇବା ପାଇଁ ଏଇଟା ଆସିଛି ହେଲା। କ୍ରିଟିକାଲ ମିନେରାଲ
लिथियम एटा किछिटा नाम मन रखिथिବ लिथियम कोबाल्ट निकेल गैलियम ଆଉ रेयर अर्थ तो मन रखिबे क्रिटिकल मिनरल गोटे पार्ट होची रेयर अर्थ एलिमेंट हैला रेयर अर्थ 12टा हेले क्रिटिकल ये 28टा पाखापाखि अछि सेमती सिलिका सिम्बोलिज्म सिलिका माने सिलिकॉन रु आछि सिलिका और सैंड एसेंशियल चिप चिप मैन्युफैक्चरिंग पई सेमीकंडक्टर चिप पई ଆଉ ଇଣ୍ଡିଆର ଏଇଟା ଗୋଟେ ମନେ ରଖନ୍ତୁ କାବିଲ ଗୋଟେ ଅଛି ହେଲା ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ ମାନେ ଆମର ଆମର ଏଇ କମ୍ପାନୀଟା ଯାଇ ବାହାରେ ଆମ ଦେଶ ପାଇଁ ସେ ଏକ୍ସପୋର୍ଟ କରୁଛି ତାଙ୍କୁ ପଇସା ଦେଇକି ଆମର ଆଣିବା ଆଉ କଣ କାବିଲ ସଂସ୍ଥାଟା ଏଇଟା ଓଏନଜିସି ଆଉ ଏଚପିସିଏଲ ଏମିତି ସବୁ ମିଶିକିରି କେତେଟା ସଂସ୍ଥା ମିଶିକି ଏଇଟା କରିଛନ୍ତି ଓକେ କାବିଲ ତ ଏଇଟା କେବେ ହେଇଥିଲା 2019 ରେ ହେଇଛି କାବିଲ ଏଇଟା କିଏ ଓଏନଜିସି କୁ ଏଇଟା ସରି ଏଇଟା କରିଛି ନାଲକୋ ଏଚସିଏଲ ଆଉ ଏମଇସିଏଲ ଏଇ ତିନିଟା ନାଲକୋ ଏଚସିଏଲ ଏମଇସିଏଲ ମିଶିକି ଏଇଟା କରିଛନ୍ତି ବାହାରେ ଯାଇକି ଏକ୍ସପ୍ଲୋର କରିବେ ଆମ ଦେଶକୁ ଆଣିବେ ଚାଇନା ହୋଲ୍ଡସ ଡ୍ରିଲ୍ ନିୟର ସ୍କାରବ୍ରୋଗ ସୋଲ ସୋଲ ସ୍କାରବ୍ରୋଗ ସୋଲଟା କୋଉଠି ସାଉଥ ଚାଇନା ସି ରେ ଅଛି ସ୍କାରବ୍ରୋଗ ସୋଲ ତ ଏଇଟା ବେଶୀ କିଛି ଦରକାର ନାହିଁ ଏଇ ସ୍କାରବ୍ରୋଗ ସୋଲଟା ସାଉଥ ଚାଇନା ସି ରେ ଅଛି ବୋଲି ଜାଣିଦିଅନ୍ତୁ ବାସ୍ ଏବେ ଆମେ ସେଟା ତା ବିଷୟକୁ ବେଶୀ ଯିବାନି ଏଇ ୟୁନକ୍ଲୋଜ ର ୟୁନାଇଟେଡ ନେସନ ଲ ଅନ ସି ତା ଅନୁସାରେ ଟେରିଟୋରିଆଲ ସି କୋଉଟା ଇକୋନୋମି ଏକ୍ସକ୍ଲୁଜନ ଯୋଉଟା ଏଇଟା ମୋର ସେଇ ଏନଭାରନମେଣ୍ଟ ର ଭିଡିଓରେ ମୁଁ ପୁରା ଏକ୍ସପ୍ଲେନ କରିଛି ଏଟାକୁ ଦେଖନ୍ତୁ ଏଇଟା ବହୁତ କନସେପ୍ଟ ଜିନିଷ ଏଇଟା ଦେଖନ୍ତୁ ଓକେ ତାପରେ ପବ୍ଲିକ ଏକ୍ସାମିନେସନ ପ୍ରିଭେନ୍ସନ ଅନଫେୟାର ମିନ୍ସ ଆମେଣ୍ଡମେଣ୍ଟ ବିଲ୍ ଏ ଆକ୍ଟଟା ଆଣିଲା ଗଭର୍ଣ୍ଣମେଣ୍ଟ ଆଫ୍ଟର ଯୋଉ କଣ ସିଜେପି ପ୍ରୋଟେଷ୍ଟ କକରୋଜ ଜନତା ପାର୍ଟି ପ୍ରୋଟେଷ୍ଟ ସେଥିରେ କଣ ସବୁ କି ହାଇଲାଇଟ ଇନଭେଷ୍ଟିଗେସନ ଯଦି କିଛି ପେପର ଲିକ୍ ହଉଛି ଇନଭେଷ୍ଟିଗେସନ 60 ଦିନ ଭିତରେ ସରିବ ମାନେ 30 ଦିନରୁ 60 ଦିନ କରାଗଲା ଆଉ 3 ରୁ 5 ବର୍ଷ ଜେଲ ଯୋଉ ଥିଲା ତାକୁ 5 ରୁ 10 ବର୍ଷ କରିଦିଆଗଲା फाइन अप टू 50 लक्ष कर दिया गला सर्विस प्रोवाइडर फाइन 5 करोड़ करागला 1 करोड़ रु 7 वर्ष जेल 10 करोड़ अप टू ये सब एमती छोट मोट जिनस बस आउ किछि नाही देन सीएपीएफ बिल गोटे आछि एक्ट 2026 रे ताकू विरोध करछंती चैलेंज करछंती ये काहे कि ସବୁ ଗ୍ୟାଲେଣ୍ଟ୍ରି ଆୱାର୍ଡ ବି ପାଇଛନ୍ତି ଓମେନ୍ ଅଫିସର ମାନେ ସୁପ୍ରିମ କୋର୍ଟ ଗଲେଣି କାହିଁକି ନା ସିଏ କରିଛି ରିଜର୍ଭ ଷ୍ଟପ୍ ଅଫ ଲିଡରସିପ ପୋଷ୍ଟ ଫର ଆଇପିଏସ୍ ଅଫିସର୍ସ ଅନ୍ ଡେପୁଟେସନ ଆମର ଯୋଉ ଆଇପିଏସ୍ ଅଫିସର ମାନେ ସିଭିଲ ସର୍ଭିସ ଦେଇକିରି ଆଇପିଏସ୍ ଆସୁଛନ୍ତି ତ ଇଏ आर्मी ऑफिसर बा जो सेंट्रल आर्म्ड पुलिस फोर्सेस आर्मी तो तांकर हेड हेबे आर्मी कहूची हमर सीएपीएफ जो अछि सीएपीएफ रो सीएपीएफ रो टॉप लीडरशिप जेतेक टॉप मोस्ट पोजीशन सी माने डेपुटेशन रे आसी के हेबे बोली कहै छै 50% इंस्पेक्टर जनरल 50% इंस्पेक्टर जनरल 67% आडिशनल डीजी एरा सबू तांको ପାଇଁ डेपुटेशन हेबे बोली कहै छै ताको विरोध करछन नाही हम सेमिति हेले होबनी सीएपीएफ रे पांचटा जो अछि सीआरपीएफ बीएसपी आईटीबीपी एसपीबी एटा सब कोन अछि एटा तो हमर डिफेंस क्लास रे मु करिवि ऑलरेडी आर मेटल सरी गलानी वीडियो यार ए वीक रे नै आसी ओके तो एटा रे पढि दबा तो एटा गोटे जानि थंतु खाली नॉलेज पे सिक्योरिंग बायोडायवर्सिटी बियॉन्ड प्रोटेक्टेड एरियाज ओईसीएम्स एटा पढि सरछि ऑलरेडी एटा बहुत इंपोर्टेंट एटा ओसीएस पई आ हमरो एग्जाम पई एएसओ पई भी एटा इंपोर्टेंट हैला प्रोटेक्टेड एरिया रे सब कोन कोन जाउची हमरो नेशनल पार्क वाइल्ड लाइफ सैंक्चुअरी सेटा जाउची कारण आउ अदर इफेक्टिव एरिया बेस्ड कंजर्वेशन मेजर सब कोन रहउची ता बाहर कोन जाउची नेशनल रा सेग्रो को से कहिची ओईसीएम देखंदो कैटेगरी अंडर कंजर्वेशन ऑफ बायोडायवर्सिटी सीबीडी अंडर रे एटा सीबीडी मु ऑलरेडी कवर करिची मोर एनवायरनमेंट क्लास रे सीबीडी हमरो बायोडायवर्सिटी एक्ट केबे 2002 रे आछि बोली कहिची तो फॉर एरियाज एक्टिव इफेक्टिव बायोडायवर्सिटी कंजर्वेशन आउटसाइड फॉर्मली प्रोटेक्टेड एरिया नेशनल पार्क वाइल्ड लाइफ सेंचुरी ता बाहर हमको भी प्रोटेक्शन पाई एटा ओईसीएम सब अछि हैला तो वाइल्ड लाइफ तो एटा मन रखले प्रोटेक्टेड एरिया की सब रहला वाइल्ड लाइफ प्रोटेक्शन एक्ट कन्मिंग मॉन्ट्रियल ग्लोबल बायोडायवर्सिटी फ्रेमवर्क 30 माने 30% हमें बायोडायवर्सिटी रिस्टोर करबा बाय 2030 एटा 2022 रे हिची एटा मु ऑलरेडी कवर करि सरछि तो एबे ए सब न्यूज़ हमको बहुत इजी लागिवो जदि मोर एनवायरनमेंट क्लास ता तुम करि दबो हैला वे फॉरवर्ड याकू रिकॉग्नाइज करिया पई हम जो नेशनल कंजर्वेशन एफर्ट सब अछि नेशनल पार्क करिबा हमें जूलॉजिकल पार्क करिबा जेंति नंदनकानन ता सहित ओईसीएम को रिकॉग्नाइज करिया पई से कुआ हेछि हैला एटा गोटे
ଆଉ ଗୋଟେ ହେଲା 10 କିଲୋମିଟର ମାଇନିଂ ବଫର ଆପ୍ଲାଇଜ୍ ଟୁ ୱେଟଲ୍ୟାଣ୍ଡ ରିଜର୍ଭସ୍। ସୁପ୍ରିମକୋର୍ଟ ଗୋଟେ କହିଦେଲା କି ଆମର ଯୋଉଠି ୱେଟଲ୍ୟାଣ୍ଡ ଡିକ୍ଲେୟାର କରାଗଲା, ୱେଟଲ୍ୟାଣ୍ଡ ତାର 10 କିଲୋମିଟର ରାଡିୟସରେ ମାଇନିଂ ଫାଇନିଂ ହେଇପାରିବ ନାହିଁ। ତ ଏଇ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ତ ଏଇଟା କୋଉଠି ମାଇନିଂ ଆକ୍ଟିଭିଟି ନିୟର ଦ ଆସାନ କନଜରଭେସନ ରିଜର୍ଭ, ଉତ୍ତରାଖଣ୍ଡର ଆସାନ କନଜରଭେସନ ସେଣ୍ଟର ସାଇଡରେ ମାଇନିଂ ପାଇଁ ଏଠି ଯାଇଥିଲେ ସୁପ୍ରିମକୋର୍ଟ ଏଇଟା ଦେଇଦେଇଛି। ତ ଏଠି ଜାଣିବାର ଅଛି ରାମସାର କନଭେନସନ 1970 ଯାହାରି ଅଣ୍ଡରରେ ୱେଟଲ୍ୟାଣ୍ଡ ହିଁ ଫର୍ମେସନ କରାହଉଛି। ଆମର ତାକୁ ଇଫେକ୍ଟ କରିବା ପାଇଁ ଆମର ୱେଟଲ୍ୟାଣ୍ଡ କନଜରଭେସନ ମ୍ୟାନେଜମେଣ୍ଟ ରୁଲ 2017ରେ ଆସିଛି। ଏଇ ରୁଲଟା ମନେ ରଖିବ 2017 ହେଲା। ଲିଗାଲ ଫ୍ରେମୱାର୍କ ଫର ଆଇଡେଣ୍ଟିଫିକେସନ ନୋଟିଫିକେସନ କନଜରଭେସନ ସଷ୍ଟେନେବଲ ମ୍ୟାନେଜମେଣ୍ଟ କରାହଉଛି। ଏବେ 101ତମ କି ହେଲା ଗ୍ଲ ଅରୁଣାଚଳ ପ୍ରଦେଶରେ ହେଲା, ସେ ଦେଶର ଫାଷ୍ଟ। ତ ଏଇଟାକୁ ନିହାତି ମନେ ରଖନ୍ତୁ। ଆଉ ମୁଁ ଚାହିଁବିନି କେହି ବି ଏ ରିଲେଟେଡ୍ କିଛି ବି କ୍ୱେଶ୍ଚିନ୍ କିଏ ମିସ୍ କରନ୍ତୁ ବା ଭୁଲ କରନ୍ତୁ। ଆଉ ଏଠି ଓଡ଼ିଶାର କିଏ ଆଉ କେତେଟା ଇୟରର ହେଲା ସେଇଟାକୁ ମନେ ରଖିବେ। ଓକେ। ତାପରେ ଏକ୍ସଟ୍ରିମ୍ ରେନଫଲ୍ ଆଉ ଲ୍ୟାଣ୍ଡସ୍ଲାଇଡ୍ ଇନ୍ କେରଳ। ଏଠି କିଛି ବେଶୀ ଜାଣିବାର ନାହିଁ, କେବଳ ଗୋଟେ ଜିନିଷ ମୁଁ ଯୋଉଟା କହିଥିଲି ତାକୁ ହିଁ ରିପିଟ୍ କରିବି। ସେ ହେଉଛି କି ଆମର ଇକୋ ସେନ୍ସିଟିଭ୍ ଜୋନ୍ ଡିକ୍ଲାରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଘାଟ। এটা କହିଛି ୱେଷ୍ଟର୍ଣ୍ଣ ଘାଟ ଆମର ଫ୍ରାଜାଇଲ୍ ଅଛି ବହୁତ। ତ ସେଠି ଯଦି ଆମେ ପାହାଡ଼କୁ ଏଠି ଏଇପଟରେ ଖାସ କରି ତାର ଚାଲିଛି ଆକ୍ଟିଭିଟିଜ, ଏଠି ବିଲ୍ଡିଂ କରିବ, ଘର କରିବ, ଏଠି ଖୋଳିଲା ବେଳକୁ ବର୍ଷା ହେଲେ ଏଇଟା ଓଦା ହେଇକି ଧସେଇ ପଶିବ ନା। ତ ସେଇଟା ହିଁ ହଉଛି। ସେଠି ଆମର କିଏ ରିପୋର୍ଟ ହଉଛି କସ୍ତୁରୀ ରଙ୍ଗନ ରିପୋର୍ଟ। ସିଏ କହିଥିଲେ 32% କୁ ତାକୁ ଆମେ ଇଏଚେଡ୍ କରିଦବା। ତା ଆଗରୁ ଗଡଗିଲ କମିଟି କହିଥିଲେ ପାଖାପାଖି 60% ଏଭବ ନା କଣ ମାକ୍ସିମମ୍ ଏରିଆକୁ ତାକୁ ଇକୋ ସେନ୍ସିଟିଭ ଜୋନ୍ କରିଦିଅ। ଗଭର୍ଣ୍ଣମେଣ୍ଟ ଏଇଟା ନ କରିକି ଏଇଟାକୁ କରୁଛି ହେଲା। ତ ଏଇଟା ମନେ ରଖିବେ। ମୁଁ ଏଇଠି କସ୍ତୁରୀ ରଙ୍ଗନ ଗଡଗିଲ ତାପରେ କସ୍ତୁରୀ ରଙ୍ଗନ କମିଟି, ଏ ଦିଟା କମିଟି ୱେଷ୍ଟର୍ଣ୍ଣ ଘାଟର ସେଫ୍ ପାଇଁ ହେଇଥିଲା ବୋଲି ବି ମନେ ରଖିଦିଅନ୍ତୁ। ତାପରେ ଯିବା ହୁଏ ପାକିସ୍ତାନ ପିଓକେ ଏରପ୍ଟେଡ୍ ପ୍ରୋଟେଷ୍ଟେଡ୍, ମାନେ ଯୋଉ ଆମେ ଦେଖିଲେ ପିଓକେ ଏମିତି ଅଛି। ତ ଏଇଟା ଇଣ୍ଡିଆ ତ ଏବେ ଏତିକି ଅଛି। ଆଉ ଏଇଟା ଯୋଉ ଅକ୍ତିଆର କରିନେଇଛି ପିଓକେ ପାକିସ୍ତାନ ଅକୁପାଏଡ କାଶ୍ମୀର, ସେଠି ଏବେ ପ୍ରୋଟେଷ୍ଟ ଚାଲିଛି ହେଲା। ଓଭର ଗଭର୍ନାନ୍ସ ଇଲେକ୍ଟ୍ରାଲ ରିପ୍ରେଜେଣ୍ଟେସନ ଇନଫ୍ଲେସନ ଆଲିଗେଡ୍ ହ୍ୟୁମାନ ରାଇଟ୍ ଭାୟୋଲେସନ, ଏଇଟା ସବୁ ଚାଲିଛି। ତ ସେଇଟାରେ ବେଶୀ ଆମର କିଛି ନାହିଁ, ଲାଇନ ଅଫ କଣ୍ଟ୍ରୋଲ ମୁଁ କହିଦେଇଛି। ତ ଏଇଟାକୁ ଖାଲି ମନେ ରଖିଦିଅନ୍ତୁ। ତାପରେ ହେଲା ଯୋଉ ଜିଓଗ୍ରାଫିକାଲ ଇଣ୍ଡିକେସନ ମୁଁ କହିଥିଲି ସେଇଟା ଗୋଟେ ଖାଲି ଜାଣିଦେବାର ଅଛି। ଜିଆଇ ଟ୍ୟାଗ ଯୋଉ ଆମର ଜିଆଇ ଆଣ୍ଡ ସେକେଣ୍ଡ ମିଟିଂ ହଉଥିଲା ନ୍ୟୁ ଦିଲ୍ଲୀରେ ହବାର ଅଛି ଅଗଷ୍ଟ 5ରେ। ତ ସେଥିରେ ଆମର ଜିଆଇ ଏଇଟା କଣ ଆର୍ଟିକଲ 22 ଅଫ ଟ୍ରିପ୍ସ ଆକ୍ଟ, ଯୋଉଟା ଟ୍ରିପ୍ସ ଅଫ WTO ତା ଅଣ୍ଡରରେ ଟ୍ରିପ୍ସ ଗୋଟେ ଆଗ୍ରିମେଣ୍ଟ ଅଛି। ତ ସେଥିରେ ଜିଆଇ କୁ ଆଇଡେଣ୍ଟିଫାଇ କରାହେଇଛି ହେଲା। ତ ପ୍ୟାରିସ କନଭେନସନ ଅଣ୍ଡରରେ ମନେ ରଖିବେ, ପ୍ୟାରିସ କନଭେନସନ ଅଣ୍ଡରରେ ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ କରିଛି ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ସ ମାନଙ୍କୁ ସବୁ ପ୍ରୋଟେକ୍ସନ ଦେବା ପାଇଁ ଲିଗାଲ ଫ୍ରେମୱାର୍କ ସେଇଥିରେ। ତ ଏଇଟାକୁ ମନେ ରଖିବେ। ଆଉ ଆମର ଇଣ୍ଡିଆରେ ଏଇଟା 1999ରେ ଏଇଟାକୁ ଇନାକ୍ଟ କରାଯାଇଛି। ଠିକ ଅଛି, ଜିଓଗ୍ରାଫିକାଲ ଇଣ୍ଡିକେସନ। ତାପରେ ହିଟ୍ ୱେଭ୍ ଆଉ ଲାଇଟନିଂ କୁ ଇନକ୍ଲୁଡ କରାଗଲା ନୋଟିଫାଇଡ ନ୍ୟାଚୁରାଲ କାଲାମିଟିଜ କୁ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଏଇଟା କଣ ଅଛି ଏଇଟା ମନେ ରଖିବେ। 16th ଫାଇନାନ୍ସ କମିଶନ ଏଟାକୁ ରେକମେଣ୍ଡ କରିଥିଲେ ତାକୁ ଇନକ୍ଲୁଡ କରିବା ପାଇଁ। କୋଉ ଦିଟାକୁ ଇନକ୍ଲୁଡ କରାଗଲା, ହିଟ୍ ୱେଭ୍ ଆଉ ଲାଇଟନିଂ। ଆମର ଲାଇଟନିଂ ଓଡ଼ିଶାରେ ବହୁତ ହୁଏ, ବହୁତ ଜୀବନ ଯାଏ। ତା ପାଇଁ ପାମ୍ ଟ୍ରି ବା ତାଳ ଗଛ ଲଗାନ୍ତି ଜାଣିଛନ୍ତି। ଆଉ ହିଟ୍ ୱେଭ୍ ଖରା ଦିନେ ଯୋଉ ପୁରା ଗରମ ଚାଲୁଛି, ହାୱା ଚାଲୁଛି, ତାକୁ ନୋଟିଫାଏଡ କାଲାମିଟିଜ କରାହେଇଛି। ତା ଦେହରେ ନୋଟିଫାଇ କରିଦେଲେ କଣ ବେନିଫିଟ ହବ ନା ଗଭର୍ଣ୍ଣମେଣ୍ଟରୁ ଗଭର୍ଣ୍ଣମେଣ୍ଟର ଯୋଉ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଯୋଉ ସବୁ ଫଣ୍ଡ ଅଛି ଆମର ରିଲିଫ ଫଣ୍ଡ, ସେଥିରୁ ଆମେ ପଇସା ଖର୍ଚ୍ଚ କରିପାରିବା ଆକୁ ରିହାତି ପାଇଁ। ଆମେ କଣ ଖର୍ଚ୍ଚ ହବ ନା ଟ୍ରାଫିକରେ ସବୁ ବିଭିନ୍ନ ଷ୍ଟ୍ରକ୍ଚର ହଉଛି, ତାପରେ ଲୋକଙ୍କ ପାଇଁ ଯଦି କିଛି କ୍ୟାମ୍ପ ଫାମ୍ପ ସବୁ କରାଯିବ ବେନିଫିଟ ପାଇଁ, ତ ଆଉ କିଛି ବି ମାନେ ଆକ୍ଟିଭିଟିଜ ଆୱାରନେସ କ୍ୟାମ୍ପେନ୍, ସେ ସବୁ ପଇସା ଖର୍ଚ୍ଚ ଆମେ ସେଠୁ କରିପାରିବା। ତ ଏଇ ସବୁ ମନେ ରଖନ୍ତୁ 16 ଫାଇନାନ୍ସ କମିଶନ କରିଥିଲା, ତ ଏଇଟାକୁ ଇନକ୍ଲୁଡ କରାଗଲା। ଦ୍ୟାଟ୍ସ ଇଟ୍। ଆଉ ଲାଇଟନିଂ ତ ଆମେ ଜାଣିଲେ। ତାପରେ ଲେଫ୍ଟ ୱିଙ୍ଗ ଏକ୍ସଟ୍ରିମିଜିମ ବା ଯୋଉ ନକ୍ସଲ ଇଏ ଉପରେ ଗୋଟେ ଆଇଡିଆ ଥିଲା କାଲି, ସେଥିରେ ମୁଁ ମାନେ ଗୋଟେ ଇମେଜ ଥିଲା ସେଇଟା ମୁଁ ଇନକ୍ଲୁଡ କରିଦେଇଛି। ସେଇଟା ଖାଲି ଟିକେ ଦେଖିଦେବେ। ନକ୍ସଲ ଏରିଆ ତ କମିଗଲାଣି। ତା ରିଲେଟେଡ କେବଳ ଗୋଟେ ହିଁ ଜିନିଷ ମନେ ରଖିବାର ଅଛି, ତାର ସମାଧାନ ଡକ୍ଟ୍ରିନ୍। ସମାଧାନ ଡକ୍ଟ୍ରିନଟା ଇଜ ରିଲେଟେଡ ଟୁ ଆମର କଣ୍ଟ୍ରୋଲ ଅଫ ନକ୍ସଲ ଏରିଆ।
नक्सल एरिया कंट्रोल ପାଇଁ ହେଇଛି। ସମାଧାନରେ କ'ଣ ସ୍ମାର୍ଟ ଲିଡରସିପ, ଆଗ୍ରେସିଭ ଷ୍ଟ୍ରାଟେଜି, ମୋଟିଭେସନ ଆଣ୍ଡ ଟ୍ରେନିଂ, ଆକ୍ସନେବଲ ଇଣ୍ଟେଲିଜେନ୍ସ, ଡ୍ୟାସବୋର୍ଡ ବେଷ୍ଟ କେପିଆଇ, ହାର୍ନେସିଂ। ତ ଏଠି ଦିଟା ଜିନିଷ ମୁଁ କହୁଛି, ଗୋଟେ ହଉଛି ସମାଧାନ ଇଜ ଫର ନକ୍ସଲ ଆଉ ପ୍ରହାର। ପ୍ରହାର ଷ୍ଟ୍ରାଟେଜି କାହା ପାଇଁ ମନେ ରଖିବେ, ଟେରୋରିଜିମ। ତାପରେ କମନୱେଲ୍ଥ ଗେମ୍ସ ମୁଁ କହିଥିଲି ଆଜି ମାନେ ଏଇ କରେଣ୍ଟ ଆଫେୟାର ଦିନ କମନୱେଲ୍ଥ ଗେମ୍ସ ମୋଷ୍ଟଲି ଆମେ କଭର କରିଦବା। ତ ଦେଖ ପ୍ରଥମ ହ୍ୱାଟ ଇଜ କମନୱେଲ୍ଥ ଗେମ୍ସ, এটা ବହୁତ ଇମ୍ପୋର୍ଟାଣ୍ଟ ଏଥର ହେଲା। ଡିଟେଲରେ ଟିକେ କ'ଣ ପକେଇ ଦେଇପାରେ, କିଏ କ'ଣ ଆୱାର୍ଡ ପାଇଛି, ଏଥିରୁ ଯେତେ ମୁଁ ତ ଦେଇଛି ସବୁ କନସେପ୍ଟଟା ତ ଦେଖିଦେବେ, ତା ସହିତ ଇଣ୍ଡିଆରେ କିଏ କ'ଣ ପାଇଲା ତାକୁ ଧୀରେ ଧୀରେ ଦେଖିବାକୁ ଟ୍ରାଏ କରନ୍ତୁ, ଏକାଥରେ ସାରନ୍ତୁନି। କମନୱେଲ୍ଥ ଗେମ୍ସ ଇଜ ୱାର୍ଲଡର ସେକେଣ୍ଡ ଲାର୍ଜେଷ୍ଟ ମଲ୍ଟି ସ୍ପୋର୍ଟସ ଇଭେଣ୍ଟ। ପ୍ରଥମେ କିଏ ହେଲା ଅଲମ୍ପିକ୍ସ, ତାପରେ କମନୱେଲ୍ଥ ଗେମ୍ସ। ଆଥଲେଟ୍ ଫ୍ରମ୍ 71 ନେସନ ଆଣ୍ଡ ଟେରିଟୋରିଜ, ମୋଷ୍ଟ ଅଫ ଇଜ ଫର୍ମର ବ୍ରିଟିଶ କଲୋନି ଯୋଉମାନେ, ସେମାନେ ତ ଏକାଠି ହେଇଛନ୍ତି କମନୱେଲ୍ଥ ନେସନ୍ସ ବୋଲି ଜାଣିଛନ୍ତି। এটা କିଏ ପ୍ରଥମେ କରିଥିଲା, କାନାଡିଆନ ସ୍ପୋର୍ଟସ ରାଇଟର ମେଲଭିଲେ ମାର୍କସ ରବିନସନ। ଏମିତି ନାଁ ଟିକେ ମନେ ରଖନ୍ତୁ, ବିକଜ ଏମିତି କିଛି ପକେଇଦିଏ। ବ୍ରେନ୍ ଚାଇଲ୍ଡ ଅଫ କାହାର ହେଲା। ପ୍ରଥମେ ଅରିଜିନେଟ ହେଇଥିଲା 1991 ଇଣ୍ଟର ଏମ୍ପାୟାର ଚାମ୍ପିଅନସିପ। ଏମ୍ପାୟାର ଭିତରେ ଚାମ୍ପିଅନସିପ ହଉଥିଲା ଲଣ୍ଡନରେ, ଫେଷ୍ଟିଭାଲ ଅଫ ଏମ୍ପାୟାର କିଙ୍ଗ ଜର୍ଜ ଭିସ୍ କରୋନେସନ। ତ ସେତେବେଳେ ଏଟା ହଉଥିଲା, ତ ସେଠୁ ଆସିଛି। ଦି ଫାଷ୍ଟ CWG, then known as British Empire Games, এটা হচ্ছে ফার্স্ট ହେଲା। were held in 1930 with କାନାଡା ହାମିଲଟନ as a host। କାନାଡାରେ ହାମିଲଟନରେ ସେଟା ହୋଷ୍ଟ ହେଇଥିଲା। ତ ଏଇଟା ବୁଝିଲେ। ତ କାନାଡା ଆଥଲେଟ୍ ଗୋର୍ଡନ ସ୍ମଲକମ୍ବେ won the first gold medal। ଗୋର୍ଡନ ସ୍ମଲାକମ୍ବେ ଭାଇ ଏମିତି ମନେ ରଖିଦେବା କି ଆମେ ଗୋଲ୍ଡ ଗୋଲ୍ଡ ଏମିତିରେ ବି ଏଟା ପଡିଆର କିଛି ଚାନ୍ସ ବେଶୀ ନାହିଁ। ତ କହିଲା since the first edition the game have been held every 4 years। ପୁରା ଅଲମ୍ପିକ ଭଳିଆ ହଉଛି। ମନେ ରଖିବାର ଅଛି କି 1930 ରେ ଫାଷ୍ଟ ହେଇଥିଲା। ବ୍ରେନ୍ ଚାଇଲ୍ଡ ଅଫ ମେଲଭିଲେ ମାର୍କସ MMR, ମେଲଭିଲେ ମାର୍କସ ରବିନସନ। 4 ଇୟର୍ସ ରେ ଥରେ ହୁଏ, ଆଉ 1942 ଆଉ 46 ରେ ୱାର ପାଇଁ ହେଇନଥିଲା। they are formally renamed as Commonwealth Games 1978। ଓକେ, ଗଭର୍ଣ୍ଣିଂ ବଡି ରହିଲା ଆଉ ଏଥିରେ ନାହିଁ। ଇଣ୍ଡିଆ ଆଟେ CWG ରେ କ'ଣ ତା ପରଫରମାନ୍ସ ରହିଛି। ଇଣ୍ଡିଆ କେବେ 1934 30 ରେ ଷ୍ଟାର୍ଟ ହେଲା, 34 ରେ ଏଟା ଲଣ୍ଡନରେ ପାର୍ଟିସିପେଟ କରିଛି। ଫାଷ୍ଟ CWG ମେଡାଲ ଥ୍ରୋ ରସିଦ ଅନୱାର, ବ୍ରୋଞ୍ଜ ଇନ୍ ରେସଲିଂ। ରସିଦ ଅନୱାର ଫାଷ୍ଟ ବ୍ରୋଞ୍ଜ ପାଇଥିଲେ ରେସଲିଂରେ। ରେସଲିଂରେ ତ ଇଣ୍ଡିଆର ସବୁଠୁ ଷ୍ଟ୍ରଙ୍ଗ ହୋଲ୍ଡ ଅଛି। ଦି ଫାଷ୍ଟ ଇଣ୍ଡିଭିଜୁଆଲ ଗୋଲ୍ଡ ମେଡାଲ ଥ୍ରୋ ମିଲ୍ଖା ସିଂ in 440 yard event at 1958 carry। ତ 1958 ରେ ମିଲ୍ଖା ସିଂ ଗୋଲ୍ଡ ମେଡାଲ ପାଇଥିଲେ, ଫାଷ୍ଟ ଗୋଲ୍ଡ। ତ ଏଇଟା ଜାଣିଲେ। ତାପରେ 24 ବର୍ଷ ଲାଗିଗଲା ଆମକୁ ମେଡାଲ, ଗୋଲ୍ଡ ମେଡାଲ ଜିତିବା ପାଇଁ। ତ ମଝିରେ ତ 42-46 ହେଇନଥିଲା ଆଉ। ତାପରେ ଇଣ୍ଡିଆ ହୋଷ୍ଟ କରିଥିଲା କେବେ, ନ୍ୟୁ ଦିଲ୍ଲୀରେ 2010 ରେ। ରେକର୍ଡ ବେଷ୍ଟ ଏଭର ପରଫରମାନ୍ସ 101 ମେଡାଲ ଜିତିଥିଲା, ଯୋଉଥିରେ କି 39 ଗୋଲ୍ଡ, 26 ସିଲଭର ଆଉ 36 ବ୍ରୋଞ୍ଜ ହୁଏ। ଆଉ ସେକେଣ୍ଡ ଓଭରଅଲ ଫିନିଶ। ତ ଦେଶରେ ହେଲେ ଅଧିକ ପାର୍ଟିସିପେଟ ବି କରିପାରନ୍ତି, ସେ କ୍ରାଇଟେରିଆ ଥାଏ, ତ ସେଥିରେ ଅଧିକ ଚାନ୍ସେସ୍ ଥାଏ ଜିତିବାର। ତ ସେଇ ଅନୁସାରେ ଆମର ସେକେଣ୍ଡ ଜିତିଲେ 101 ମେଡାଲ ସହିତ 39ଟା ଗୋଲ୍ଡ। ଆଉ ଏବେ 2030 ରେ ଅହମ୍ମଦାବାଦରେ ହବ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖନ୍ତୁ। ଆଉ ଏଇଟା ମନେ ରଖନ୍ତୁ ଇମ୍ପୋର୍ଟାଣ୍ଟ। ତ ଗଲା। ତ ଇଣ୍ଡିଆ, ଏଇଠି ଆଉ କିଛିଟା ଇନଫର୍ମେସନ ଅଛି। ଏଇଟା ଟିକେ ପଛକୁ ରହିଯାଇଛି। ଗ୍ଲାସଗୋରେ ହଉଛି 2026 ରେ, ଆଉ ସ୍କଟଲ୍ୟାଣ୍ଡ ଗ୍ଲାସଗୋ। ଓକେ, 74 ନେସନ କମନୱେଲ୍ଥ ଟିମ୍ ପାର୍ଟିସିପେଟ କରୁଛନ୍ତି। 3000, ଏରା କିଛି ମନେ ରଖା, 30 ଜୁଲାଇରୁ 2 ଅଗଷ୍ଟ ହେଲା। ତ ଏଇଟା ଗଲା। ଦେନ୍ ଏଇଠି ସେ ଡାଇଗ୍ରାମ ଟା ଦେଇଛି, ଏଇଟା ୟୁନାଇଟେଡ କିଙ୍ଗଡମ କହୁଛନ୍ତି ପୁରାଟା। ସେଥିରେ ସ୍କଟଲ୍ୟାଣ୍ଡ ରହୁଛି ଉପରେ ହେଲା। ଇଂଲଣ୍ଡ, ଲଣ୍ଡନ, ୱେଲ୍ସ ସେଠି ରହିଲା, ଆଉ ନର୍ଦର୍ନ ଆୟାରଲାଣ୍ଡ ବି ଆରି ପାର୍ଟଟା, ଆୟାରଲାଣ୍ଡ ଆଡେ ରହିଲା। ତ ଦେଖନ୍ତୁ ଏଇଠି ଇଂଲଣ୍ଡ, ଏଇ ଯୋଉ ଆୟାରଲାଣ୍ଡ, ଏତିକି ଇଂଲଣ୍ଡ, ଏତିକି ୱେଲ୍ସ, ଆଉ ଏଇଟା ସ୍କଟଲ୍ୟାଣ୍ଡ, ଏଇ ତିନିଟା କୁ ନେଇକିରି ଆମର ଗ୍ରେଟ ବ୍ରିଟେନ କହୁଛନ୍ତି। ତାପରେ ଏଠି ଯୋଉ ନର୍ଦର୍ନ ଆୟାରଲାଣ୍ଡ କୁ ଯଦି ମିଶେଇ ଦଉଛ, ସେଟା ହେଇଗଲା ୟୁନାଇଟେଡ କିଙ୍ଗଡମ। ଏଇଟା ସମସ୍ତେ କନଫ୍ୟୁଜନ ଥାନ୍ତି, ୟୁକେ କଣ, ଗ୍ରେଟ ବ୍ରିଟେନ କଣ, ତାପରେ ବ୍ରିଟିଶ ଆଇଲ୍ସ କଣ। ବ୍ରିଟିଶ ଆଇଲ୍ସ ରେ ମାନେ ବ୍ରିଟିଶ ଯେତେ ସବୁ ଆଇଲାଣ୍ଡ ଅଛି ତାକୁ ବ୍ରିଟିଶ ଆଇଲ୍ସ କହନ୍ତି। ସେଥିରେ କଣ 1 2 3 4 5 ପାଞ୍ଚଟା ରହିଲା ବ୍ରିଟିଶ ଆଇଲ୍ରେ ହେଲା। ତା ଦେହରୁ ରିପବ୍ଲିକ ଅଫ ଆୟାରଲାଣ୍ଡ କାଟିଲେ ନର୍ଦର୍ନ ଆୟାରଲାଣ୍ଡ କୁ ମିଶେଇକି ୟୁନାଇଟେଡ କିଙ୍ଗଡମ କେତେଟା ରହିଲା, 4ଟା। ନର୍ଦର୍ନ ଆୟାରଲାଣ୍ଡ
ସ୍କଟଲ୍ୟାଣ୍ଡ, ଇଂଲଣ୍ଡ ଆଉ ୱେଲ୍ସ। ତାପରେ ଯଦି ଇଏ ଦିଟା ଯାକ କାଟିଦବା, ଗ୍ରେଟ୍ ବ୍ରିଟେନ ରହିଲା ତିନିଟା, ସ୍କଟଲ୍ୟାଣ୍ଡ, ୱେଲ୍ସ ଆଉ ଇଂଲଣ୍ଡ। ଏଥର ଆପଣଙ୍କର ଆଉ ଡାଉଟ ହବନି। ଓକେ, ତ ଦିସ୍ ୱାଜ ଅଲ୍। ତ ଏଇଠି ଆମେ ଜାଣିଗଲେ କଣ ହେଇଛି, କୋଉଠି ହଉଛି। ତ ଏବେ ଦେଖିଦବା ଏଠି ଆମର ଇଏ ସବୁ ଏଥର ମେଡାଲ କେତେଟା, ଟୋଟାଲ ଏଥର 39ଟା, 13ଟା ଗୋଲ୍ଡ, 17ଟା ସିଲଭର, 9ଟା ବ୍ରୋଞ୍ଜ। 13ଟା ଗୋଲ୍ଡ ପ୍ରଥମେ ମୀରାବାଇ ଚାନୁ ଜିତିଥିଲେ ୱେଟ ଲିଫ୍ଟିଂ ରେ। ତାପରେ ଶର୍ମିଳା ଢାଙ୍କର, ଏ ସବୁ କିଏ ଆଉ କୋଉ ସ୍ପୋର୍ଟସ ରେ ଅଛନ୍ତି ଟିକେ ଆଖି ପକେଇଦେବେ ହେଲା। ତାପରେ ଫେମସ କି ଫାର୍ଷ୍ଟ ଟାଇମ କି ପାରା ଆଥଲେଟ ଫାର୍ଷ୍ଟ କିଏ ଥିଲେ, କଣ ଥିଲେ, ତ ଏମିତି ଟିକେ ପକେଇ ଦଉଛି ହେଲା। ତ ସେଇଟା ଟିକେ ଦେଖନ୍ତୁ। ଗୁଲବାର ସିଂ ଓନ୍ 2 ଇଣ୍ଡିଭିଜୁଆଲ ମେଡାଲ CW26, ସିଲଭର ଇନ୍ ଏତିକି, ବ୍ରୋଞ୍ଜ ଇନ୍ 5000 ଗୁଲବୀର ସିଂ ଜିତିଛନ୍ତି। ତ ଏଇଠି ଗୁଲବୀର ସିଂ, ଏଇ ସବୁ ପଡେ। ଓକେ, ତ ଏଇଠୁ ଟିକେ, ଏଇଠି ଗୁଲବୀର ସିଂ, ତ ଆଦେରେ କଣ ମାନେ ଓମେନ୍ ଫାର୍ଷ୍ଟ, ଓମେନ୍ ଫାର୍ଷ୍ଟ, ଇଏ ସେ, ତ ଏଗୁলো ଟିକେ ଦେଖିବା, ଆଦେରେ କ୍ୱେଶ୍ଚିନ୍ କଲେ ହିଁ କ୍ଲିୟର ହବ। ତମେ ଯେତେ ଟ୍ରାଏ କଲେ ଅଧିକା ଟାଇମ ୱେଷ୍ଟ, ସେଇଟା ଆମେ ନ କରି ଆଦେରେ କ୍ୱେଶ୍ଚିନ୍ ସବୁ କରିବା। ଓକେ, ତ ଏଇଟା ଗଲା। ତାପରେ ସମୁଦ୍ରୟାନ ପ୍ରୋଜେକ୍ଟ, ତ ଦିଟା ଜିନିଷ ଏଠି ଆସିଛି, ଗୋଟେ ସମୁଦ୍ରୟାନ ପ୍ରୋଜେକ୍ଟ, ତାପରେ ଏବେ ଯୋଉଟା ଅଛି ସମୁଦ୍ର ମନ୍ଥନ ସ୍କିମ୍। ଏଇଟା ମୁଁ ଅଲରେଡି କହିସାରିଛି ପୂର୍ବ ଥର, ଏଇ ଟିକେ ପୁରା କମ୍ପ୍ରିହେନ୍ସିଭଲି ଦେଇଦେଇଛି। ସମୁଦ୍ରୟାନ ପ୍ରୋଜେକ୍ଟ ଇଣ୍ଡିଆର ଫାଷ୍ଟ ହ୍ୟୁମାନ ଡିପ୍ ସି ମିଶନ। ମୁଁ କହିଥିଲି ଆଗରୁ ମୋ କରେଣ୍ଟ ଆଫେୟାର୍ସ କ୍ଲାସରେ କି ଏବେ ହ୍ୟୁମାନ ଏଣ୍ଡ ଓଭର ଦିଟା ଜାଗାକୁ ଅଧିକ ଅଛି। କଣ, ଗୋଟେ ହଉଛି ସ୍ପେସ୍, ଏଇଟା ନୁହଁ, ଗୋଟେ ହଉଛି ସ୍ପେସ କୁ ଏକ୍ସପ୍ଲୋରେସନ, ଗୋଟେ ଡିପ୍ ଓସନ୍। ସ୍ପେସ୍ ବିଷୟରେ ମଣିଷ ପଛେ ଅଧିକା ଜାଣିଲାଣି, ଡିପ୍ ଓସନ୍ ଭିତରେ ଜାଣିବା ଟିକେ କଷ୍ଟ ଅଛି ଏପର୍ଯ୍ୟନ୍ତ, ମଣିଷ ଜାଣିନି। ତ ଏବେ ଡିପ୍ ସି କୁ ଯାଉଛନ୍ତି ସମସ୍ତେ ହେଲା। ତ ତାକୁ ଡିପ୍ ଓସନ୍ କୁ ଏକ୍ସପ୍ଲୋର କରିବାକୁ ଆମକୁ ଡିପ୍ ଓସନ୍ ମିଶନ ଆସିଛି। ଆମର ପ୍ରୋଜେକ୍ଟ ଏମ୍ସ ଟୁ ସେଣ୍ଡ 3 ହ୍ୟୁମାନ୍ସ ଇନ୍ ଏ ମ୍ୟାନ୍ ସବମରିନ୍, ଏମିତିଆ ଗୋଟେ ସବମରିନ୍ ଅଛି ଦେଖ, ସେଇ ସ୍ପେସ୍ ସଟଲ ଭଳିଆ ଦେଖାଯାଉଛି। ତ ସିଏ ତା ଦେହରେ 3 ଜଣ ମଣିଷ ଯିବେ, ମତ୍ସ୍ୟ 6000 ତା ନା, ଟୁ ଏ ଡେପ୍ଥ ହବ 6000 ମିଟରକୁ। ମତ୍ସ୍ୟ 6000 କାହିଁ ନା 6000 ମିଟରକୁ ଏ ମାଛ ଯିବ ବାଇ 2027 ସୁଦ୍ଧା। ତ ଏଇଟା ଜାଣିଲେ। ଇଣ୍ଡିଆ ଷ୍ଟ୍ରାଟେଜିକ ପୋଜିସନ ଜଏନିଂ ସିଲେକ୍ଟ ଗ୍ରୁପ ଅଫ, କିଏ କରିଛି ଏଇଟା, ୟୁଏସ୍, ରଷିଆ, ଚାଇନା, ଜାପାନ, ଫ୍ରାନ୍ସ। 5ଟା ଅଲରେଡି କରିଛନ୍ତି, +1 ହବ ଇଣ୍ଡିଆ। ଏଇଟା କରିଦେଲେ କିନ୍ତୁ ଇଣ୍ଡିଆ 6th ପୋଜିସନ ହବ, କି କରିଛି ଏଇଟା ଟିକେ ଦେଖିଦିଅ ଟିକେ। ତାପରେ ଅବଜେକ୍ଟିଭ ଡିପ୍ ସି ମାଇନିଂ, ଏଇଟା ସବୁ ଜାଣିଗଲ। ମତ୍ସ୍ୟ 6000, ଫାଷ୍ଟ ସେଲ୍ଫ ପ୍ରୋପେଲ୍ଡ ମ୍ୟାନ୍ ସବମର୍ସିବଲ ହେଲା। ତ ଟାଇଟାନିୟମ ଆଲୟରେ ହେଇଛି, ସବୁ ଲାଇଫ ସପୋର୍ଟ, ଇଏ ସିଏ। ତ ମତ୍ସ୍ୟ 6000 କିଏ ଡେଭଲପ କରିଛି, କୋଲାବୋରେସନ ଅଫ NIOT ଆଉ ମିନିଷ୍ଟ୍ରି ଅଫ ଆର୍ଥ ସାଇନ୍ସ ଆଣ୍ଡ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର। ତ ଏଇଟା ତ ଜାଣିଛନ୍ତି ଆମେ, ଓସନ୍ ମାନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସନ୍ ଟେକ୍ନୋଲୋଜି କରିଥିବ, ଗୋଟେ ଇସ୍ରୋରୁ ବି ସେଥିରେ ପାର୍ଟ ଅଛି, ବିକ୍ରମ ସାରାଭାଇ, ଯେ ଆମ ତିରୁବନନ୍ତପୁରମରେ ଅଛି ଯୋଉଟା। ତ ସେଇଟା NIOT, ଏଇଟା କୋଉଠି, ଆମର ଚେନ୍ନାଇରେ ଅଛି। ବାରମ୍ବାର ମୁଁ ହେଡକ୍ୱାର୍ଟର ସବୁବେଳେ କହୁଛି, କାରଣ ନା ସେଇଟା ହିଁ ପକେଇବ ଷ୍ଟାଟିକ ଜିନିଷଟା। ଓକେ, ଏଇଟା କନଫ୍ୟୁଜ ଜିନିଷଟା ଜାଣିଲେ, ବଟ୍ ସେଇଟା ମନେ ରଖିବାକୁ ପଡିବ। ଏ ଦେଖ ସମୁଦ୍ରାୟନ ମତ୍ସ୍ୟ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ନ୍ୟୁଜ। ତ ଏଇଟା ଅଛି। ହ୍ୱାଟ ଇଜ ଦ ଡିପ୍ ଓସନ୍ ମିଶନ, ଡିପ୍ ଓସନ୍ ମିଶନ ବିଷୟରେ ଦେଲା କେବେ, ଏଇଟା 5 ବର୍ଷ ପାଇଁ 21 ରୁ 26 ପର୍ଯ୍ୟନ୍ତ ଅଛି। ଇଣ୍ଡିଆର ବ୍ଲୁ ଇକୋନୋମିକୁ, ସେଇଟା ବ୍ଲୁ ଇକୋନୋମି କଣ, ଇକୋନୋମି କଣ, ଯୋଉଠୁ ଆମେ କିଛି ପଇସା ପାଇବା, ସେଇଟା ହଉଛି ଇକୋନୋମି। ତାର ଅର୍ଥ ହେଲା ସେୟା, ଲାଭ ଉଠେଇବାର ଅଛି ବସ୍। ବ୍ଲୁ ଇକୋନୋମି ମାନେ କଣ ନା, ଆମେ ସମୁଦ୍ରର ପାଣିକୁ ବ୍ଲୁ ବୋଲି ଆମେ ଧରୁ, ଆଜି ବ୍ଲୁ ହେ ପାନି ପାନି କୁହନ୍ତି ନା, ତ ସମୁଦ୍ରରୁ ଲାଭ ଉଠେଇବାକୁ ବ୍ଲୁ ଇକୋନୋମି କହନ୍ତି। ତେଣୁ ମୁଁ ଅରେଞ୍ଜ ଇକୋନୋମି କାଲି କହିଥିଲି, ଏଇ ଯୋଉ ଆଗରୁ ଟିକେ କହିଥିଲି, ଏମିତି ସେଗୁରା ସବୁ। ତ it supports climate change research and aligns with UN's the 2021 to 30 decade of ocean science for sustainable development। ତ ଏଇଟା ମନେ ରଖିଦବା, ଏବେ କରେଣ୍ଟଲି ୟୁଏନ ର କୋଉଟା ଚାଲିଛି, ଡିକେଡ ଅଫ ଓସେନ ସାଇନ୍ସ, ଡିକେଡ ଅଫ ଓସେନ ସାଇନ୍ସ ଫର ସଷ୍ଟେନେବୁଲ ଡେଭଲପମେଣ୍ଟ, ଓସେନ ସାଇନ୍ସ ଫର ସଷ୍ଟେନେବୁଲ ଡେଭଲପମେଣ୍ଟ। ତ ଏଇଟା ମନେ ରଖିଦେବେ। ଏଇଠି ମତେ କମେଣ୍ଟରେ କହିବେ, ଇକୋନୋମିରେ ମୋର SDG କ୍ଲାସ ସବୁ କରିଦେଇଛନ୍ତି। ତ ଆମର ଲାଇଫ ବିଲୋ ଓସେନ କୋଉ SDG ଗୋଲରେ ଅଛି ହେଲା, ସେଇଟା ମତେ କହିବେ। ତ ଏସବୁ ଗଲା ଆମର, ତ ଜାଣିଲେ ଏସବୁ ବିଷୟରେ ବେଶୀ କିଛି ଜାଣିବା ନାହିଁ। ବସ୍ ଏବେ ଗୋଟେ ଲଞ୍ଚ ହେଲା କଣ, ହଁ ଏଇଠି ଜାଣିବାର ଅଛି, ପଲିମେଟାଲିକ ନୁଡୁଲ୍ସ କଣ, PMN କହୁଛନ୍ତି। ନା ମୁଁ କହିଥିଲି ଏଇଟା ହେଲା ଧର ସମୁଦ୍ର, ଏଇଟା ଲ୍ୟାଣ୍ଡ, ଏଇଟା ସମୁଦ୍ର। ସମୁଦ୍ର ଏଇଠି ସବୁ ଏମିତି ସବୁ ଗୋଲ ଗୋଲ ହେଇକିରି ଅଛି, ପଥର ପଡିଲା ଭଳିଆ ଲାଗିଛି ହେଲା, ପଡିଥିବ ସବୁ, ସେଗୁରା ସବୁ ପଲିମେଟାଲିକ ମାଙ୍ଗାନିଜ ନୁଡୁଲ। ତ ଏଇ ନା ଦେଖନ୍ତୁ, ପଲିମେଟାଲିକ ମାନେ ବହୁତ ସାରା ମେଟାଲର ଅଛି, ମାଙ୍ଗାନିଜ କାହିଁ, ମୁଖ୍ୟତଃ ମାଙ୍ଗାନିଜ ଅଛି। ତ ଆ ଦେହରେ ବହୁତ ସାରା ଅଲଗା ଅଲଗା ପ୍ଲସ ମାଙ୍ଗାନିଜ ମୁଖ୍ୟ ଅଛି, ନୋଡୁଲ ଏମିତିଆ ଗୋଲିଆ ଗୋଲିଆ ତ ଅଛି, ତ ସେଟା ପଲିମେଟାଲିକ ନୋଡୁଲ। ରିସର୍ଚ୍ଚ ବିଷୟ ସାଗର ନିଧି କୁ ୟୁଜ କରି AUVOME 6000 କଣ୍ଡକ୍ଟେଡ 14 ସ୍କୋୟାର ଫୁଟ ସର୍ଭେ। କେତେ କଣ ଅଛି ଆମେ କରିଥିଲୁ ଅଲରେଡି, ସେ କୋଉଟା ସାଗର ନିଧିରେ ନେଇକିରି, ଏଇଟା ତାର
ଏଠି ଅଟୋନୋମସ୍ ଅଣ୍ଡର ୱାଟର ଭେହିକିଲ୍ସ ଓସନ୍ ମିନେରାଲ ଏକ୍ସପ୍ଲୋରର, ମାନେ ଏଇଟା ସାଗର ନିଧି ଗଲା ଆଉ ଏଇଟା ତା ଦେହରୁ ବାହାରିକି ରିସର୍ଚ୍ଚ କଲା AUV OMH 6000 କରିକି ଆସିଥିଲା। ଏବେ ଯିବ ମତ୍ସ୍ୟ 6000। ତ ଏଇଟା ଗଲା। ତାପରେ ଏବେ ସମୁଦ୍ର ମନ୍ଥନ ସ୍କିମ୍ ଲଞ୍ଚ କରାଯାଇଛି। ସମୁଦ୍ର ମନ୍ଥନର ଇଂଲିଶ ଟା କଣ କରାଯାଇଛି? ନ୍ୟାସନାଲ ଅଫସୋର ଏକ୍ସପ୍ଲୋରେସନ ସ୍କିମ୍। ନ୍ୟାସନାଲ ଅଫସୋର ଏକ୍ସପ୍ଲୋରେସନ ସ୍କିମ୍ ସେଟା କଣ? ସେଟା ନା ଆମେ ଏଇଟା କଣ କରାଗଲା? ଏଇଟା କରାଗଲା ଏଇଟା ହେଲା ଓସନ। ଏଇଟା ଆମେ ଡିପ୍ ସି ରେ କଣ ଅଛି ସେଇଟାକୁ ଆମେ ଏକ୍ସପ୍ଲୋର କରିବାକୁ ଯାଉଥିଲେ। ଏଇଟା ହେଲା ଲ୍ୟାଣ୍ଡ। ଓକେ, ଲ୍ୟାଣ୍ଡ ଏଇଟା ହେଲା କୋଷ୍ଟ। ଏଇଟା ଆମେ ଡିପ୍ କୁ ଯିବାକୁ ହେଲେ ଏଇଟା କଣ ହେଲା? ଏଇଟା ହେଲା ଡିପ୍ ସି ମିଶନ। କିନ୍ତୁ ଆମେ ଏବେ ଏଇଠି ଯୋଉ ଏଇ ପାଖାପାଖି ଯୋଉ ସମୁଦ୍ରରେ ଏଇଠି ଅଏଲ ଏକ୍ସପ୍ଲୋର କରିବା, ଅଏଲ ଅର ସେଲ୍ ଗ୍ୟାସ୍ ଏକ୍ସପ୍ଲୋର କରିବା, ତାକୁ କହିବା କଣ ନା? ସେଇଟା ହଉଛି ସମୁଦ୍ର ମନ୍ଥନ ବା ନ୍ୟାସନାଲ ଅଫସୋର ଏକ୍ସପ୍ଲୋରେସନ ସ୍କିମ୍। ତ ଡିପ୍ ସି ମିଶନ ଏଇଟା ସିମ୍ପଲ ଡିପ୍ ସି ସ୍ପେସ୍ ବା ସରି ଡିପ୍ ସି ଆଉ ଆର୍କଟିକ ଆଇସ୍ କଭର ସେଇଟା କିଏ? ମିନିଷ୍ଟ୍ରି ଅଫ ଆର୍ଥ ସାଇନ୍ସ। କିନ୍ତୁ ଅଏଲ ଏକ୍ସପ୍ଲୋରେସନ ଏଇଟା କିଏ କରିବ? ମିନିଷ୍ଟ୍ରି ଅଫ ପେଟ୍ରୋଲିୟମ ଆଣ୍ଡ ନ୍ୟାଚୁରାଲ ଗ୍ୟାସ। ସିମ୍ପଲ ହେଲା। ଏଇଟା ତ ରିନ୍ୟୁଏବଲ ଏନର୍ଜି ନୁହେଁ, ତ ଏଇଟା ସେଥିପାଇଁ ସିଏ କରିବ। ଏଇଟା ମନେ ରଖନ୍ତୁ। ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ମାନେ ପୁରା ସେଣ୍ଟର ଫଣ୍ଡେଡ। ମିନିଷ୍ଟ୍ରି ଅଫ ପେଟ୍ରୋଲିୟମ ନ୍ୟାଚୁରାଲ ଗ୍ୟାସ 84,084 ଦିଆ ହେଇସାରିଲାଣି। ହାଇଲି ରିସ୍କି କ୍ୟାପିଟାଲ ଇଣ୍ଟେନ୍ସିଭ ଏସବୁ କରିବ। ବିକଶିତ ଭାରତରେ କାମରେ ଆସିବ। ତ ଏଥିରେ ବେଶୀ କିଛି ଆଉ କରିବାର ନାହିଁ। ଅଫସୋର ବେସିନ ଆମର କୋଉଠି ଅଛି ସବୁ ମୁଖ୍ୟ ଦେଖ, କୃଷ୍ଣା, ଗୋଦାବରୀ, କାବେରୀ, ମହାନଦୀ, ଆଣ୍ଡାମାନ ରିଜନ। এই ମହାନଦୀ ପୂର୍ବ ନ୍ୟୁଜ ଆରଥରକ କଭର କରିଥିଲି। ମହାନଦୀରେ ସେଠି ଏକ୍ସପ୍ଲୋରେସନ ଷ୍ଟାର୍ଟ ହେଇଛି ବୋଲି। ଅଫସୋର ମାନେ ଯୋଉଠି ସେ ପଡିଛନ୍ତି ସମୁଦ୍ରରେ, ସମୁଦ୍ର ଭିତରେ ପାଖାପାଖି ମାନେ କୋଷ୍ଟୁ ଟିକେ ଭିତରକୁ ସେଠି ସବୁ ମିଳୁଛି ହେଲା। ତ ସେଇଟା ହେଲା। ତ କରେଣ୍ଟ ପ୍ରୋଗ୍ରେସ ONGC ପ୍ଲାନ୍ସ ଟୁ ଡ୍ରିଲ୍ 150 ମିଟର ଡ୍ୟୁ 7 ଇୟର୍ସ ଆଣ୍ଡ ଆସେସ୍ ମିଟର ଇକ୍ୱିଭାଲେଣ୍ଟ କହିଲେ ଅଏଲ ଇଣ୍ଡିଆ କରୁଛି ଆଉ ONGC କରୁଛି। ONGC ଅଏଲ ଇଣ୍ଡିଆ କୋଉଠି? ଆଣ୍ଡାମାନ ରିଜିଅନ କୁ ଯାଉଛି। ନ୍ୟାଚୁରାଲ ବିଜୟପୁରମ 2 ବିଜୟପୁରମ 3 ଏସବୁ ପାଇଛନ୍ତି। ଆଉ ONGC ସବୁ ଆଡେ କରୁଛି ଆମର ଗଲା। ତାପରେ ପ୍ରଡକ୍ସନ ଟାର୍ଗେଟ ଏସବୁ ଦରକାର ନାହିଁ। ତ ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ଏ ତିନିଟା ନ୍ୟୁଜ କଭର କଲେ। ତାପରେ ମନି ବିଲ୍ ରୁଟ୍ ଟୁ ଇନକ୍ରିଜ ସୁପ୍ରିମକୋର୍ଟ ଜଜ୍ ଷ୍ଟ୍ରେନ୍ଥ। ମୁଁ ଜୁଡିସିଆରିଟା କଭର କରିଥିଲି। ଆମର 34 ଜଜେସ୍ ଅଛନ୍ତି, ସେଇଟାକୁ ଏବେ ଚେଷ୍ଟା କରୁଛନ୍ତି 37 ବଢେଇବା ପାଇଁ। କିନ୍ତୁ ତାକୁ ଅପୋଜ କରାଯାଉଛି ଅପୋନେଣ୍ଟ ଦ୍ୱାରା। ତ ଇଏ କଣ କରୁଛି? ମନି ବିଲ୍ ରେ ପାସ୍ କରିବାକୁ ଚେଷ୍ଟା କରୁଛି ଗଭର୍ଣ୍ଣମେଣ୍ଟ। ମନି ବିଲ୍ ରେ କାହାର କହିବାର ଥାଏ? ମନେ ରଖନ୍ତୁ, ଏଇଟା ରିଭାଇଜ କରିବେ ପୁରା ପଲିଟି କ୍ଲାସରେ। ଯୋଉ ଆମର ଲେଜିସ୍ଲେଚରରେ ମୁଁ କରିଛି ଲୋକସଭା ଙ୍କର ପାର୍ଲାମେଣ୍ଟର ସ୍ପିକରଙ୍କର ପାୱାର ଅଫ ସ୍ପିକର। ସ୍ପିକର ହିଁ ଓନ୍ଲି ଯିଏ କହିପାରିବେ କୋଉଟା ମନି ବିଲ୍। ଓକେ, ଆଉ ମନି ବିଲ୍ ୱାନ୍ସ ଇଣ୍ଟ୍ରୋଡ୍ୟୁସ ହେଇଗଲା ମାନେ ସେଥିରେ ମାନେ ପାୱାର ଟି କମିଯାଏ କାହାର? ରାଜ୍ୟସଭାର। ତ ରାଜ୍ୟସଭାରେ ହିଁ ଆମର ଷ୍ଟ୍ରେନ୍ଥ ଅଛି ଅପୋଜିସନ ର। ତ ଲୋକସଭାରେ ସେଟା ରାଜ୍ୟସଭା ସେଟା କିଛି କହିପାରିବ ନାହିଁ। ତାକୁ ଯାହା ବି କହିବ ତାକୁ ଆମର ଲୋକସଭା ଆପଣେଇ ପାରିବ ନ ପାରିବ ସେଟା ଜଣେ। ତ ଇନସିଡେଣ୍ଟ ପ୍ରୋଭିଜନ ଅଣ୍ଡର ଆର୍ଟିକଲ 110(1). ତ ମନି ବିଲ୍ ର ପୁରା ପ୍ରୋଭିଜନ କଣ ସେଟାକୁ ଦେଖନ୍ତୁ। ଆମେ 2018 ରେ ଆଧାର ବି ସେଇଭଳିଆ ପାସ୍ ହେଇଥିଲା ହେଲା। ତ ଏଇଟା ମନି ବିଲ୍ ରୋଲ ଅଫ ସ୍ପିକର ଏଥିରେ କଣ? ଏଇଟା ପାୱାର ଟୁ ସାର୍ଟିଫାଇ ମନି ବିଲ୍ କହିବ କି ନାହିଁ ସେଇଟା କିଏ? ସ୍ପିକର ହିଁ କହିବେ। ଆଉ ତାଙ୍କ ପାୱାର ଟା ଏଇଟା କଣ ହବ ଏଇଟା ଠିକ କି ନାହିଁ ସେଇଟା ପେଣ୍ଡିଂ ଅଛି ସୁପ୍ରିମ କୋର୍ଟରେ। 7 ଜଜ ବେଞ୍ଚ ଡିସାଇଡ କରିବ ଏ ପାୱାର ଟା ଡିସ୍କ୍ରିସନାରୀ କି ନାହିଁ। ମାନେ ଆ ଉପରେ ସୁପ୍ରିମକୋର୍ଟ ବିବେଚନା କରିପାରିବ କି ନାହିଁ ସେଟା ଚାଲିଛି। ମନି ବିଲ୍ ଆର୍ଟିକଲ 110 ରେ ଅଛି। ଡିଲ୍ସ ୱିଥ ଟାକ୍ସେସନ ଗଭର୍ଣ୍ଣମେଣ୍ଟ ବରୋଇଂ ଆପ୍ରୋପ୍ରିଏସନ ପବ୍ଲିକ ଫଣ୍ଡ ଇନସିଡେଣ୍ଟାଲ ଟୁ ଦ ସବଜେକ୍ଟ। ତ ଏଇଟାକୁ ଆଉ ଯଦି ଏଇଟା ୱାନ୍ସ ଲୋକସଭା କରିଦେଲା, ରାଜ୍ୟସଭା କ୍ୟାନଟ ରିଜେକ୍ଟ ଅର ଆମେଣ୍ଡ କିଛି କରିପାରିବନି, ଖାଲି ରେକମେଣ୍ଡେସନ ଦେଇପାରିବ। ତ କିନ୍ତୁ ହେଲା ସୁପ୍ରିମକୋର୍ଟ ଯୋଉ ସାଲାରୀ ନେବେ ଜଜ, ତ ସେ ସାଲାରୀ ପଇସା ଅଧିକା ବଢିବ ବୋଲି କହିକିରି ଆକୁ ମନି ବିଲ୍ କରାଯାଉଛି। ତ ଏଇଟା କେତେ ଭୁଲ କେତେ ଠିକ ଆପଣ ଜାଣିଥିବେ। ତ ଯେତେବେଳେ ଚନ୍ଦ୍ରଚୂଡ ଥିଲେ ସିଏ ଡେସ୍କ୍ରାଇବ କରିଥିଲେ କି ମନି ବିଲ୍ ରୁଟ୍ ଫର ଆଧାର ଆକ୍ଟ ଆଜ ଏ ଫ୍ରଡ ଅନ୍ କନଷ୍ଟିଟ୍ୟୁସନ ଆଣ୍ଡ ଏ ସବଟରଫ୍ୟୁଜ। ତ ଏମିତିଆ ସବୁ ୱାର୍ଡ ୟୁଜ କରାହେଇଥିଲା, ବଟ ଏବେ ସେଇଥିରେ ହିଁ ପାସ୍ କରାହଉଛି। ମନି ବିଲ୍ ଆଉ ଅଦର ବିଲ୍ ଭିତରେ ଡିଫରେନ୍ସ ଦେଇଛି 110 ଆଉ ଅଦର। ଲୋକସଭା ଓନ୍ଲି ଲୋକସଭାରେ ଇଣ୍ଟ୍ରୋଡ୍ୟୁସ ହବ, ଆଇଦର ହାଉସ ରେ ଇଣ୍ଟ୍ରୋଡ୍ୟୁସ ହବ। ଏଇଟା ରାଜ୍ୟସଭା 14 ଦିନରେ ଫେରେଇବ। ରାଜ୍ୟସଭାର ପାୱାର ଏଥିରେ ଅଛି ଅଲଗା ସବୁ ବିଲରେ। ତ ଏଥିରେ ପ୍ରେସିଡେଣ୍ଟ ଆଗ ହିଁ ରେକମେଣ୍ଡ କରିକି ଦେବେ। ଏଇ ସବୁ ଇମ୍ପୋର୍ଟାଣ୍ଟ ପ୍ରୋଭିଜନ ମୁଁ କହିଲି ହେଲା, ଏଇଟାକୁ ମନେ ରଖିବେ। ଏଇଟା ଗଲା। ଆଉ ଲୋକସଭା ଆକ୍ସେପ୍ଟ କରିପାରିବ, ରିଜେକ୍ଟ କରିପାରିବ। ନୋ ଜଏଣ୍ଟ ସିଟିଂ, ଏଥିରେ ଜଏଣ୍ଟ ସିଟିଂ ମିଟିଂ କିଛି ନୁହଁ ମନି ବିଲ୍ ରେ। ତ ଏଇଠି ସବୁ ଲୋକସଭାର ଟିକେ ଗାରିମା ଯେହେତୁ ଲୋକଙ୍କର ହିଁ ସେ ସେଠି ଟିକେ ଗାରିମାକୁ ରଖା ହେଇଛି ଅଧିକ ହାଇ ପ୍ରେସିଡେନ୍ସ। ତ ସେଇଟା ଗଲା। ଇଣ୍ଡିଆର ଫାଷ୍ଟ ଟେଲିକମ ମାନୁଫାକ୍ଚରିଂ ଜୋନ ଇନ ଗ୍ୱାଲିୟର। ତ ଗ୍ୱାଲିୟରରେ ଅଛି ଟେଲିକମ ମାନୁଫାକ୍ଚରିଂ ଜୋନ ମଧ୍ୟପ୍ରଦେଶରେ ଆସୁଛି। ତ
इंडिया फास्ट डेडिकेटेड टेलीकॉम मैन्युफैक्चरिंग क्लस्टर क्लस्टर माने कौन सब मिसिकी थाए पूरा आरंभ रू लेकरी शेष पर्यंत तो एंड टू एंड टेलीकॉम मैन्युफैक्चरिंग सेक्टर आम एपर्यंत ही सब इंपोर्ट करूले बट एबे टेलीकॉम मैन्युफैक्चर करबा कोठी ग्वालियर आ बेसी किसी दरकार नहीं तापर एटा हॉर्न ऑफ अफ्रीका मु कहितली आगे एटा रेड सी देखैली एटा गल्फ ऑफ एडेन गल्फ जो स्ट्रेट ऑफ तो एटा बाब एल मानदेव କୋଉ କଣ୍ଟ୍ରି ଭିତରେ ଅଛି ୟେମେନ ଜିଜବୁଟି ଭିତରେ ଥିଲା କିନ୍ତୁ ଆମେ ହର୍ନ ଅଫ ଆଫ୍ରିକା କାହାକୁ କହନ୍ତି ଯୋଉ ଆଫ୍ରିକାର ଏଇ ଯୋଉ ଶୁଣ୍ଡଟା ଏଇ ଶୁଣ୍ଡରେ କୋଉ କଣ୍ଟ୍ରି ଅଛନ୍ତି ଦେଖନ୍ତୁ ୱାନ୍ ହେଲା ସୋମାଲିଆ ପୁରା ହର୍ନଟା ଯୋଉଟା ଅଛି ହର୍ନ ଅଗରେ ସୋମାଲିଆ ହିଁ ରହିଲା ମନେ ରଖିବ ତାପରେ ସୋମାଲିଲ୍ୟାଣ୍ଡ ଦିଟା ଅଲଗା ଦୁଇ ଇଥିଓପିଆ ତିନି ଜିଜବୁଟି ଚାରି ଇରିଟ୍ରିଆ ପାଞ୍ଚ ତ ପାଞ୍ଚଟା କଣ୍ଟ୍ରି ରହିଲା ହର୍ନ ଅଫ ଆଫ୍ରିକାରେ ହେଲା ହର୍ନଟା ହଉଛି ଏତକ ଏଇଟା ମନେ ରଖିବ ପାଞ୍ଚଟା କଣ୍ଟ୍ରି ଇରିଟ୍ରିଆ ଆଉ ଇଥିଓପିଆ ଜିଜବୁଟି ସୋମାଲିଆ ତ ଆଉ ଏଇଟା ସୋମାଲିଲ୍ୟାଣ୍ଡ ଟା ତାରି ପାର୍ଟ ଓକେ ତ ଏରିଟ୍ରିଆ ଜିଜବୁଟି ତ ଚାରିଟା ହିଁ କଣ୍ଟ୍ରି ଏକ ଦୁଇ ତିନି ଚାରି ତ ଚାରିଟା କଣ୍ଟ୍ରି ଯାଉଛି ଏଇଟା ସୋମାଲିଲ୍ୟାଣ୍ଡ ଇଜ ପାର୍ଟ ଅଫ ଏଇଟା ତ ଏଇଟା ମ୍ୟାପ ୱାର୍କ ପାଇଁ ଦେଇଥିଲି ଠିକ ଅଛି ଏଇଟା ଗଲା ତାପରେ ଏଇଟା ତ ମୁଁ କରିଦେଇଛି ଏଇଟା ତେଜିଂ ନରୱେ ନ୍ୟାସନାଲ ଆଡଭେଞ୍ଚର ଆୱାର୍ଡ ତେଞ୍ଜିଂ ନର୍ଗେ ନ୍ୟାସନାଲ ଆଡଭେଞ୍ଚର ଆୱାର୍ଡ India's highest national honor for outstanding achievement in the field of adventure ହେଲା in the official status equivalent to national sports କାହା ସହିତ national sports ସହିତ ଏଇଟା ମିଶିକିରି ଅଛି ଏଇଟା ମନେ ରଖିବେ ଧ୍ୟାନଚାନ୍ଦ ଖେଲ ରତ୍ନ ଆୱାର୍ଡ ସହିତ ଏଇଟା ଇକ୍ୱିଭାଲେଣ୍ଟ ଅଛି ତ ଏଇଟା ୱାନ୍ ଅଫ ଦ ମାନେ ଧ୍ୟାନଚାନ୍ଦ ଖେଲ ରତ୍ନ ନର୍ମାଲ ସ୍ପୋର୍ଟସ ଦିଆଯାଏ ଏଇଟା ଆଡଭେଞ୍ଚର ସ୍ପୋର୍ଟସ ରେ ବି ତେଞ୍ଜିଂ ନର୍ଗେ ଆୱାର୍ଡ ଦିଆଯାଏ ତ ଏଇଟା ଇଣ୍ଟରଷ୍ଟେଟ ୱାଟର ଡିସ୍ପ୍ୟୁଟ ମୁଁ ଭଲସେ କରିଦେଇଛି ଆର୍ଟିକଲ 262 ଆଉ ପାର୍ଲାମେଣ୍ଟ କୁ ହିଁ ଏକ୍ସକ୍ଲୁଜିଭ ପାୱାର ଏଥିରେ ସୁପ୍ରିମକୋର୍ଟର ବେଶୀ କିଛି କହିବାର ନାହିଁ ଏଥିରେ ଦିଟା ବଡି ଆକ୍ଟ କରାହେଇଛି ପାର୍ଲାମେଣ୍ଟ କରିଛି ରିଭର୍ସ ବୋର୍ଡ ଆକ୍ଟ 1956 ଇଣ୍ଟରଷ୍ଟେଟ ୱାଟର ଡିସ୍ପ୍ୟୁଟ ଆକ୍ଟ 1956 ତ ରିଭର ବୋର୍ଡ କଣ କରିବ ଇଣ୍ଟରଷ୍ଟେଟ କଣ କରିବ ଏଇଟା କହିନଥିଲି ଏଥିପାଇଁ ଏଇଟା ଆଡ କରିଛି ଏଇ ଦିଟା ଭିତରେ କନଫ୍ୟୁଜନ ହୁଏ ରିଭର ବୋର୍ଡ କଣ କରିବ river board କରିବ establishment of river board by the central government for regulation and development of ଏଟା ରେଗୁଲେସନ ଆଉ ଡେଭଲପମେଣ୍ଟ ପାଇଁ କରିବ ହେଲା ରିଭର ବୋର୍ଡ ଆଉ ଇଣ୍ଟରଷ୍ଟେଟ ଡିସ୍ପ୍ୟୁଟ ସେଟଲମେଣ୍ଟ ପାଇଁ ଆଡହକ୍ ଟ୍ରାଇବୁନାଲ କରିବ ତ ଟ୍ରାଇବୁନାଲ ଟା କାହା ଅଣ୍ଡରରେ ଯଦି ସେଟା ଷ୍ଟେଟମେଣ୍ଟ ବୁଲେଇକି ପକେଇବ ମନେକର ଏଇଟା ହଉଛି ଟ୍ରାଇବୁନାଲ କରିବ ଏଇଟାକୁ କଣ କରିବ ମାନେ ଆମର ସଲ୍ଭ କରିବା ପାଇଁ ଡିସ୍ପ୍ୟୁଟ କିନ୍ତୁ ଏଇଟା ଡେଭଲପମେଣ୍ଟ ପାଇଁ ବୋର୍ଡ ହବ ମହାନଦୀ ଡେଭଲପମେଣ୍ଟ ବୋର୍ଡ ଯଦି ହେଲା ତ ମହାନଦୀର ସବୁ କ୍ୟାଚମେଣ୍ଟ ଏରିଆ ଇଏ ତାକୁ କେମିତି ଡେଭଲପ ହବ ସେଟା କରାହବ ତ ଏଇ ଦିଟା ମନେ ରଖିବେ ଆର୍ଟିକଲ 262 ମନେ ରଖିବେ ତ ଇଏ ଗଲା ୟୁନାଇଟେଡ କିଙ୍ଗଡମ କହିଦେଲି ଆଉ ଗୋଟେ ନ୍ୟୁଜ ଥିଲା କଣ ବଡ ଟ୍ରେନ ନାଥୁଲା ପାସ୍ which remain suspended for 6 ବର୍ଷ କୋଭିଡ ଠାରୁ ସସ୍ପେଣ୍ଡ ଥିଲା ଇଣ୍ଡିଆ ଚାଇନା ଭିତରେ ଏବେ ଆସିଲା ଆକ୍ଟିଭେଟ କରାଗଲା ତ ନାଥୁଲା ପାସ୍ କୋଉଠି ଅଛି ସିକିମରେ ଅଛି ମୁଁ ଦେଖେଇଥିଲି ତ ତ ଆଉ କିଛି ବେଶୀ ଦେଖିବା ନାହିଁ ଆଉ କଣ ସିପକିଲା ଅରୁଣାଚଳ ପ୍ରଦେଶ ଲିପୁଲେଖ ଉତ୍ତରାଖଣ୍ଡ ଆମର ଚାଇନା ସହିତ ତିନିଟା ଟ୍ରେଡ ରୁଟ ପ୍ରାୟ ଅଛି ଗୋଟେ ହଉଛି ସିପକିଲା ଏଇଟା ସିପକିଲା ତାପରେ ଉତ୍ତରାଖଣ୍ଡରେ ହଉଛି ଲିପୁଲେଖ ଲିପୁଲେଖ ଆଉ ସିକିମରେ ହଉଛି ନାଥୁଲା ହେଲା ତ ଏଇଟା ଗଲା ତାପରେ ଏଇଟା ମୁଁ ଦେଇଛି ଏଇଠି ପାସ ର ସବୁ ଏଇଠି ଏଇଟା ଟିକେ ମନେ ରଖିଦେବେ ଏଇଟା ଇମ୍ପୋର୍ଟାଣ୍ଟ ଜିନିଷଟା ଦେଇଛି ଏଇଟାକୁ ମନେ ରଖିଦେବେ ଏଥିରେ ମୁଁ ଘୋଷିବାର କିଛି ନାହିଁ ଖାଲି ଏଇଠି ସବୁ ଷ୍ଟେଟ ୱାଇଜ ମାର୍କ କରିଦିଅନ୍ତୁ ଷ୍ଟେଟ ୱାଇଜ ଏଇଟା ହେଲା ହିମାଚଳ ପ୍ରଦେଶରେ କୋଉରା ଅଛି ଏଇଠି ଅଛି ଉତ୍ତରାଖଣ୍ଡ କୋଉଟା ଏଇଟା ସିକିମରେ ତିନିଟା ହିଁ ଅଛି ଅରୁଣାଚଳ ପ୍ରଦେଶରେ ଏଗୁରା ସବୁ ପଡେ ଯୋଉଠି ଅଳ୍ପ ଅଛି ସେଗୁରା ସବୁ ପଡେ ହେଲା ଏଠି ସେମିତି ଚାଇନା ସହିତ ଏଠି ବର୍ଡରରେ କଣ ଅଛି ଏଇଟା ଜୋଜିଲା ଏଇଠି ଥିବ ଏଇଟା ଜୋଜିଲା ଏଇଠି ହାଇଲି ମୋଟର ଲେବୁଲ ରୋଡ ହଉଛି ତ ଏଇ ସବୁ ଜିନିଷ ଟିକେ ମନେ ରଖିବେ ଓକେ ତ ସେଇଟା ଗଲା ଆଉ ଗୋଟେ ନ୍ୟୁଜ ଥିଲା ଆର୍ଥର ୱାଟର ରିଗାର୍ଡିଂ ଥିଲା ତ ଏଇଟା ଏନସିଏଟ ର ଏଇ ପିକ୍ଚର ଟା ମୁଁ ଆଣିଛି ଆର୍ଥର ୱାଟର ଅଛି କୋଉଠି ଏଇଟା ମୁଁ ତ ମୋର ଯୋଉ ଏବେ କରିବି ଓସେନ ଟା ସେଥିରେ କଭର କରିଦେବି ଏଇଟା ଓସେନୋଗ୍ରାଫିରେ ତ ଏଇଟା ଖାଲି ଦେଖିଦିଅନ୍ତୁ ଓସେନୋଗ୍ରାଫିରେ ମୁଁ କଭର କରିଦେବି ହେଲା କୋଉଠି ଆମର ୱାଟର କେତେ କଣ ଅଛି ତ ସେଇଟା ଗଲା ଦେନ୍ ନୀଳ ରିଭର ଟା ନ୍ୟୁଜ ରେ ଥିଲା ରିଭର ନାଇଲ ଏଇଟା ମୁଁ କହିଲି ହର୍ନ ଅଫ ଆଫ୍ରିକା ଟା ହର୍ନ ଅଫ ଆଫ୍ରିକା ଟା ଗଲା ଏତିକି ଆଉ ଏଇଠି ନୀଳ ରିଭର ଯାଇଛି ଦେଖ ଲେକ୍ ଭିକ୍ଟୋରିଆରୁ ନୀଳ ରିଭର ବାହାରିଲା ତ କୋଉ କଣ୍ଟ୍ରି ଉଗାଣ୍ଡା ସାଉଥ ସୁଦାନ ତାପରେ ସୁଦାନ ତାର ନୀଳ ରିଭର ର ବଡ ଟ୍ରାଇବୁଟାରି ହେଲା ବ୍ଲୁ ନୀଳ କୋଉଠି ବାହାରିଛି ଲେକ୍ ତାନାରୁ ଏ ଲେକ୍ ତାନା ବି ପଡେ ଏଇଟା ହ୍ୱାଇଟ ନୀଳ ବ୍ଲୁ ନୀଳ ମିଶିକିରି ଏବେ ହେଲେ ନାଇଲ ରିଭର ତ ହ୍ୱାଇଟ ବାହାରିଲା କୋଉଠୁ ଲେକ୍ ଭିକ୍ଟୋରିଆରୁ ଆଉ ବ୍ଲୁ ବାହାରିଲା ଲେକ୍ ତାନାରୁ ଦି ଯାକ ମିଶିଲେ କୋଉଠି ମିଶିଛନ୍ତି ଖାର୍ତୁମ ହେଉଛି ସୁଦାନର କ୍ୟାପିଟାଲ ସେଠୁ ମିଶିକିରି ଏମିତି ମିଆଣ୍ଡରିଂ କୋର୍ସ କରିଛି ଦେଖ କେମିତି ଯାଇକିରି କାଇରୋ ଇଜିପ୍ଟରେ ସେ ପଡିଛି ମେଡିଟେରିଆନ ସି ଠିକ ଅଛି ଇଏ ଲଙ୍ଗେଷ୍ଟ ରିଭର ଭିତରୁ
ଆଉ ଏଠି ରିଫ୍ଟ ଭ୍ୟାଲି ଯାଇଛି, ଏଇଠି ସବୁ ରିଫ୍ଟ ଭ୍ୟାଲି ଏମିତି ଅଛି। ରିଫ୍ଟ ଭ୍ୟାଲି ମାନେ ଯୋଉ ଆମେ ପ୍ଲେଟ ଟେକ୍ଟୋନିକ୍ସ ପଢିଛୁ ସେଇ ଅନୁସାରେ ଇଏ ସବୁ ଏଇଠୁ ଫାଡି ହବାର ଅଛି, ଚିରି ହେଇଯିବ ଆଫ୍ରିକା ଟା। ତ ସେଇଠି ପାଣି ଫାଣି ଜମି ଯାଇଛି, ଖାଲ ହେଇଗଲାଣି, ଲେକ୍ ଆଲବର୍ଟ, ଲେକ୍ ଭିକ୍ଟୋରିଆ, ଏଇଠି ବହୁତ ସାରା ଲେକ୍ ଅଛି, ସେଇଟା ଆମେ ଆଫ୍ରିକାର ଇଏ ପଢିଲେ ପଢିଦବା। ତ ଏଇଠି ଦେଇଛି ତାର ଇଏ ଲେକ୍ ବାଇ ଭିକ୍ଟୋରିଆ, ଲେକ୍ ଆଲବର୍ଟ ଦେଖନ୍ତୁ, ରାୱାଣ୍ଡା, ବୁରୁଣ୍ଡି ସବୁ ରହିଛି ଏଇଠି, ଛୋଟିଆ କଣ୍ଟ୍ରି କେତେ ରାୱାଣ୍ଡା, ବୁରୁଣ୍ଡି, ତ ଏମିତି ସବୁ। ଲେକ୍ କ୍ୟୋଗା ଏଇଠି ଗଲା, ତାପରେ ଗ୍ରାଣ୍ଡ ଇଥିଓପିଆନ ରିନାଇସାନ୍ସ ଡ୍ୟାମ ଏଇଠି ଅଛି, କାହା ଉପରେ, ଏଇଟା ବ୍ଲୁ ନୀଳ ଉପରେ ଅଛି, ଲେକ୍ ତାନା ହେଇଛି। ତ ଏସବୁ ଏ ଅସ୍ୱାନ ଡ୍ୟାମ ଏଇଟା ସବୁବେଳେ ପଡେ, ଲେକ୍ ନାସେର ହେଇଛି ସେଠି, ଅସ୍ୱାନ ଡ୍ୟାମ ଟା ସବୁବେଳେ ପଡେ, ଇଜିପ୍ଟରେ ଅଛି ସେଟା। ତ ଆଲେକ୍ଜାଣ୍ଡ୍ରିଆ ଏଇଠି ଅଛି, ଆଲେକ୍ଜାଣ୍ଡ୍ରିଆ ଟା ଏଇ କାଇରୋ ମାନେ ନୀଳ ମାଉଥରେ ହିଁ ଅଛି। ତ ଏଇ ସବୁ ଜିନିଷ ମ୍ୟାପ ୱାର୍କ ଟିକେ କରିଦିଅନ୍ତୁ। ଆଉ ଛୋଟ ଛୋଟ କେତେଟା ନ୍ୟୁଜ ରହିଲା। ଇ ପ୍ରତ୍ୟାରୋପଣ, ଇ ପ୍ରତ୍ୟାରୋପଣ କଣ, ଡିଜିଟାଲ ପ୍ଲାଟଫର୍ମ ଇଣ୍ଡିଆସ୍ ଅର୍ଗାନ ଡୋନେସନ, ପ୍ରତ୍ୟାରୋପଣ କଣ କରିବ, ଅର୍ଗାନ ଡୋନେସନ କୁ ଇଏ। ତ ଏଇଟା ମନେ ରଖିଦେଲେ। ତ ଆଉ ଗୋଟେ ଜିନିଷ ନକ୍ସା ପ୍ରୋଜେକ୍ଟ, ଏତ ଯୋଉ ଟେଷ୍ଟ ଟା କରିଥିଲି ସେଥିରେ ନକ୍ସା ପ୍ରୋଜେକ୍ଟ ପକେଇଥିଲି। ନକ୍ସା ହଉଛି ନ୍ୟାସନାଲ ଜିଓ ସ୍ପେଟିଆଲ ନଲେଜ ବେସ୍ଡ ଲ୍ୟାଣ୍ଡ ସର୍ଭେ ଇନ୍ ଅର୍ବାନ ହାବିଟେସନ। ତ ନକ୍ସା ରୁରାଲ ନୁହେଁ, ଏକ ତ ଅର୍ବାନ ହାବିଟେସନ ଲ୍ୟାଣ୍ଡ ବେସ୍ଡ ସର୍ଭେ କୁ ତାର ଫୁଲ ଫର୍ମ ବି ପକେଇ ଦେଇପାରେ। ଆରଥର ପଡିଥିଲା ଆମର ସିପି ଗ୍ରାମ ଗୋଟେ ଦେଖିଥିଲେ କୋଉ ଏକ୍ସାମ ରେ ପଡିଥିଲା ବିପିଏସସି ର। ତ ସେମିତି ନ୍ୟାସନାଲ ଜିଓସ୍ପେଟିଆଲ ନଲେଜ ବେସ୍ଡ ଲ୍ୟାଣ୍ଡ ସର୍ଭେ ଇନ୍ ଅର୍ବାନ ଏରିଆ ହାବିଟେସନ। ଏଇଟା ମନେ ରଖିବେ, ପାଇଲଟ ପ୍ରୋଗ୍ରାମ ମିନିଷ୍ଟ୍ରି ଅଫ ରୁରାଲ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଅଫ ଲ୍ୟାଣ୍ଡ ରିସୋର୍ସ। ତ ମିନିଷ୍ଟ୍ରି ଅଫ ରୁରାଲ ଡେଭଲପମେଣ୍ଟ କରୁଛି, ବଟ ଅର୍ବାନ ହାବିଟେସନ ର କରୁଛି, ତ ଏଇଟା ଟିକେ ପ୍ରୋବ୍ଲେମେଟିକ ଜିନିଷ। ଅର୍ବାନ ସେଟେଲମେଣ୍ଟ ଇନ୍ 152 ଅର୍ବାନ ଲୋକାଲ ବଡିଜ 26 ଷ୍ଟେଟ ପାଇଁ ଏଇଟା ହେଇଛି। ତ ଏଇଟା ମିନିଷ୍ଟ୍ରି ଅଫ ରୁରାଲ ଡେଭଲପମେଣ୍ଟ କିନ୍ତୁ କରୁଛି, ତ ଏଇଟା ଟିକେ ମନେ ରଖନ୍ତୁ। ତାପରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବିଷୟରେ ତ ଆଗରୁ କହିଲି, ସେଟା ନ୍ୟୁଜ ଟା ଥିଲା। ଏବେ ଜିଓଲୋଜିକାଲ ଆଉ ସରି ଜୁଲୋଜିକାଲ ବଟାନିକାଲ, ତ ତାର କମ୍ପାରିଜନ ଟା ଆ ଷ୍ଟେଟମେଣ୍ଟ ସେଥିରେ, ତା ଷ୍ଟେଟମେଣ୍ଟ ଟା ଏଥିରେ ପକେଇ ଦିଏ। ତ ଏଇଟା 1916, ଏଇଟା 1890। ତ ଆଗ ହେଇଥିଲା ବଟାନି, ତାପରେ ହେଇଥିଲା ଜୁଲୋଜି, ବି ଜେଡ ଏମିତି ମନେ ରଖିବେ। ଇଏ କୋଲକାତା ଇଏ ମିନିଷ୍ଟ୍ରି ସେମ ମିନିଷ୍ଟ୍ରି, ଆର କାମ ସେମ, ଇଏ ହଉଛି ପ୍ଲାଣ୍ଟ ପାଇଁ, ଇଏ ଆନିମଲ ପାଇଁ। ଆଉ ଏଇଟା ଜାଣିଗଲେ ଆଉ ବେଶୀ କିଛି ନାହିଁ, ବାସ୍ ସେତିକି ହିଁ ଖାଲି ମନେ ରଖିବାର ଅଛି। ଓକେ, ତ ଏଇଠି କଣ ଦେଇଛି, ଜୁଲୋଜିକାଲ କିଏ ଫାଉଣ୍ଡ ଆଉଟ୍ କରିଥିଲେ, ଡବ୍ଲ୍ୟୁ ଏଚ୍ ପଜେ କରିଥିଲେ। ଆଉ 1837 କମିଟି ଟୁ ଇନଭେଷ୍ଟିଗେଟ କୋଲ ଆଣ୍ଡ ମିନେରାଲ ବାଲା ହେଇଥିଲା। ଏଇଟା କିଏ, ଏଇଟା ହଉଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ, ସିଏ ତ ଗଲା ଦିଟା। ତ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଫାଷ୍ଟ ୟୁଜ୍ଡ ବାଇ ଜନ୍ ମ୍ୟାକକ୍ଲେନ 1848, ତା ପାଇଁ ଇଏ କରିଥିଲେ। ତ ୱିଲିୟମ ଫାଷ୍ଟ ପ୍ରଫେସନାଲ ଜିଓଲୋଜିକାଲ ସର୍ଭେୟର 1846 ରେ, ଡିଏଚ ୱିଲିୟମ୍ସ ହେଲା। 8 ମାର୍ଚ୍ଚ 1851 ରେ ସାର୍ ଥୋମାସ ଓଲ୍ଡହାମ ଇନ କାଲକାଟା ମାର୍କ ଦ ବିଗିନିଂ ଅଫ ଜିଓଲୋଜିକାଲ ସର୍ଭେ। ତ 1851 ରେ ଜିଓଲୋଜିକାଲ ସର୍ଭେ ଆସିଥିଲା। ତାପରେ ଏମିତି 1851, ତାପରେ 1890 ରେ ଜୁଲୋଜି ବଟାନିକାଲ, ତାପରେ 1916 ଜୁଲୋଜିକାଲ। ଏ ତିନିଟା ଯୋଉ ସର୍ଭେ ଅଫ ଇଣ୍ଡିଆ। ଆଉ ଗୋଟେ ଅଛି ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ, ସେଇଟା କେବେ ଟିକେ ଦେଖିଦିଅନ୍ତୁ। ତ ତାଙ୍କ ଭିତରେ ଟିକେ ଇୟର ଟା କନଫ୍ୟୁଜନ ହୁଏ, ଟିକେ ଦେଖିଦେବେ। ତାପରେ ପୁଷ୍ପାର ବିକ୍ରମ ସାରାଭାଇ ମେଡାଲ ପାଇଲେ ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ, ଏଇଟା ମୁଁ କଭର କରିଛି। ଇ ପରିବର୍ତ୍ତନ ସ୍କିମ୍ ଏଇଟା ତ କରିଦେଲେ। ତାପରେ ଏଇଠି କିଛିଟା କୋଶ୍ଚିନ୍ ଦେଇଛି ତାର ଆନ୍ସର ସହିତ, ଓକେ, ଏଇଟା ଆପଣ ମାନେ କରିଦେବେ। ଅଳ୍ପ କିଛିଟା କୋଶ୍ଚିନ୍ ଦେଇଛି ବାସ୍। ତ ଆୱାର୍ଡ ଏରିକା ବି ଅଛି, ସେଇଟାକୁ ମଷ୍ଟ କରିବେ। ସୋ ଟିକେ ଲେଟ୍ ହେଇଗଲା ଆଜି, ମୁଁ ଟ୍ୟୁଜଡେ ହିଁ ଆଣୁଛି ଏଇଟା। ତ ଆଜି ଅପଲୋଡ କରିବି, ତ ଏବେ ଏଇଟା ଟିକେ କରିଦେବେ। ସରି ଫର ଦ୍ୟାଟ୍, ଥ୍ୟାଙ୍କ ୟୁ। ନେକ୍ସଟ ଭିଡ଼ିଓରେ ଦେଖା ହବ।